ଓଡ଼ିଆ ମିଡ଼ିଆ ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ତରଫରୁ ସମସ୍ତ ଲେଖକ, ସମସ୍ତ ସାହିତ୍ୟପ୍ରେମୀ, ସମସ୍ତ ଜାତିପ୍ରେମୀ, ଭାଷାପ୍ରେମୀ ଏବଂ ମାଧ୍ୟମ ସମାଜମାନଙ୍କୁ ସୂଚନା 2024 ମସିହା ଜୁନ୍ ମାସ ଅନେକ ଦୃଷ୍ଟିରୁ ସ୍ମରଣୀୟ। ସାହିତ୍ୟ ତା ଦେହରେ ଏକ ପ୍ରମୁଖ ସ୍ଥାନ ନେଇଛି। ସାହିତ୍ୟ, ସାହିତ୍ୟିକ ଏବଂ ପ୍ରକାଶନ ସଂସ୍ଥା ୟାକୁ ନେଇକି ଆଜିର ସଭା ମୁଁ ଭାବୁଛି ଏକ ଅନନ୍ୟ ସଭା ଓଡ଼ିଶାରେ, ଯେଉଁଥିରେ ଗୋଟେ ପ୍ରକାଶନ ସଂସ୍ଥା ଯେଉଁମାନଙ୍କୁ ଅନୁବନ୍ଧିତ କରି ଯେଉଁମାନଙ୍କର ସାହିତ୍ୟିକ କୃତି, କବିତା, ଗଳ୍ପ, ଉପନ୍ୟାସ, ଅନୁବାଦ, ନନ୍ଫିକ୍ସନ୍ ତ ଲେଖେ ଛପେଇଛି, ଗୋଟେ ପ୍ରକାଶନ ସଂସ୍ଥା ଆଜି ତା ନିଜର ଲେଖକମାନଙ୍କର ଏକ ବନ୍ଧୁ ମିଳନର ଆୟୋଜନ କରିଛି। ନିଶ୍ଚିତ ଭାବରେ ପ୍ରକାଶନ ସଂସ୍ଥା ପାଇଁ ଏହା ଏକ ଧନ୍ୟବାଦାର୍ହ କାର୍ଯ୍ୟ, ଏକ ଉଦାହରଣ ସୃଷ୍ଟି ହୋଇଛି ପେନ୍ ଇନ୍ ବୁକ୍ସ ଦ୍ୱାରା। ଏବଂ ସବୁଠୁ ବଡ଼ କଥା ହେଉଛି, ଯଦିଓ ରୟାଲ୍ଟି ଦିଆଯାଉଥିଲା ସଂସ୍ଥା ଦ୍ୱାରା, କିନ୍ତୁ ଆଜି ଏହି ରୟାଲ୍ଟି ବା ରାଜଭାଗ ଗୋଟେ ଉତ୍ସବରେ ପ୍ରଦାନ କରାଯାଉଛି। ଅନୁବନ୍ଧିତ ଲେଖକମାନଙ୍କୁ ତାଙ୍କର ଯେଉଁଟା ନ୍ୟାଯ୍ୟ ପ୍ରାପ୍ୟ ତାହା ପ୍ରଦାନ ପାଇଁ ଗୋଟେ ଏଭଳିଆ ଭବ୍ୟ ଆୟୋଜନ କରିବା ନିଶ୍ଚିତ ଭାବରେ ଅଭିନନ୍ଦନୀୟ। ମୁଁ କହୁଥିଲି 2024 ଜୁନ୍ ମାସ ଅନେକ ଦୃଷ୍ଟିରୁ ସ୍ମରଣୀୟ, ବିଶେଷ କରି ସାହିତ୍ୟ ପାଇଁ। ଗତକାଲି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆମର ଶିଶୁ ସାହିତ୍ୟ ପାଇଁ, ବାଳ ସାହିତ୍ୟ ପାଇଁ ଏବଂ ଯୁବ ପୁରସ୍କାର ଘୋଷଣା ହୋଇଛି। ପୁରସ୍କାର ପାଇଥିବା ସ୍ରଷ୍ଟାମାନଙ୍କୁ ଯୁବ ପୁରସ୍କାର ସଞ୍ଜୟ ପଣ୍ଡା ଏବଂ ବାଳ ସାହିତ୍ୟ ପୁରସ୍କାର ମାନସ ରଞ୍ଜନ ସାମଲ, ସେମାନଙ୍କୁ ଅନୁଷ୍ଠାନ ତରଫରୁ, ପେନ୍ ଇନ୍ ବୁକ୍ସ ତରଫରୁ, ଓଡ଼ିଆ ମିଡ଼ିଆ ପ୍ରାଇଭେଟ ଲିମିଟେଡ୍ ତରଫରୁ ଏବଂ ଆଜି ଏଠି ଉପସ୍ଥିତ ଥିବା ସମସ୍ତ ସାହିତ୍ୟପ୍ରେମୀ, ଶବ୍ଦ ସାଧକମାନଙ୍କ ତରଫରୁ ଆମେ ଅଭିନନ୍ଦନ ଜଣାଉଛୁ। ଏବଂ ସେହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ଯେଉଁ ସ୍ମରଣୀୟ ଜିନିଷ ହେଇଛି ତାକୁ ତ ଆପଣମାନେ ସମସ୍ତେ ଜାଣନ୍ତି। ପଟ ପରିବର୍ତ୍ତନ ହେଇଛି, ଧାରା ପରିବର୍ତ୍ତନ ହେଉଛି, ଋତୁ ପରିବର୍ତ୍ତନ ହେଉଛି, କିନ୍ତୁ ସୃଜନ କର୍ମ, ସୃଜନ ପ୍ରକ୍ରିୟା ଏହା ହିଁ ସଭ୍ୟତାକୁ ବର୍ଷ ବର୍ଷ ପରେ, ଶତାବ୍ଦୀ ଶତାବ୍ଦୀ ପରେ ଯୋଡ଼ିକି ରଖିଥାଏ। ତେଣୁ ଆଜି ଏହି ସୃଜନ ପ୍ରକ୍ରିୟା ବା ସାହିତ୍ୟ କାରଖାନା ବା ପ୍ରକାଶନ ସଂସ୍ଥା ଦ୍ୱାରା ଆୟୋଜିତ ଏହି ଭବ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆପଣଙ୍କୁ ଆଉଥରେ ମୁଁ ଶୁଭେଚ୍ଛା ଜଣାଉଛି, ଆଉଥରେ ଅଭିନନ୍ଦନ ଜଣାଉଛି, ଆଉଥରେ ସ୍ୱାଗତ କରୁଛି। ଏବଂ ଆଜି ଆମ ପାଇଁ ସୌଭାଗ୍ୟର ବିଷୟ, ଯେଉଁମାନେ ଏହି ସଭାରେ ଆମକୁ ଅନୁଗୃହୀତ କରିଛନ୍ତି ସମ୍ମତି ପ୍ରଦାନ କରି ଅତିଥି ହେବା ପାଇଁ, ମୁଁ ସେମାନଙ୍କୁ ନିମନ୍ତ୍ରଣ କରିବି ମଞ୍ଚକୁ ଆସିବା ପାଇଁ। ସେମାନେ ହେଉଛନ୍ତି, ଯେଉଁମାନଙ୍କର ପରିଚୟ ଦରକାର ନାହିଁ, ଯତୀନ୍ଦ୍ର କୁମାର ନାୟକ, ଲେଖକ, ସମ୍ପାଦକ ଓ ଅନୁବାଦକ। ଅଛନ୍ତି ଦାସ ବେନହୁର, ଜିତେନ୍ଦ୍ର ନାରାୟଣ ଦାସ, ତାଙ୍କୁ କିଏ ନ ଚିହ୍ନନ୍ତି। ବାଳ ସାହିତ୍ୟ ପୁରସ୍କାର ଠାରୁ ଆରମ୍ଭ କରି ସମ୍ବିଧାନକୁ ଆଜି ଓଡ଼ିଆ ପାଠକମାନଙ୍କ ପାଖରେ ଯେ ଆଉଥରେ ଉପସ୍ଥାପନ କରୁଛନ୍ତି, ତାର ଗରିମା, ତାର ଔଚିତ୍ୟ ପ୍ରଦାନ କରୁଛନ୍ତି ବା ପରିବେଷଣ କରୁଛନ୍ତି ଶ୍ରୀ ଦାସ ବେନହୁର। ଅଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ସାର୍, ଏବଂ ଯିଏ ଆଜିର ଏହି ଭବ୍ୟ ଆୟୋଜନର ଯିଏ ପ୍ରମୁଖ କେନ୍ଦ୍ର, ଓଡ଼ିଆ ମିଡ଼ିଆ ପ୍ରାଇଭେଟ ଲିମିଟେଡ୍ ବା ପେନ୍ ଇନ୍ ବୁକ୍ସର ଯେ ନିର୍ଦ୍ଦେଶକ
श्री शुभ्रांशु पंडा मु अनुरोध करी अतिथि मानक मंच को आसवाई एवं प्रथमे मंच उपवेशन पूर्वर प्रदीप प्रज्वलन पूर्वक अतिथि मानक पुष्पगुच्छ प्रदान करी स्वागत करने अनुरोध करुच्ची करताली ही आमर काम्य एवं आमर प्राप्य गोटे सृजन कर्म रे केवल ताली आ समालोचना ये दुईटा ही सृजन कर्म को आग को निए गोटे उत्साह को उत्सव में परिणत कर जो मानसिकता से मानसिकता को प्रेरणा देवाई आमको ताली मारे पड़े लेखाटी लिखिले केमती धड़ा कागज रे कला अक्षर रे बाहर ता प्रत्येक लेखकर आद्य स्वप्न प्रथम लेखा जो मानकर जब बाहरी से धड़ा कागज रे चारि धाड़ी कला अक्षर देखी से चारि राति होते शोई नथिबो मु भी शोई नथिली तापरे सेटा गोटे दायित्व को परिणत हो जाए मु भल लिखिबी मु किछि लिखिबी जोटा समय अतिक्रांत हो गला पर आम जमी आज 1898 रेवती गल्प को मन पकाऊँ बा भोला नेता खमरिया को मन पकाऊँ सेमती गोटे लेखार दायित्वबोध क्रमवर्धमान क्रम विवर्तन में पलि आसे गोटे लेखक दायित्व नहीं जाए मु गोटे धाड़ी मात्र कहबी थे असीम बसु सहित आम पुराणा बसस्टाण्ड रवींद्र मंडप चा दुकान पाखे कथा होलु गोटे नाटक कहीं बेसी आदृत होना एवं चर्चा होता जे लोकों रुचि अनुसार नाटक होनी नाच ना गीत ना रंग बेरंग बा आलोक सज्जार आधुनिकता ना असीम बसु जहाँ दादा संभाषण करूँ दादा चुपचाप बसते जड़े पचारिदे आउ जड़े निर्देशक पचारिदे दादा आप किसी कहूना नाटक कहीं लोक हो नाटक हो आम नाटक होनी दादा तांकर वज्र गंभीर स्वर गोटे धाड़ी कहते गोटे कलाकार हिसाब से गोटे जातिर रुचि निर्माण हो गोटे कलाकार दायित्व मु जातिर रुचि अनुसार नाचबिनी जातिर रुचि निर्माण दायित्व ईश्वर मो कांधर देइछन्ति कारण मुझे कलाकार यदि कलाकार जड़े साहित्यिक जड़े कलाकार जड़े कवि जड़े कलाकार जड़े औपन्यासिक जड़े कलाकार नॉन फिक्शन लिखुवा लोक मैंने कलाकार कारण से किसी कला कारीगरी करुँच तो ताकू नहीं जो विवर्तन घटुची आज प्रथम थर पर गोटे बंधु मिलन गोटे प्रकाशन संस्था करुच्ची प्रकाशन संस्था ता आनुकूल्य जिते लोक बही लिखी जिते लोक बही लिखिं कनिष्ठ हूँ वरिष्ठ हूँ प्रतिष्ठित हूँ समस्त को एकाठी करी गोटे रज पर्वर गौरिमा को बढ़ेदेवा एक आम स्मरणीय दिन तेणु आउ थे करताली सहित मु समस्त मंचासीन अतिथि मानक आउ थे भव्य स्वागत करी एवं कार्यक्रम को औपचारिकता भाव में आरंभ करने पूर्वर मु अनुरोध करी अनुष्ठान जे मुख्य जे डायरेक्टर ओडिया मीडिया प्राइवेट लिमिटेड एंड पेन इन बुक्स श्री शुभ्रांशु पंडा आज उत्सवर उद्देश्य एवं अतिथि मानक स्वागत अतिथि मानकर परिचय अतिथि मान सम्बन्ध पद कहे श्री शुभ्रांशु पंडा। नमस्कार समस्त को ये उत्सव को स्वागत। आज दिनटी आम गोटे अत्यंत विरल एवं प्रथम थर घटुवा दिन कारण 2006 मसीह पेन इन बुक्स गोटे शौखीन प्रकाशन संस्था भाव में आरंभ होता आ भितर 18 वर्षर समय अतिक्रांत हो सारा आज पर्यंत कौन वर्ष बा कौन उत्सव आम आमर सबू लेखक को एकाठी कर नथिलु। आज प्रथम थर पर पेन इन बुक्स परिवार सबू लेखक गोटे छात तले एकाठी होती ये गोटे सौभाग्यर कथा आम मंचासीन अतिथिवृंद जो मैंने अच्छा मंच में आम अति परिचित एवं से ओडिया मीडिया प्राइवेट लिमिटेड एवं पेन इन बुक्स परिवार सदस्य कारण अतीत बारंबार आम से एमती आम सांगरे मंचरे पाइचे। ओडिया भाषा साहित्य संस्कृति विभाग निर्देशक जन अत्यंत कला एवं साहित्य प्रेमी व्यक्ति जहाँ को आम आम स्कूल कॉलेज समय दूरदर्शन में बारंबार भेटुलु एवं एबे तांकर काम को विभागीय स्तर में भेटुचु निकट में
भाषा सम्मेलन हो विभिन्न साहित्य संपर्कित विभिन्न कार्यक्रम तांकर जो आग्रह तांकर जो सफलता तांकर जो उद्यम ताको आम बारंबार तार साक्ष्य देछु तांको मु स्वागत करुच्ची आज उत्सव को स्वागत करुच्ची आम परिवार जड़े उपदेष्टा मु जहाँ निजर परिवार जड़े गार्जियन जड़े उपदेष्टा जड़े वयोज्येष्ठ व्यक्तित्व बोली ग्रहण करे सब जार परामर्श नहीं थाए आमर लेखक अति प्रिय कथाकार शिशु साहित्यिक श्री दासबेनु महोदय तांको मध्य स्वागत करुच्ची केवल ओडिशा नुहे भारतीय साहित्य जगत रे जड़े विशिष्ट अनुवादक और संपादक भाव आम ओडिशा पई गौरव अर्जी थिबा प्रोफेसर जतीन्द्र कुमार नायक महोदय को स्वागत करुच्ची आम अनुष्ठान सह महाप्रबंधक विशिष्ट कवि पवित्र मोहन कर महोदय को एवं आपण मानू जहाँ बिना उपस्थित ए सभा ए उत्सव अधूरा ही था समस्त को पुणी थे स्वागत करुच्ची ये जो 18 वर्षर अध्यवसाय 18 वर्षर यात्रा गोटे छोटिया शौखीन प्रकाशन संस्था 2006 गोटे छोटिया कोठारे जन्म नहीं आम निजे चिंता कर नथिलु जे प्रकाशन शिल्प ओडिशा प्रकाशन शिल्पर गति कुआड़े और आम अनुष्ठान गति कुआड़े से शौखीन शब्द व्यवहार कली कारण ताऊपर आम भरोसा करूँ ताऊपर आम ताकू नहीं गोटे क्यारियर बा ताकू नहीं बंचीबार गोटे संभावना से पर्यंत तैयारी नथिला 2017 मसीह जितेबले ओडिया मीडिया प्राइवेट लिमिटेड कंपनी ना पंजीकृत है और पेन इन बुक्स ता अधीन को आसला से पण कलु जेहेतु प्रकाशन बर्तमान आमर वृत्ति प्रकाशन को लेकिन आमको आगू जीवार अच्छे तेणु प्रकाशन शिल्प जदि उन्नत हम प्रकाशन शिल्प जदि लाभदायक हम ताहले जाई आम संस्था बंचिबो से उद्यम आम चेष्टा कलु जे प्रकाशन शिल्प को केमती लाभदायक करवा समस्त ये परिवार लोक अच्छा तेणु मुझे जहाँ कहूँ गोटे अत्यंत पारिवारिक कथा आपको सार्वजनिक कथा नुहे मुझे आज आपण सामने कहि अनुष्ठान तरफ सब संपूर्ण पारिवारिक और व्यक्तिगत कथा मुझे सेयार करुच्ची समस्ते जानती ए कहार द्विधा ना जे ओडिशा प्रकाशन शिल्प अत्यंत भल अवस्था अच्छी बोली आम कहीपर ना एवं अधिकांश लेखक ओडिशा रे हाथरू खाई घोड़ा आगे डियंती बड़ बड़ जनाशुना लेखक मैंने पैसा खर्च कर बही निजर छापती निज खर्च सभा करती निज खर्च बहीर प्रचार करती और निज खर्च सबकि कौटिकी सभा को जावाक निज खर्च जाती तेणु साहित्य एपर्यंत आम लेखक मान लाभदायक है ना ये जो प्रसंग जो लेखक पैसा दे बही छापिबे एवं लेखक बही लेखि से अर्थ उपार्जन करें ना यहीटा को आम चैलेंज भाव गोटे आह्वान भाव नेलु आपको आम बदलवाई चेष्टा कलु जे ना लेखक हाथ पैसा खर्च करेंगे ना और लेखक बही लेखि जत्किंचित हो पछके किसी उपार्जन से करें ये 2020 मसीह आम ये गोटे आह्वान भाव ग्रहण कलु आम एणिकी लेखकों ठार आम अर्थ नबू ना ए पर्यंत 18 वर्षर यात्रा आम 600 बही जाए प्रकाश करूँ आमर गोटे लक्ष्य जे भल बही आम करूँ जदि बही बिक्री नहला जदि बही आम पाखे पड़ी रहा ताल से क्षति आमर जदि बही बिक्री है ताल आमर किसी लाभ एवं जी बही लिखिं से से लाभर किसी अंश पाइबे से हेतु आम गत वर्ष आरंभ करूँ 2022-23 वर्ष ठारू आम रॉयल्टी राजभाग प्रदान दबा करवा आरंभ करूँ आपड़ जानी खुशी हेबे आज ये जो सभा आमर प्राय 180 जन लेखकों आम निमंत्रण करूँ शताधिक लेखक आज आम सह उपस्थित अच्छा तन्मध्यरु 44 जन को आम आज राजभाग प्रदान करूँ मु किए केते पाइले से विषय में कहबी ना किंतु सर्वाधिक आम गहन उपस्थित हो पारि ना कारण से आउ मासे पर पुणी ओडिशा आसुचंती डॉक्टर देवदत्त पट्टनायक विशिष्ट अंतर्जातीय ख्यातिसंपन्न लेखक से सर्वाधिक अर्थ पाइछंती सर्वमोट प्राय 16,70,000 टंका आम आज रॉयल्टी भाव में आम लेखक मानू देइछु ये अर्थ दबार उद्देश्य जे ये अर्थ पाई लेखक मैंने जो संपन्न हे ताहा नुहे ये अर्थ तुलन में लेखक मान संपन्नता यथेष्ट अधिक किंतु ये गोटे उपक्रम ये गोटे आरंभ मात्र मोर विश्वास मोर आशा जे भविष्य में ये 16 लाख ये 17 लाख 17 कोटी में परिणत हो पार जदि लेखक मान सहयोग रहे और आमर जो बहीर बजार अधिक विस्तारी हुए बही बिक्री हुए केमती अनेक लेखक ये अच्छा लेखक मैंने आहरी किसी लेखक आसी ना अनेक समय ओडिशार लेखक पाठक एवं प्रकाशक आंक भितर संपर्क केबे भी गोटे सुसंपर्क हो पारि नथिला
ଅଧିକାଂଶ ସମୟରେ ମୁଁ ଅଧିକାଂଶ ଏଇଥିପାଇଁ ଲଗେଇଲି ଯେ ଅଧିକାଂଶ ସମୟରେ ଲେଖକ ଆଉ ପ୍ରକାଶକ ଭିତରେ ଗୋଟେ ସମ୍ପର୍କ ସବୁବେଳେ ସନ୍ଦେହର ସମ୍ପର୍କ ଥାଏ। ଲେଖକ ଭାବନ୍ତି ଯେ ମୁଁ ଏତେ କଷ୍ଟ କରିକି ବହି ଲେଖିଲି, ମୋ ବହି ଛାପି ପ୍ରକାଶକ କୋଟିପତି ହୋଇଗଲେ ଏବଂ ପ୍ରକାଶକ ଭାବେ ମୁଁ ଲେଖକଟାକୁ ଦୟା କଲି, ସେ ଗୋଟେ ବହି ଛାପିଲେ ମୁଁ ମୋ ପଇସା ଖର୍ଚ୍ଚ ଛାପିଲି, କିଛି ଲାଭ ପାଇଲି ନାହିଁ। ଏ ପ୍ରକାର ଦ୍ୱନ୍ଦ୍ୱ ବାରମ୍ବାର ଲେଖକ ଆଉ ପାଠକ ଭିତରେ ଚାଲେ। ବହୁତ ଲେଖକ ଆମକୁ କହନ୍ତି ଯେ ମୁଁ ଆପଣଙ୍କ ପାଖରେ 3 ବର୍ଷ ହେଲା ବହି କଲିଣି, ମୋ ବହି ଆପଣ ସେକେଣ୍ଡ ଏଡ଼ିସନ୍ କରୁନାହାନ୍ତି। ଆମେ କହୁଛୁ ଅଛି ଆପଣଙ୍କ ବହି, ଅମକ ପ୍ରକାଶକଙ୍କ ପାଖରେ ଆମେ ବହି କରୁଛୁ, ସେ ଭିତରେ 3ଟା ଏଡ଼ିସନ୍ କରିସାରିଲେଣି। ରୟାଲ୍ଟି ମାଗନ୍ତୁ, ଯେ 3ଟା ଏଡ଼ିସନ୍ କଲେଣି, ଏତେ ବହି ବିକ୍ରି କଲେଣି ଆପଣଙ୍କର, ୟୁ ସୁଡ୍ ଆସ୍କ ଫର୍ ରୟାଲ୍ଟି, ତାକୁ ଆପଣ ମାଗନ୍ତୁ, ପଇସା କିଛି ଦିଅନ୍ତୁ। ଏଇ 20 କପି 10 କପି ଛାପିକି ଗୋଟେ ଏଡ଼ିସନ୍ କହିବାର କୌଣସି ମୂଲ୍ୟ ନାହିଁ। ଆମର ବହି ଅଛି, ଏମିତି ବହି ଆମର ଅଛି, ଗୋଟେ ବହି 5 ମାସ 6 ମାସ 8 ମାସ ଲାଗିଛି, ଗୋଟେ ବି 7-8 ବର୍ଷ ମଧ୍ୟ ଲାଗିଛି ମାତ୍ର 500 କପି ବିକ୍ରି ହେବା ପାଇଁ। ଆମେ ଗୋଟିଏ ବହି ଯେତେବେଳେ 50ରୁ କମ୍ ହୁଏ ସଂଖ୍ୟା, ତାପରେ ଆମେ ଆପେ ତା'ର ଦ୍ୱିତୀୟ ସଂସ୍କରଣ କରିବା ପାଇଁ, ଦ୍ୱିତୀୟ ମୁଦ୍ରଣ କରିବା ପାଇଁ ଯାଉ ଏବଂ ଆମେ ଚେଷ୍ଟା କରୁ କୌଣସି ବହି ଆମର ଯେମିତି ବଜାରରେ ଅନୁପଲବ୍ଧ ହେବ ନାହିଁ। ସବୁବେଳେ ବହି ବଜାରରେ ଉପଲବ୍ଧ ଥିବ, ସେ ବହି ବିକ୍ରି ହେଉ ବା ନ ହେଉ। ଏଇ ଗୋଟିଏ ଆମର ସବୁବେଳେ ପ୍ରଚେଷ୍ଟା ରହିଆସିଛି। ଆମେ ଏବେ ମୁଁ ସମସ୍ତ ପ୍ରାୟ ସବୁ ଲେଖକ ଏଠି ଉପସ୍ଥିତ ଅଛନ୍ତି। ମୁଁ ଗୋଟିଏ ସମସ୍ତଙ୍କୁ ଅନୁରୋଧ କରିବି, ଆମର ଲକ୍ଷ୍ୟ ଯେ ଆମେ ଅଧିକରୁ ଅଧିକ ବହି କେମିତି କରିବୁ। ଅଧିକରୁ ଅଧିକ ବହି ଅର୍ଥ ଏହା ନୁହେଁ ଯେ ଯେଉଁଠୁ ଯିଏ ଯାହା ପାଇଲେ ଲେଖା ଆଣିକି ତାକୁ ଏକାଠି କରି ବହି ଛାପିବା। ଆମେ ଚାହୁଁଛୁ ଭଲ ବହି, ଯେଉଁ ବହି ବିକ୍ରି ହେବ, ଯାହାର ବଜାର ଥିବ। ଏବଂ ବହି କହିଲେ କେବଳ ଗପ, କବିତା, ଉପନ୍ୟାସ, ଭ୍ରମଣ କାହାଣୀ ଏ ନୁହେଁ। ଅଧିକାଂଶ ପ୍ରକାଶକ ଓଡ଼ିଶାରେ ସାହିତ୍ୟ କହିଲେ ଗପ, କବିତା, ଉପନ୍ୟାସ, ଭ୍ରମଣ କାହାଣୀ, ଅତି ବେଶୀରେ ପ୍ରବନ୍ଧ ବା ସମାଲୋଚନା। କିନ୍ତୁ ତା ବାହାରେ ଯାହାକୁ ଆମେ ନନ୍ ଫିକ୍ସନ୍ କହୁଛେ, ତା ବାହାରେ ଗୋଟେ ବିଶାଳ ବଜାର ଅଛି। ମୋ ବ୍ୟକ୍ତିଗତ ଅନୁଭବ, ଆମର ଯେଉଁ ବହି ବିକ୍ରି ହେଉଛି, ବିକ୍ରିର ଅଧିକାଂଶ ବହି ହେଉଛି ନନ୍ ଫିକ୍ସନ୍। ଗପ, କବିତା ବହି ତ ବହୁତ କମ୍ ବିକ୍ରି, ଗପ ଉପନ୍ୟାସର ବିକ୍ରି ଯେତିକି ନୁହେଁ, ତାଠାରୁ ଯଥେଷ୍ଟ ଅଧିକା ନନ୍ ଫିକ୍ସନ୍ ବହି। ଉଦାହରଣ ସ୍ୱରୂପ ଆମର ସବୁଠୁ ବେଷ୍ଟ ସେଲର ବହି, ଏଇ ଯେଉଁ କାଗଜଟି ଆପଣ ପାଇଛନ୍ତି, ଏଥିରେ 44 ଜଣ ଲେଖକଙ୍କର ତାଲିକା ଅଛି, ଯେଉଁମାନଙ୍କୁ ଆମେ ଏ ବର୍ଷ ରୟାଲ୍ଟି ପ୍ରଦାନ କରିଛୁ। ଆର 1 ନମ୍ବରରେ ଯାହାଙ୍କ ନାଁ ଅଛି ଦେବଦତ୍ତ ପଟ୍ଟନାୟକ, ତାଙ୍କର ଆମେ 2ଟି ବହି କରିଛୁ। ଗୋଟେ ଇଂରାଜୀରେ ଟେଲ୍ସ ଫ୍ରମ୍ ଦି ଲ୍ୟାଣ୍ଡ ଅଫ୍ ଜଗନ୍ନାଥ, ତା'ର ଓଡ଼ିଆ ଅନୁବାଦ ଏଠି ବସିଛନ୍ତି ସାମ୍ନାରେ ଡକ୍ଟର ତପନ କୁମାର ପଣ୍ଡା, ସେ କରିଛନ୍ତି। ଜଗନ୍ନାଥ ଦେଶର କଥା, ଏ 2ଟି ଯାକ ଏ ପର୍ଯ୍ୟନ୍ତ ଗତ ପ୍ରାୟ ବାହାରିଲା ଦିନଠୁ ପ୍ରାୟ 1 ବର୍ଷ ଧରିକି ଆମର ବେଷ୍ଟ ସେଲର ହେଇକି ସର୍ବାଧିକ ଏ ବହି 2ଟି ବିକ୍ରି ହେଇଛି। ଏ ବହି 2ଟି ଗପ, କବିତା କିମ୍ବା ଉପନ୍ୟାସ ନୁହେଁ। ମଞ୍ଚରେ ବସିଛନ୍ତି ଶ୍ରୀଯୁକ୍ତ ଦାସବେନୁର, ତାଙ୍କର ଗୋଟିଏ ବହି ଆମେ କରିଛୁ ଖଣ୍ଡପଡ଼ା ଲୋକକଥା ଓ ଲୋକଗୀତ। ଯଦିଓ କାହାଣୀ ସେଥିରେ ଅଛି, କିନ୍ତୁ ସେଥିରେ ଗୋଟିଏ ଅଞ୍ଚଳର ସଂଗୃହୀତ ଲୋକକଥା ଏବଂ ଲୋକଗୀତକୁ ନେଇକି ଗୋଟେ ସଂକଳନ କରାହେଇଛି। ସେ ବହିଟି ମଧ୍ୟ ଆମର ସର୍ବାଧିକ ବିକ୍ରି ବହି ମଧ୍ୟରେ ଅନ୍ୟତମ। ମୁଁ ତାଙ୍କୁ ମଧ୍ୟ ସ୍ୱାଗତ କରୁଛି। ଅନେକ ଲେଖକ, କିଛି ଲେଖକ ଆସିପାରିନାହାନ୍ତି। ଆମେ ଗୋଟେ ଟଲ୍ ମ୍ୟାନ୍ ବହି ଗୋଟିଏ କରିଥିଲୁ ଏବଂ ତା'ର ଓଡ଼ିଆ ଅନୁବାଦ ସଂଗ୍ରାମ ମହାପାତ୍ର କରିଥିଲେ। ସେ 2ଟି ବହି ମଧ୍ୟ ଆମର ସର୍ବାଧିକ ବିକ୍ରି ହେଇଛି। ସେଭଳି ଏଠି ଅଛନ୍ତି ସଂଯୁକ୍ତା ମହାପାତ୍ର, ଅଛନ୍ତି ରକ୍ଷକ କୁମାର ନାୟକ, ଅଛନ୍ତି ଚନ୍ଦ୍ରଶେଖର ଦାସ, ଦେବଦାସ ଛୋଟରାୟ ଆମ ସହ ଆସିପାରିନାହାନ୍ତି। ବିରଜା ମହାପାତ୍ର ଅଛନ୍ତି, ହାଡ଼ିବନ୍ଧୁ ମହାକୁଡ଼ ଅଛନ୍ତି, ହରିହର ପଣ୍ଡା ଅଛନ୍ତି, ସତ୍ୟବ୍ରତ ରାଉତ ଅଛନ୍ତି, ଆସିପାରିନାହାନ୍ତି। ରବିନାରାୟଣ ଦାସ ଅଛନ୍ତି, ପଞ୍ଚାନନ୍ଦ ଦାସ ଅଛନ୍ତି, ଅନିଲ ଧୀର ଅଛନ୍ତି, ବଳରାମ ପୂଜାରୀ ଅଛନ୍ତି, ଭୁବନେଶ୍ୱରୀ ପଣ୍ଡା ଅଛନ୍ତି, ଗରହରି ଦାସ ଅଛନ୍ତି, ଆସିପାରିନାହାନ୍ତି ଆଜି। ପଣ୍ଡିତ ରାମାରାଓ ପାତ୍ର, ନାରାୟଣ ସାହୁ, ରୁଦ୍ରପ୍ରସନ୍ନ ରଥ, ଜ୍ଞାନୀ ଦେବାଶିଷ ମିଶ୍ର, ବିଭୁ ହୋତା, ଭାସ୍କର ପରିଛା, ଭାରତ ଭୂଷଣ ରଥ, NM ଷଡ଼ଙ୍ଗୀ, ରଞ୍ଜନ ପ୍ରଧାନ, ଡକ୍ଟର ଅଜିତ କୁମାର ମିଶ୍ର, ଅଜୟ ସ୍ୱାଇଁ, ଅଜିତ ମହାନ୍ତି, ରଶ୍ମି ମିଶ୍ର, ସୁଷମା ଦାସ, ଅକ୍ଷୟ କୁମାର ମିଶ୍ର, ଅପର୍ଣ୍ଣା ମହାନ୍ତି, ପ୍ରକାଶ ପଟ୍ଟନାୟକ, ଅଙ୍କିତା ସାହୁ, ଅଳଙ୍କାର ଆଚାର୍ଯ୍ୟ, ସ୍ୱରୂପ କୁମାର ନାୟକ, ଓମ୍ ପ୍ରକାଶ ସିଂ, ରତ୍ନମାଳା ସ୍ୱାଇଁ, ନବଜ୍ୟୋତି ରାୟ, ଅଖିଳ କୁମାର ମିଶ୍ର ଏବଂ ସୁବ୍ରତ ସେନାପତି। ଏହି 44 ଜଣ ଚଳିତ ବର୍ଷ ବେଷ୍ଟ ସେଲର ବହି, ତାଙ୍କର ବହି ସର୍ବାଧିକ ବିକ୍ରି ହେଇଛି। ମୁଁ ତାଙ୍କୁ ପୁଣି ଥରେ ଅନୁଷ୍ଠାନ ତରଫରୁ ସ୍ୱାଗତ କରୁଛି। ଏ ଗୋଟିଏ ଅଣଆନୁଷ୍ଠାନିକ, ଯଦିଓ ଆମେ ଆନୁଷ୍ଠାନିକ ଭାବରେ ତାକୁ ଆୟୋଜନ କରିଛେ, କିନ୍ତୁ ଏ ଗୋଟିଏ ବଣଭୋଜି ଭଳି, ଯେମିତି ଗୋଟିଏ କଲୋନୀ ବା ଗୋଟିଏ ଗାଁର ବା ଗୋଟିଏ ଆପାର୍ଟମେଣ୍ଟର କି ଗୋଟିଏ ଅଫିସର କିଛି ଲୋକ ଏକାଠି ବଣଭୋଜି କରିବାକୁ ଯାଆନ୍ତି, ଆମେ ସେମିତି ଗୋଟିଏ ଅନୁଷ୍ଠାନର କିଛି ଲେଖକ ଆମେ ଆଜି ଏକାଠି ହେଇଛେ ବଣଭୋଜି ଭଳି, ଯଦିଓ ବଣରେ ହେଇନାହିଁ। ଏ ଗୋଟିଏ ସେଭଳି ଅଣଆନୁଷ୍ଠାନିକ, କୌଣସି ନିୟମ ନାହିଁ ଏ ସଭାର। ଆମେ ପରସ୍ପରକୁ ଶୁଣିବା ଏବଂ ଏ ସଭା ପରେ ମୁଁ ଆଶା କରିବି ତଳେ ଆମ ସାମ୍ନାରେ ବସିଥିବା କିଛି ଲେଖକ ମଧ୍ୟ ଆସିକି ସଂକ୍ଷିପ୍ତରେ ତାଙ୍କର ମତ ମଧ୍ୟ ଆମ ଆଗରେ ରଖିବେ, ପ୍ରକାଶନକୁ ନେଇକି, ପୁସ୍ତକକୁ ନେଇକି ଲେଖକୀୟ ତାଙ୍କର ଅଭିବ୍ୟକ୍ତି ଆମ ସହ ବାଢ଼ିବେ। ତା ପୂର୍ବରୁ ଆମର ଯେଉଁ 3 ଜଣ ଆଜି ବିଶିଷ୍ଟ ଅତିଥି ଆମ ଗହଣରେ ଅଛନ୍ତି, ଆମର ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରାଉତରାୟ ମହୋଦୟ, ଶ୍ରୀ ଦାସବେନୁର ଏବଂ ଶ୍ରୀ ନାୟକ ମହୋଦୟ ଆମକୁ
ଉଦ୍ବୋଧନ ଦେବେ। ପ୍ରଥମେ ଅନୁରୋଧ କରିବି ଶ୍ରୀ ଦାସବେନ୍ଦୁ ସାର୍ଙ୍କୁ ଅନୁରୋଧ କରିବି ସେ ପ୍ରଥମେ ତାଙ୍କର ବକ୍ତବ୍ୟ ରଖିବେ। ଜଗନ୍ନାଥ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଇଏ ଗୋଟିଏ ବିରଳ ଏବଂ ଅଭିନବ ଉତ୍ସବ। ଗୋଟିଏ ବହି ପ୍ରକାଶନ ସଂସ୍ଥା ତାର ଲେଖକମାନଙ୍କୁ ନେଇ ରାଜଭାଗ ଦେବା ପାଇଁ ଡାକି ଏବଂ ଶେଷରେ ଖାଇବାକୁ ଦେବା ପାଇଁ ବି ପ୍ରତିଶ୍ରୁତି ଅଛି। ଏଭଳି ଉତ୍ସବ ମୁଁ ତ ଆଗରୁ କେବେ ସେଥିରେ ଯୋଗ ଦେଇନି। ସେଥିପାଇଁ ପ୍ରଥମେ ପେନ୍ ଇନ୍ ସଂସ୍ଥା ଏବଂ ତାକୁ ଯିଏ ପରିଚାଳିତ କରୁଛି ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ତା ପ୍ରତି ମୋର ଶ୍ରଦ୍ଧା ନିବେଦନ କରିବି। ମଞ୍ଚରେ ଅତିଥି ଭାବରେ ଅଛନ୍ତି ଓଡ଼ିଶାର ସଂସ୍କୃତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଉତରାୟ ମହୋଦୟ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମହୋଦୟ, ପେନ୍ ଇନ୍ ସଂସ୍ଥାର ମୁଖ୍ୟ ଏବଂ କର୍ଣ୍ଣଧାର ଶ୍ରୀଯୁକ୍ତ ଶୁଭ୍ରାଂଶୁ କୁମାର ପଣ୍ଡା ମହୋଦୟ ଏବଂ ଆମମାନଙ୍କୁ ଏ ଉତ୍ସବକୁ ତାର ଆଭିମୁଖ୍ୟକୁ ଆପଣମାନଙ୍କ ଆଗରେ ରଖିଥିବା ଏବଂ ଶେଷରେ ବୋଧହୁଏ ଧନ୍ୟବାଦ ଦେବେ ବନ୍ଧୁ ଶ୍ରୀଯୁକ୍ତ ପବିତ୍ର ମୋହନ କର ମହୋଦୟ, କବି, ସୁଧୀ ସଜ୍ଜନ ମଣ୍ଡଳୀ। ମୁଁ ଟିକେ ଆରମ୍ଭରୁ ନିଜ ବିଷୟରେ କହେ। 1983 ମସିହାର କଥା। ମୁଁ ସେତେବେଳେ ଗପରେ କ୍ଷୁଦ୍ର ଗଳ୍ପରେ ପୁରାପୁରି ଥାଏ। ଏଇଠି ମୋ ଆଗରେ ବସିଛନ୍ତି ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଇଂରାଜୀ ପ୍ରଫେସର। ସେତେବେଳେ କେତେ ଜଣଙ୍କର ହାତ ଧରି ମୁଁ ଚାଲୁଥିଲି। କ୍ଷୁଦ୍ର ଗଳ୍ପ ଲେଖିଲା ବେଳେ ଯେଉଁ 3 ଜଣ ଥିଲେ ତାଙ୍କ ଭିତରୁ 2 ଜଣ ଚାଲିଗଲେଣି। ପ୍ରଫେସର କୃଷ୍ଣପ୍ରସାଦ ମିଶ୍ର, ପ୍ରଫେସର ଗଣେଶ୍ୱର ମିଶ୍ର ଏବଂ ଶ୍ରୀଯୁକ୍ତ ପ୍ରଫେସର ଶରତ ଚନ୍ଦ୍ର ଶତପଥୀ। 83 ମସିହାରେ ମୋର 3ଟି କ୍ଷୁଦ୍ର ଗଳ୍ପ ବହି ଏକା ସମୟରେ ବାହାରିଲା। ଗୋଟିଏ ଗ୍ରନ୍ଥ ମନ୍ଦିର ପ୍ରକାଶ କଲେ, ଗୋଟିଏ କଟକ ଷ୍ଟୁଡେଣ୍ଟ ଷ୍ଟୋର ପ୍ରକାଶ କଲେ ଏବଂ ଓଡ଼ିଶା ବୁକ୍ ଷ୍ଟୋର ତୃତୀୟ ବହିଟି ପ୍ରକାଶ କଲେ। ମୁଁ ତା ଦେହରୁ ଗୋଟିଏ ଘଟଣା ଆପଣମାନଙ୍କୁ କହିବି। ଯେହେତୁ 3ଟା ବହି ଗୋଟେ ବର୍ଷରେ ବାହାରିଛି, 1983 ମସିହାରେ କ୍ଷୁଦ୍ର ଗଳ୍ପ ବହି ମୋ ପାଇଁ ଗୋଟେ ଗୌରବର କଥା ଥିଲା ଏବଂ ମୁଁ ଚାହିଁଲି ଯେ ଏ ବହି ଗୁଡ଼ିକର ଭାଗ୍ୟ କ'ଣ, ପ୍ରକୃତରେ କିଛି ବିକ୍ରି ହେଉଛି କି ନାହିଁ ସେଟା ଜାଣିବା ପାଇଁ ମୁଁ କହିବି ନାହିଁ। ଜଣେ ପ୍ରକାଶକଙ୍କ ପାଖରେ ପହଞ୍ଚିଲି, ଖୁବ୍ ପ୍ରସିଦ୍ଧ ଭଲ ପ୍ରକାଶକ। ମୁଁ ତାଙ୍କୁ କହିଲି ଯେ ମୁଁ ଆସିଥିଲି 5 ଖଣ୍ଡ ବହି ନେବି ବୋଲି। ସେ କହିଲେ 5 ଖଣ୍ଡ କାହିଁକି ନେବେ, 20 ଖଣ୍ଡ ନେଉନାହାନ୍ତି। ସେ ଯେମିତିକି କହିଲେ ତାମାନେ ସେ ବହି ଗୁଡ଼ାକ ବିକ୍ରି ହେଉନି, ନେଇଯାଉନାହାନ୍ତି କିଛି ତା ଦେହରୁ। ଏଭଳିଆ ସେ ଗୋଟେ ମୋତେ ଧାରଣା ଦେଲେ। ଇଏ ପ୍ରଥମ ଥର ମୁଁ ଦେଖୁଛି ଶୁଭ୍ରାଂଶୁ ପଣ୍ଡା ପ୍ରକାଶକ ସେ କହୁଛନ୍ତି ଯେ ଆପଣ ଗୋଟେ ବହି ଭଲ ବିକ୍ରି ହେଇଛି। ଇଏ ଶୁଣିବାକୁ ମିଳେ ନା। ପ୍ରକାଶକ ମାନେ ଏଗୁଡ଼ା ସିନେମାରେ ଦେଖିବାକୁ ହୁଏ। ସେ ବାଗବାନରେ ଦେଖିଥିବେ, ସେ ବିକ୍ରି ହେଉଛି ବହି। ଅମିତାଭ ବଚ୍ଚନ ସେ ଯେଉଁ ବହି ଲେଖିଛନ୍ତି ବାଗବାନ, ସେ କହୁଛନ୍ତି ପ୍ରକାଶକ ଆସି କହୁଛନ୍ତି ଆପ ଲିଖତେ ଯାଇଏ, ଚେକ୍ ଲେତେ ଯାଇଏ। କି ଭାଗ୍ୟ ସେମାନଙ୍କର। ଆଜି ଏଇ ଚେକ୍ ଦେଖିଲା ବେଳେ ମୁଁ ଏଇଠି ଘୋଷଣା କରୁଛି, କାରଣ ମୁଁ ଆଗରୁ ଗୋଟେ ସେମିତି ସଂସ୍ଥାରୁ ପାଇଥିଲି, ଭଲ ପଇସା ପାଇଥିଲି। ସେଥିରେ କିଛି ମିଶେଇକି ପ୍ରଥମେ ଗାଡ଼ି କିଣିଥିଲି, ମାରୁତି ଗାଡ଼ି। ଆଜି ବି ଯିଏ ଶୁଭ୍ରାଂଶୁ ଯାହା ଦେଇଛି ସେଥିରେ କିଛି ମିଶେଇକି ମୋ ସ୍ତ୍ରୀ ପାଇଁ କାନଫୁଲ କିଣିବି। ଏଇଟା ସାଧାରଣତଃ ପ୍ରକାଶକମାନଙ୍କର ଆମ ପାଇଁ ଗୋଟେ ସେଇଭଳିଆ ଧାରଣା ଥାଏ। ସେମାନେ ଭାବନ୍ତି ଯେ ବହିର ଲେଖକ ଯେ ସିଏ ଝିଅର ବାପ। ଝିଅଟି ସୁନ୍ଦରୀ ହେଇଥାଉ କି ଯାହା ହେଇଥାଉ, ଇଏ ହେଉଛି ପୁଅର ବାପ। ଯିଏ ପ୍ରକାଶକ ସେ ହେଉଛି ପୁଅର ବାପ, କାରଣ ସେ ପ୍ରକାଶ କରିଦେଲେ ସେ ମୁକ୍ତି ପାଇଯିବ ସେ ଲେଖକ। ବହୁତ ଲୋକ ଅଛନ୍ତି ଯିଏ ଚାହାନ୍ତି ଯାହା ଲେଖନ୍ତି କେମିତି ଚାହାନ୍ତି ଯେ ତାଙ୍କ ବହିଟି ପ୍ରକାଶିତ ହୋଇଯାଉ। ତେଣୁ ଆପଣ ମାନୁସ୍କ୍ରିପ୍ଟ ନେଇକି ବା ପାଣ୍ଡୁଲିପିଟି ନେଇକି ପହଞ୍ଚିଲେ ସେ ଆପଣଙ୍କୁ ପୁଅର ବାପ ଢଙ୍ଗରେ ଚାହିଁବେ, ଆପଣ ତାଙ୍କୁ ଝିଅର ବାପ ଢଙ୍ଗରେ ଚାହିଁବେ। ଆଜ୍ଞା ଏମିତି ଆଣିଥିଲି, ମୋ ଝିଅଟି ଆଜ୍ଞା ପଢ଼ିଛି, ଉତ୍କଳ ୟୁନିଭର୍ସିଟିରେ ପଢ଼ିଛି, ଭଲ ଆଜ୍ଞା ଦେଖିବାକୁ ଇଏ ନା, ଗୋଟେ ଫଟୋଟା ରଖିଦେଇ ଯାଆନ୍ତୁ, ମୁଁ ଦେଖେ ପଚାରିବି ମୋ ପୁଅକୁ। ସେଇଭଳିଆ ଆପଣ ମାନୁସ୍କ୍ରିପ୍ଟ ଥୋଇକି ଆସିବେ। ବହୁତ କମ୍ ଅଛନ୍ତି ଲେଖକ, କାରଣ ଓଡ଼ିଶାରେ ପ୍ରକାଶକ ତ ଖୁବ୍ କମ୍ ଅଛନ୍ତି ଯେ ବରାଦ କରିକି ଲେଖା ନିଅନ୍ତି ଯେ ଆପଣ ଏଇଭଳିଆ ଲେଖନ୍ତେ ଯଦି ବହି ହୁଅନ୍ତା। ମୁଁ ସେଇଭଳିଆ ବି ପାଇଛି, କାରଣ ଶୁଭ୍ରାଂଶୁ ମୋ ସହିତ ଯେହେତୁ ଯୋଡ଼ା, ମୁଁ ସେଭଳିଆ ଅନୁଭବ ବି ପାଇଛି। ଶୁଭ୍ରାଂଶୁ ଏଭଳି ଗୋଟିଏ ପ୍ରକାଶକ ଯିଏ ପାଠକର ଆବଶ୍ୟକତାକୁ ଦେଖିପାରେ ଯେ ଏଇ ବହିଟାକୁ ଏମିତି କଲେ ବା ଏଇଭଳିଆ ବିଷୟବସ୍ତୁ ଉପରେ ବହି ଲେଖାଗଲେ ତାର ନିଶ୍ଚିତ ଆଦୃତି ରହିବ। ସିଏ ହେଉଛି ପ୍ରକାଶକ। ପ୍ରକାଶକର ପୋଷ୍ଟମ୍ୟାନ୍ କାମ ନୁହେଁ। ଆମେ ସମସ୍ତେ ଯାହା ଲେଖୁଛେ, ଆମେ ସମସ୍ତେ ଚାହୁଁ ଯେ ଯାହା ଆମେ ଲେଖିଦେଲୁ ସେ ବହି ଆକାରରେ ପ୍ରକାଶ ପାଉ। ତେଣୁ ମଝିରେ ଏଭଳି ଜଣେ ବିଚାରକ ରହିବା ଦରକାର ଯିଏ ବହିର ତାର କାଟ୍ତି ସମ୍ପର୍କରେ ଚିନ୍ତା କରିବ। କାରଣ ପ୍ରକାଶକ କେବଳ ବହିଟିକି ଛାପି ଦିଏନି, ତାର ମଧ୍ୟ ଗୋଟେ ବ୍ୟବସାୟ ଦିଗ ଅଛି, ନହେଲେ ତ ବୁଡ଼ିଯିବ। ତେଣୁ ସେଭଳିଆ ମନୋଭାବ ଦେଖିବା ଦରକାର। ବନ୍ଧୁବାନ୍ଧବ ହୁଅନ୍ତୁ, ବାପା ପଛକେ ହୁଅନ୍ତୁ, ବାପା ବି ବହିଟିଏ ଲେଖିଥିଲେ, ସେ ବହି ଗୋଟେ 700 ପୃଷ୍ଠାରେ ସେ ଉପନ୍ୟାସ ଲେଖିଛନ୍ତି ଯେଉଁଟା ଚାଲିବନି, ତାକୁ ଯଦି ଶୁଭ୍ରାଂଶୁ ଛାପିବେ ଘାଟାରେ ପଡ଼ିବେ। ତେଣୁ ବହିଟିକି ବାଛିବା,
ବହିଟି କିଭଳି ସୁଦୃଶ୍ୟ ଭାବରେ ଏଠି ତ ବହୁତ ଛପା ହେଇଯିବ। ମୁଁ ସକାଳେ ଜଣଙ୍କୁ ଦେଖାଉଥିଲି 3ଟା ବହି, ସେଥିରେ ଶୁଭ୍ରାଂଶୁ ବହି ବି ଥିଲା। ସମସ୍ତେ ଚାହାନ୍ତି ତାଙ୍କ ବହିଟି ଭଲ ଛପା ଯାଉ, ଭଲ ଆଦୃତି ପାଉ, ସେଥିପାଇଁ ପ୍ରକାଶକର ଦକ୍ଷତା ଦରକାର। ଏବଂ ଆମେ ଅନେକ ସମୟରେ ମାନୁସ୍କ୍ରିପ୍ଟ ବା ପାଣ୍ଡୁଲିପି ଯେତେବେଳେ ପ୍ରସ୍ତୁତ କରୁ ଆମେ ସେ ବିଚାରଟାକୁ ଦେଖୁନା, ସେଥିପାଇଁ ଦେଖିବାକୁ ପଡ଼େ ପ୍ରକାଶକକୁ। ମୋର ବହୁତ ଦିନ ତଳେ ମନେ ପଡ଼ୁଛି ସ୍ପାନରେ ଗୋଟେ ବାହାରି ଥିଲା ଆର୍ଟିକଲ, ବୋଧେ ମୁଁ ଯେତେବେଳେ MA ପଢ଼ୁଥିଲି JK ଗାଲବ୍ରେଥଙ୍କର ହାଉ ଟୁ ପ୍ରିପେୟାର ଏ ମାନୁସ୍କ୍ରିପ୍ଟ। ଅନେକ ମାନୁସ୍କ୍ରିପ୍ଟ କାହିଁକି ଗୃହୀତ ହୁଏନି ପ୍ରକାଶକ ଦ୍ୱାରା, ବହୁତ ଚମତ୍କାର କଥା ତା ଦେହରେ ଥିଲା। ମୁଁ ତ ବେଶୀ ସମୟ ଆପଣମାନଙ୍କର ନେବି ନାହିଁ। ତେଣୁ ପ୍ରକାଶକର ଗୋଟେ ବଡ଼ ଦାୟିତ୍ୱ ଅଛି। ଏତେ ତ ପ୍ରକାଶକ ଅଛନ୍ତି, ବହୁତ ବହି ସଂସ୍ଥା ଚାଲିଛି, ହଜାର ହଜାର ସଂଖ୍ୟାରେ ବହି ବି ଛପା ହେଉଛି ଏବଂ ତ କୁହାଯାଉଛି ଯେ ସାରା ପୃଥିବୀରେ ଭାରତରେ ହିଁ ସବୁଠାରୁ ବେଶୀ ଇଂରାଜୀ ବହି ଛପା ହେଉଛି। ଇଂରେଜୀ କହୁଥିବା ଦେଶମାନଙ୍କରେ ନୁହେଁ, ସାରା ୟୁରୋପରେ ଯେତେ ଇଂରାଜୀ ବହି ଛପା ହେଉନି, ଭାରତରେ ଏକୁଟିଆ ଛପା ହେଉଛି ତାଠୁ ଅଧିକା ବହି। ଓଡ଼ିଆ ବହି ବି ବହୁତ ଛପା ହେଉଛି। ଏବେ ତ ଯେହେତୁ ସୁବିଧା ହେଇଯାଇଛି, ଆଗରୁ 1100 ବହି ଯେହେତୁ ଗ୍ୟାଲି ପ୍ରୁଫ୍ କରିବାକୁ ପଡ଼ୁଥିଲା, ତା ପାଇଁ ସେ ଯେଉଁ ଲେଟର ପ୍ରେସ୍ ହେଉଥିଲା, ଯେତେବେଳେ ଟ୍ରେଡଲ୍ ମେସିନରେ ଚାଲୁଥିଲା, ମିନିମମ୍ ତ 1100 ବହି ଛାପିବାକୁ ପଡ଼ୁଥିଲା। ଏବେ ତ ଖଣ୍ଡେ ବହି ବି ଛପା ଯାଇପାରିବ। ତେଣୁ ସମସ୍ତେ ଚାହାନ୍ତି ବହି ଛାପିବା ପାଇଁ, କିଏ ନ ଚାହିଁ ବହିଟି ଛାପିବା ପାଇଁ। ମୁଁ ତ ଜାଣିଛି ଜଣେ ସ୍ତ୍ରୀ ଲୋକ ଥରେ କହିଲେ, ମୁଁ କହିଲି ଯେ ମାନୁସ୍କ୍ରିପ୍ଟଟା ଭଲ ହେଇନି, ତାକୁ ଟିକେ ଅପେକ୍ଷା କର, ସେ ଯିଏ ଜଣେ ଯଦି ପ୍ରକାଶକ ଛାପିବେ ତାହେଲେ ବଜାରରେ ଚାଲିବ। ସେ କହିଲେ ନାଇଁ ଆଜ୍ଞା, ମୋର ଗହଣା ହେଉଛି ଏ ଲେଖା, ମୁଁ ଯେମିତି ହେଲେ ମୋର ଯାହା ପଛକେ ବିକ୍ରି ଦେବି ପଛକେ ବହିଟି କିନ୍ତୁ ମୋର ବାହାରୁ। ସେଭଳିଆ ମନୋଭାବର ଲୋକ ବି ଅଛନ୍ତି। ତେଣୁ ପ୍ରକାଶକ ଆଗରେ ଗୋଟେ ବଡ଼ ଆହ୍ୱାନ ଯେ କେଉଁ ବହି ସେ ଛାପିବେ, ସେ ବଜାରକୁ ସେ ମଧ୍ୟ ଅନୁଧ୍ୟାନ କରିବେ, କେଉଁ ବହି ବଜାରରେ ଚାଲିବ। ତେଣୁ ଆମେମାନେ ଲେଖକ ହିସାବରେ ପ୍ରକାଶକ ସହିତ ଯେତେବେଳେ ଯୋଗାଯୋଗ କାରଣ 3ଟା ହେଉଛି ଖୁଣ୍ଟ, ଲେଖକ, ପ୍ରକାଶକ ଏବଂ ପାଠକ। ଲେଖକ ପ୍ରକାଶକଟାକୁ ଚାହେଁ, ପ୍ରକାଶକ ଚାହେଁ ପାଠକକୁ। ଖୁବ୍ କମ୍ ଲେଖକ ପାଠକକୁ ଚାହିଁକି ଲେଖନ୍ତି ବା ପାଠକଙ୍କର ମନକୁ ଛୁଇଁଲା ଭଳିଆ ଚିନ୍ତା କରନ୍ତି ମଧ୍ୟ। କାରଣ ସେ ତ କହନ୍ତି ତାଙ୍କୁ ତ ଏବେ ତ ନୂଆ ଗୋଟେ ଯେଉଁ ଆଧୁନିକ କବିତାର କବିମାନଙ୍କର ଗୋଟେ ଢଙ୍ଗ ହେଇଛି, ଆମେ ମହାକାଳ ପାଇଁ ଲେଖୁଛୁ। ସେ ଯେଉଁ କହିଦେଇ ଯାଇଛନ୍ତି ବିପଳାଚ ପୃଥ୍ୱୀ, କେହି ତ ଜଣେ ସମର୍ଥ ଲୋକ ଜନ୍ମ ହେବ ଆମକୁ ବୁଝିବ। କିନ୍ତୁ ପ୍ରକାଶକ ପାଇଁ ସେଇଟା ବଡ଼ ଆହ୍ୱାନ ଯେ କେଉଁ ବହି ଛପାଯିବ। ପେନ୍ ଇନ୍ ବହୁତ ବହି ଛାପିଛି। ଇଏ ତ ନିଜେ ହେଲେ କହୁଥିଲେ 2006ରେ ଆରମ୍ଭ, 18 ବର୍ଷ ହେଇଛି, ତା ଭିତରେ 600 ବହି ଏବଂ ଲେଖକ ସଂଖ୍ୟା ବୋଧେ 120ରୁ ଅଧିକ, 180 ହେଲେଣି ଲେଖକ। ପରିବାର ବୃଦ୍ଧି ପାଉଛି। ସେଥିପାଇଁ ପୁଣି ଥରେ ଧନ୍ୟବାଦ ଦେବି ଶୁଭ୍ରାଂଶୁ ବାବୁଙ୍କୁ। ଏବଂ ଶେଷ କଥାଟି ମୋର ହେଉଛି ଯେ ଆମେ ପ୍ରକୃତରେ ଯାହା ଲେଖୁଛେ ତାହା କାହା ପାଇଁ ଲେଖୁଛେ। ବହୁତ ଲେଖକଙ୍କଠୁ ମୁଁ ଶୁଣିଛି ଯେ ମୁଁ ମୋ ପାଇଁ ଲେଖୁଛି, ମୋତେ ଯାହା ମୋର କଣ୍ଠରେ ବିଜେ ହେଲେ, ସରସ୍ୱତୀ ଯେମିତି ଯାହା ମୋତେ ଡାକିଦେଲେ ମୁଁ ସେ କଥା ଲେଖିଦେଲି। ଛାପିବା ପାଇଁ ତାହେଲେ କାହିଁ ଧାଇଁଛ? ଯଦି କଣ୍ଠରେ ବିଜେ ହେଲେ ତମେ ଲେଖିଲ, ସେତିକିରେ ଖୁସି ହୁଅ ନା, ପ୍ରକାଶକ ତାକୁ ଛାପିବ। ପ୍ରକାଶକର ଦରଜଟା ବୁଝନ୍ତିନି ଲେଖକ, ଅଧିକାଂଶ ଲେଖକ ବୁଝନ୍ତି ନାହିଁ। ଯେଉଁ କୁହାଯାଏ ଯେ ପ୍ରକାଶକମାନେ ବି ଠକନ୍ତି, ସେ ଠକନ୍ତି କିନ୍ତୁ ସେ ବ୍ୟବସାୟ ତ କରନ୍ତି। ଏଇ ଯେଉଁ କଥାଟି ଅଛି, ଏଇଠି ମୁଁ ବହୁତ ଜାଗାରେ କହିଛି, ପୁଣି ସେ କଥା ଏଇଠି ଆଉଥରେ କହିବି। ଯେମିତି ଗୋଟେ ସୈନିକ ଶ୍ରେଣୀକି ପ୍ରସ୍ତୁତ କରାଯାଏ, ସେଇ ଅନୁସାରେ ସେମାନଙ୍କର ଆଗ ସିପେଇରୁ ଆରମ୍ଭ କରିକିରି ସେ ହାବିଲଦାର ତା ଯେମିତି ତାଙ୍କର ବଢ଼େ, ସେମିତି ପାଠକ ସେନା ତିଆରି କରିବାକୁ ପଡ଼େ। ପାଠକ ସେନା ତିଆରି କରିବା ସ୍ତରରେ ପିଲାମାନେ ହିଁ ଅଛନ୍ତି ପ୍ରଥମେ। ଆଜି ଆପଣ 20-22 ବର୍ଷ ହେଇଥିବା ଯେକୌଣସି ଯୁବକକୁ ପଚାରନ୍ତୁ, ସେ ସାହିତ୍ୟ ସାଥିରେ ନାହିଁ। ମୁଁ ତ ଭାବୁଛି ଆମେ 20-25-22 ବର୍ଷ ହେଲା ବେଳେ ଆମେ ତ ସାହିତ୍ୟ ସାଥିରେ ଥିଲୁ, କାରଣ ଆମକୁ ଯୋଡ଼ା ହେଇଥିଲା ପିଲାଦିନୁ। ତେଣୁ ଆଜି ଯେହେତୁ ପେନ୍ ଇନ୍ ସଂସ୍ଥା ଗୋଟିଏ ପ୍ରକାଶନ ସଂସ୍ଥା ଏ ଉତ୍ସବ କରୁଛି, ମୁଁ କହିବାକୁ ଚାହେଁ ଯେ ସାରା ପୃଥିବୀରେ ଯେତେ ଯେତେ କ୍ଲାସିକ୍ ନଭେଲ୍ସ ଅଛି, କ୍ଲାସିକ୍ ଲେଖା ଅଛି, ଇତିହାସ ଅଛି, ତାର ସବୁ ଆବ୍ରିଜ୍ଡ ଏଡିସନ୍, ସଂକ୍ଷିପ୍ତୀକରଣ କରି କାହାକୁ କାର୍ଟୁନ୍ ଫର୍ମରେ, କାହାକୁ କେମିତି କରିକିରି କେମିତି ଦିଆଯିବ ପିଲାମାନଙ୍କୁ। ମୁଁ ତ ପ୍ରଥମେ ମୁଁ ଜାକ୍ ଲଣ୍ଡନଙ୍କର କଲ୍ ଅଫ୍ ଦି ୱାଇଲ୍ଡ ଅନୁବାଦ କଲାବେଳେ ଆଗ ପ୍ରଚୋଦିତ ହେଇଥିଲି ସେଇ ଆବ୍ରିଜ୍ଡ ଏଡିସନ୍ ପଢ଼ିକିରି। ବେନହୁର ବହି ମଧ୍ୟ ଏଡ଼େ ବଡ଼ ବହି, ତାର ଆବ୍ରିଜ୍ଡ ଏଡିସନ୍ ପଢ଼ିକିରି। ତେଣୁ ମୁଁ ଆପଣମାନଙ୍କ ସମ୍ମୁଖରେ ଇଏ ଦରଖାସ୍ତ ରଖିବି ବା ଅନୁରୋଧ ରଖିବି ପେନ୍ ଇନ୍ ସଂସ୍ଥା ଆଗରେ, ଯେ ଯେତେ ଆମର ଓଡ଼ିଶାରେ ଭଲ ଭଲ ବହି ବୋଲି ଆମେ ଭାବୁଛେ, ଭଲ ଓଡ଼ିଶା ଇତିହାସ ଛୋଟ ବହିଟେ ନାହିଁ, ସମସ୍ତେ ପଢ଼ିଲା ଭଳିଆ ଓଡ଼ିଆ ଇତିହାସ ବହିଟେ ନାହିଁ। ଓଡ଼ିଶା କ'ଣ ତ ଜାଣନ୍ତି ନାହିଁ। ଯେଉଁମାନେ ଶାସନ ଆମକୁ କରୁଛନ୍ତି ତାଙ୍କୁ ପଚାରନ୍ତୁ, ଓଡ଼ିଶା କ'ଣ କହିପାରିବେ ନାହିଁ, ତାଙ୍କ ଆଗରେ ନାହିଁ। କେହି ଏଡ଼େ ଏଡ଼େ ବହିକି ପଢ଼ିବେ ନାହିଁ। ଆପଣ ସେ ଗଙ୍ଗ ଷ୍ଟୋରି, ଗଙ୍ଗ ହିଷ୍ଟ୍ରି କେହି ପଢ଼ିବେନି ତାକୁ। ଗୋଟେ ଭଲ ଓଡ଼ିଶାର ହିଷ୍ଟ୍ରି ଲେଖାଯିବା ଦରକାର। ସେମିତି ଯେଉଁଟା ଆରମ୍ଭ କରିଛନ୍ତି ଶୁଭ୍ରାଂଶୁ ବାବୁ, ଆମର ଯେତେ ଓଡ଼ିଶାକୁ ଗଢ଼ିଛନ୍ତି ଯେଉଁ ବ୍ୟକ୍ତିମାନେ,
ଅବଦାନ ଚମତ୍କାର ଆପଣଙ୍କ ଆଖିରୁ ମାନେ ଲୁହ ଅଟକିବନି ଏତେ ତ୍ୟାଗ। ମୁଁ ତ ଭାବୁଛି ଗୋପବନ୍ଧୁ ଚୌଧୁରୀଙ୍କ କଥା ଜାଣିନାହାନ୍ତି ଲୋକ, କି ତ୍ୟାଗ, ଚରମ ତ୍ୟାଗ। ସେଇଭଳିଆ ବ୍ୟକ୍ତିତ୍ୱଙ୍କର, ଏପରିକି ଯାହାଙ୍କର ଗୀତ ପ୍ରତିଦିନ ବୋଲା ହେଉଛି କାନ୍ତକବି ଲକ୍ଷ୍ମୀକାନ୍ତଙ୍କର, କି ଜୀବନ। ଆଙ୍ଗୁଠି ନାହିଁ, ପାଦରେ ବି ଆଙ୍ଗୁଠି ନାହିଁ। ମା ସ୍ତ୍ରୀ ଲବଙ୍ଗଲତା ଦେବୀ ତାଙ୍କୁ ବିଡ଼ି ଭଲ ଲାଗେ ବୋଲି, ଆପଣଙ୍କୁ ବିଡ଼ିଟା କଥାଟା ଖରାପ ଲାଗୁଥିବ, ତାଙ୍କୁ ତ ଭଲ ଲାଗୁଥିଲା, ସେ ନିଜେ ଟାଣିକିରି ତାଙ୍କ ପାଟିରେ ଲଗେଇଦେବେ, କଲମ ଏଠି ବାନ୍ଧିଦେବେ ବ୍ୟାଣ୍ଡେଜରେ, ସେଇଥିରୁ ବାହାରିଛି ଜୀବନ ସଙ୍ଗୀତ। ସେଇଭଳିଆ ଲୋକମାନଙ୍କ କଥା ଯଦି ଆମ ପିଲାମାନେ ନ ଜାଣିବେ, ଯିଏ ଏଇ ଓଡ଼ିଶାକୁ ଗଢ଼ିଛି, ଓଡ଼ିଶାର ଇତିହାସ ପଛରେ ଯେଉଁମାନଙ୍କର ଅବଦାନ ଅଛି, ଆଜି ଯେଉଁମାନେ ପ୍ରକୃତରେ ଆମର ବିଚାରଧାରାକୁ ଆଗକୁ ନେବାରେ ସାହାଯ୍ୟ କରୁଛନ୍ତି, ତା ସହିତ ସାରା ବିଶ୍ୱର ଯେଉଁମାନେ ଏଇଭଳି ସ୍ତରର ଲୋକ ଅଛନ୍ତି, ସେମାନଙ୍କ ସମ୍ପର୍କରେ ଆମେ ବହି ବାହାର କରିକିରି ଗପ କବିତା ବାହାରିବ, ଉପନ୍ୟାସ ବାହାରିବ, ଫିକ୍ସନ୍ ବାହାରିବ। ଏବେ ସମୟ ଆସୁଛି ନନ୍ ଫିକ୍ସନ୍ର ଯୁଗ। ଆମକୁ ତିଆରି କରିବାକୁ ପଡ଼ିବ, ବାସ୍ତବତା ସହିତ ଚାଲିବାକୁ ପଡ଼ିବ। ତେଣୁ ମୁଁ ଅନୁରୋଧ କରିବି ଯେ ସମୟର ପରିବର୍ତ୍ତନ ସହିତ ଆମକୁ ଡିଜିଟାଲାଇଜ୍ କରିବାକୁ ପଡ଼ିବ ସେ ଲେଖାକୁ, ଯେମିତି ନେଟ୍ ମାଧ୍ୟମରେ ଉପଲବ୍ଧ ହେବ। ସାରା ବିଶ୍ୱ ବର୍ତ୍ତମାନ ଖୋଲି ଯାଇଛି। ଓଡ଼ିଆ ପିଲାଟିଏ, କାରଣ ଓଡ଼ିଆ ଡାୟସ୍ପୋରା ବର୍ତ୍ତମାନ ବିଛାଡ଼ିକି ପଡ଼ିଛନ୍ତି ସାରା ପୃଥିବୀରେ। ତେଣୁ ସେମାନେ ଇଂରାଜୀକି ନାକ ଟେକି ଦେଲେ ହେବନି, ତାର ମଧ୍ୟ ଅନୁବାଦ ବାହାର କରିବାକୁ ହେବ। ଖାଲି ଇଂରାଜୀଟି ଅଟକାଇ ଗଲେ ହେବ ନାହିଁ, ତାର ଯେମିତି ଅନୁବାଦ ହେବ, ତାର ଡିଜିଟାଲାଇଜେସନ୍ ହେବ, ପିଲାମାନଙ୍କ ପାଇଁ ସଂକ୍ଷିପ୍ତୀକରଣ କରିକି ଦିଆଯିବ। ମୁଁ ଏଭଳିଆ ଅନୁରୋଧ ରଖିବା ସହିତ ପେନ୍ ଇନ୍ ବୁକ୍ସର ଉତ୍ତରୋତ୍ତର କାମନା କରୁଛି। ଏବଂ ମୋର ତ ଇଚ୍ଛା ଯେ କାଲି ଶୁଭ୍ରାଂଶୁ ପବ୍ଲିସର ହିସାବରେ ସବୁଠୁ ଦାମିକା ଗାଡ଼ି ଧରିକି ବୁଲୁ ଭୁବନେଶ୍ୱରରେ। ଧନ୍ୟବାଦ। ଧନ୍ୟବାଦ ସାର୍। ସାର୍ ଯେଉଁ ପ୍ରସ୍ତାବ ଗୁଡ଼ିକ ରଖିଲେ, ଆଗରୁ ବି ସାର୍ କିଛି ପ୍ରସ୍ତାବ ଆମ ଆଗରେ ରଖିଛନ୍ତି। ଆମେ ଏଥିରୁ କିଛି ପ୍ରସ୍ତାବକୁ ଆମେ ଆଗେଇ ନେଇଛୁ। ଯେମିତି ଯେଉଁ ସିରିଜ୍ କଥା କହିଲେ, ସାର୍ ନିଜେ ଆରମ୍ଭ କରିଛନ୍ତି ବିଭିନ୍ନ ଓଡ଼ିଶାର ଯେଉଁ ମହାପୁରୁଷ, ତାଙ୍କୁ ନେଇ ଗୋଟେ ଛବିଳ ସିରିଜ୍, ସେ ସିରିଜ୍କୁ ପିଲାମାନେ ପଢ଼ିପାରିବେ, ବଡ଼ମାନେ ମଧ୍ୟ ପଢ଼ିପାରିବେ। ଆମେ ଏପର୍ଯ୍ୟନ୍ତ ଗୋପବନ୍ଧୁ, ମଧୁବାବୁ ଦୁଇ ଜଣଙ୍କର ସାରିଛୁ ଏବଂ ସେହି ସିରିଜ୍ର ଅନ୍ୟ ବହି ମଧ୍ୟ ଆଗକୁ ଆସୁଛି। ଯାହା ମୁଁ ଟିକେ ଆଗରୁ କହୁଥିଲି ଯେ ଆମେ ଗପ କବିତା ଉପନ୍ୟାସ ତ ଛାପୁଛୁ, ତା ଅପେକ୍ଷା ବେଶୀ ଗୁରୁତ୍ୱ ଆମେ ଦେଉଛୁ ନନ୍ ଫିକ୍ସନ୍କୁ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଇତିହାସ ହେଉ, ଆମର ଭୂଗୋଳ ହେଉ, ଆମ ରାଜ୍ୟର ସଂସ୍କୃତି ହେଉ, ପରମ୍ପରା ହେଉ, ଆ ଉପରେ ଯଦି ଆପଣ କିଛି ବହି ଆପଣଙ୍କ ଚାରିପାଖରେ ଦେଖୁଛନ୍ତି କିଏ ଲେଖିଛନ୍ତି, ତାହେଲେ ସେଭଳି ପାଣ୍ଡୁଲିପି ଆମକୁ ପରାମର୍ଶ ଦିଅନ୍ତୁ, ଆମେ ତାକୁ ମଧ୍ୟ କରିବା ପାଇଁ ଆଗ୍ରହୀ ହେବୁ। ଦ୍ୱିତୀୟ କଥା, ଏଇ ଯେଉଁ ସାର୍ ଟିକେ କହୁଥିଲେ ଯେ ଜଣେ ଲେଖକ କେମିତି ଜାଣିବେ ଯେ ପ୍ରକୃତରେ ତାଙ୍କ ବହି ବିକ୍ରି ହେଲା କି ନାହିଁ, ତାର ଏକମାତ୍ର ପାରାମିଟର ହେଉଛି ଯଦି ପ୍ରକାଶକ ଯଦି ଲେଖକଙ୍କୁ କହୁଛନ୍ତି ଯେ ଅନେକ ସଂଖ୍ୟାରେ ଆପଣ ବହି ବିକ୍ରି ହେଲା ବଜାରରେ ମିଳୁନାହିଁ, ତାହେଲେ ତାକୁ ରୟାଲ୍ଟି ମାଗନ୍ତୁ ଏବଂ କୁହନ୍ତୁ ଆଉ ଗୋଟେ ବହି ଛାପ ବୋଲି। ଏଇ ହେଉଛି ଏକମାତ୍ର ତାର ଉତ୍ତର। ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ଗୋଟିଏ ଅଡ଼ିଟେଡ଼ କମ୍ପାନୀ। ଆମର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି। ଆମର ବହି ଯାହା ଆସେ, ଆମେ ଯେଉଁ ବହି ଛପୁ ସାଙ୍ଗେ ସାଙ୍ଗେ ସେଟା ଲଗ୍ ବୁକ୍ରେ ଏଣ୍ଟ୍ରି ହୁଏ ଯେ ଏତିକି ବହି ଆମ ପାଖରେ ଷ୍ଟକ୍ ଅଛି ବୋଲି। ଏବଂ ବିକ୍ରି ହେଲା ପରେ ବର୍ଷ ଶେଷରେ ଆମର ହିସାବ ଆସେ ଯେ ଏଇ ବହି ଆମେ ଏତିକି ବିକ୍ରି କରିଛୁ। ସେଇ ଆଧାରରେ ଯାହାର ବହି ଯେତିକି ବିକ୍ରି ହେଇଛି ସେଇ ଆଧାରରେ ଆମେ ତାର ରୟାଲ୍ଟି ସ୍ଥିର କରୁ ଏବଂ ଆଜି ସେଇ ଆଧାରରେ ମଧ୍ୟ ରୟାଲ୍ଟି ଦେଇଛୁ। ଅନୁରୋଧ କରିବି, ଆମ ଗହଣରେ ଅଛନ୍ତି ବିଶିଷ୍ଟ ଅନୁବାଦକ ସମ୍ପାଦକ ପ୍ରଫେସର ଡକ୍ଟର ଯତୀନ୍ଦ୍ର କୁମାର ନାୟକ ମହୋଦୟଙ୍କୁ ବକ୍ତବ୍ୟ ରଖିବେ। ମଞ୍ଚାସୀନ ଅତିଥି ମଣ୍ଡଳୀ ଏବଂ ବନ୍ଧୁଗଣ, ଆଜି ଏଇ ଯେଉଁ ଉତ୍ସବ ଏଠି ଅନୁଷ୍ଠିତ ହେଉଛି, ସେଠିକି ଆସି ମୋତେ ଟିକେ ଦୁଃଖ ଲାଗୁଛି ଯେ ସମସ୍ତେ ଏଠୁ ପଇସା ନେଇକି ଯିବେ, ରାଜଭାଗ ନେଇକି ଯିବେ। ମୁଁ ଯଦି ଗୋଟେ ବହି ଛାପିଥାନ୍ତି ହୁଏତ ମୁଁ ଆଜି କିଛି ପଇସା ନେଇ ଯାଇପାରିଥାନ୍ତି। କିନ୍ତୁ କହୁଥିଲି ମୋର ବନ୍ଧୁ ମିହିର ସାହୁଙ୍କୁ ଯେ ରାଜଭାଗ ଦିଆଯିବା, ରୟାଲ୍ଟି ଦିଆଯିବା ଲେଖକମାନଙ୍କୁ ଓଡ଼ିଶାରେ ଅନ୍ତତଃ ଲଙ୍କାରେ ହରିଶବ୍ଦ ଭଳି। ମୋର ମନେ ପଡ଼ୁଛି ଗୋପୀନାଥ ମହାନ୍ତିଙ୍କ ବିଷୟରେ ବୋଧେ ବିଭୂତି ପଟ୍ଟନାୟକ ତାଙ୍କର ଯେଉଁ ଆତ୍ମଜୀବନୀ ଲେଖିଛନ୍ତି, ଜୀବନ ପାତ୍ର ମୁଁ ଭରିଛି କେତେ ମତେ, ଯେତେବେଳେ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ପାଇଲେ, ବିଭୂତି ବାବୁ ଏବଂ ତାଙ୍କର ପ୍ରକାଶକ ବନ୍ଧୁ କିଛି ମିଠା ନେଇକି ତାଙ୍କ ଘରେ ଆସି ପହଞ୍ଚିଲେ। ଗୋପୀନାଥ ବାବୁ ତାଙ୍କୁ କହିଲେ, ହେଲେ କିଛି ରୟାଲ୍ଟି ନେଇକି ଆସିଥାନ୍ତା, ମିଠାରୁ ମୋତେ କ'ଣ ମିଳିବ? ତେଣୁ ଏଇ ଥିଲା ଓଡ଼ିଶାର ପ୍ରକାଶନ କ୍ଷେତ୍ରରେ ରାଜଭାଗ ଯେଉଁ କୁହାଯାଉଛି ରୟାଲ୍ଟିର ଅବସ୍ଥା। ତେଣୁ ସଦାବେଳେ ଲୋକ ଭାବୁଥିଲେ ଯେ ପ୍ରକାଶକ ହେଉଛି ଖଳନାୟକ, ଲେଖକମାନଙ୍କୁ ସେମାନେ ପଇସା ଦିଅନ୍ତିନି, ସେମାନଙ୍କୁ ତାଙ୍କର ରାଜଭାଗରୁ ବଞ୍ଚିତ କରନ୍ତି। ଏଇ ହେଉଛି ଆମର ଗୋଟିଏ ପ୍ରକ୍ରିୟା, ଏଇ ଚାଲି ରହିଥିଲା। ଆଉ ଗୋଟିଏ କଥା ଯେଉଁଟା ଦାସବେନୁରୁ କହିଗଲେ ଯେ ଆମେ ସାହିତ୍ୟ କଥା ଭାବିଲେ ଆମେ ଗୋଟେ ତ୍ରିଭୁଜ କଥା ଭାବୁ ବା ତିନିଟା ଖୁଣ୍ଟ କଥା ଭାବୁ। ଗୋଟିଏ ହେଲା ଜଣେ ଲେଖକ ଯିଏ ଗୋଟିଏ ଲେଖା ପ୍ରସ୍ତୁତ କରେ, ଆଉ ଗୋଟିଏ ହେଲା ପାଠକ ବା ସମାଲୋଚକ। କିନ୍ତୁ ଆମେ ଅନେକ ସମୟରେ ଭୁଲି ଯାଉ
ଯେ ଲେଖାଟିଏ ଲେଖା ହେଇଗଲେ ତ ସିଧା ପାଠକ ପାଖରେ ପହଞ୍ଚିନି, ଆମେ ତ ଯାଇକି ତାଠୁ ତା ଘରୁ ତା ଖାତାରେ ଲେଖା ହେଇଥିବା ଲେଖାଟି ପଢ଼ୁନା, ଆମେ ସେଇଠି ପ୍ରକାଶିତ ହୁଏ। ତେଣୁ ଯିଏ ପ୍ରକାଶ କରେ ତା ବିଷୟରେ ଆମେ ବହୁତ କମ୍ ଜାଣୁ, ବା ତା ବିଷୟରେ ଆମର ଯେଉଁ ଧାରଣା, ସେ ଧାରଣା ଅତ୍ୟନ୍ତ ଅସ୍ପଷ୍ଟ ବା ଅନେକ ସମୟରେ ଖରାପ ଧାରଣା। ତାର କାରଣ ହେଉଛି ସେଥିପାଇଁ କିଛିଟା ଦାୟୀ ଆମର ଶିକ୍ଷା ବ୍ୟବସ୍ଥା। କାରଣ ଅନେକ ବିଶ୍ୱବିଦ୍ୟାଳୟରେ ପୃଥିବୀରେ ଏବଂ ଆମରି ପାଖ କଲିକତା ହେଉ ବା ଅନ୍ୟ ଜାଗାରେ ପ୍ରକାଶନ ଏବଂ ସମ୍ପାଦନା ବିଷୟରେ ପଢ଼ାଯାଏ, ଓଡ଼ିଶାରେ ପଢ଼ାଯାଏ ନାହିଁ। ତେଣୁ ଆମର ଧାରଣା ନାହିଁ ଯେ ପ୍ରକାଶନ କହିଲେ କ'ଣ ବୁଝାଯାଏ। ଆମେ ଭାବୁ କି ଛାପି ଦିଅନ୍ତି, କିନ୍ତୁ ଏଇ କ୍ଷେତ୍ରରେ କିଛି ଉଦ୍ୟମ କରାଯାଏ ନାହିଁ ଓଡ଼ିଶାରେ ଯେ ଜଣେ ମୁଦ୍ରାକର କ'ଣ କରେ, ଗୋଟେ ପ୍ରୁଫ୍ ରିଡର କ'ଣ କରେ, କପି ଏଡିଟର କ'ଣ କରେ, ବାଇଣ୍ଡର କ'ଣ କରେ। ଗୋଟେ ବହି ହେଉଛି ଗୋଟିଏ ମେଟିରିଆଲ ଅବଜେକ୍ଟ ଯାହାକୁ ଧରି ହୁଏ, ଛୁଇଁ ହୁଏ। ଆମେ ଭାବୁ ଯେ ବହିରେ ତଥ୍ୟ ସେସବୁ ଅଲଗା କଥା, କିନ୍ତୁ ବହିଟି ହେଉଛି ପୃଥିବୀର ପ୍ରଥମ ମାସ୍ ପ୍ରଡ୍ୟୁସ୍ଡ କମୋଡିଟି। ମାର୍କସ୍ ବି ଏକଥା ଲେଖିନଥିଲେ, ବହୁତ ଦିନ ପରେ ବେନେଡିକ୍ଟ ଆଣ୍ଡରସନ୍ ବୋଲି ଜଣେ ଲୋକ କହିଲେ ମାର୍କସ୍ ବି ଜାଣିନଥିଲେ ପୃଥିବୀର ପ୍ରଥମ ମାସ୍ ପ୍ରଡ୍ୟୁସ୍ଡ କମୋଡିଟି ହେଉଛି ବହି, ଯେଉଁଟା 15ଶ ଶତାବ୍ଦୀରେ ନବଜାଗରଣ ପରେ ୟୁରୋପରେ ବାହାରିଥିଲା। ତେଣୁ ବହିଟିଏ ହେଉଛି ଗୋଟେ ବସ୍ତୁ, ସେ ବସ୍ତୁଟି ତିଆରି ହେଲା ପରେ ଆମେ ତା ଦେହରୁ ଜ୍ଞାନ ପାଉ ବା ତଥ୍ୟ ପାଉ ବା ତତ୍ତ୍ୱ ପାଉ, କିନ୍ତୁ ସେ ବସ୍ତୁଟି ଆମ ପାଖରେ ଆଣି ପହଞ୍ଚାଏ ପ୍ରକାଶକ। ତେଣୁ ପ୍ରକାଶନର ଇତିହାସ, ପ୍ରକାଶନ କହିଲେ କ'ଣ ବୁଝାଯାଏ, ସମ୍ପାଦନା କହିଲେ କ'ଣ ବୁଝାଯାଏ, ସେ ବିଷୟରେ ଆମର ଧାରଣା ନାହିଁ। ତେଣୁ ଗୋଟିଏ ପ୍ରୁଫ୍ ରିଡର ପାଉନା, କପି ଏଡିଟର ପାଉନା, ତେଣୁ ବହିଗୁଡ଼ିକ ବହୁତ ଭୟଙ୍କର ଭାବରେ ବାହାରେ। କିନ୍ତୁ ଆମରି ପଡ଼ୋଶୀ ରାଜ୍ୟରେ ବହୁ ବର୍ଷ ଧରି ପ୍ରକାଶକମାନେ ମିଶିକରି ଗୋଟିଏ କୋର୍ସ ପ୍ରଚଳନ କରିଛନ୍ତି, ଯାହା ନାଁ ହେଉଛି ସମ୍ପାଦନା ଏବଂ ପ୍ରକାଶନ କଳା। ତାରି ଉପରେ କଲିକତା ବିଶ୍ୱବିଦ୍ୟାଳୟରେ ଗୋଟେ ବର୍ଷିକିଆ କୋର୍ସ ଅଛି, ଯାଦବପୁର ବିଶ୍ୱବିଦ୍ୟାଳୟରେ 3 ମାସିଆ କୋର୍ସ ଅଛି ପବ୍ଲିସିଂ ଆଣ୍ଡ ଏଡିଟିଂ। ସେଇଠି ଯେଉଁ ପିଲାମାନେ ପଢ଼ନ୍ତି, ଦେଶର ବିଶିଷ୍ଟ ପ୍ରକାଶକମାନେ ଆସି ସେଠି ତାଙ୍କୁ ଚାକିରି ପାଇଁ ଖୋଜିକିରି ନେଇଯାଆନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ସେପରି ଏକ ଉଦ୍ୟମ ହୋଇପାରିଲା ନାହିଁ। ଆମେ ଚେଷ୍ଟା କରିଥିଲୁ ରମାଦେବୀ ବିଶ୍ୱବିଦ୍ୟାଳୟରେ, 3 ମାସ ପରେ ବିଭିନ୍ନ କାରଣରୁ ସେଇଟା ବନ୍ଦ ହୋଇଗଲା, କିନ୍ତୁ ବହୁତ ଆଗ୍ରହ ଅଛି। ମୁଁ ପ୍ରକାଶନ ବିଷୟରେ ଆମେ ଜାଣିନଥିବା କଥା ପାଇଁ ଗୋଟେ ଉଦାହରଣ ଦେଉଛି। ପ୍ରାୟ ଯେଉଁ କହିଲେ ଶୁଭ୍ରାଂଶୁ ବାବୁ ଯେ ଖାଲି ଗପ ସାହିତ୍ୟ, କବିତା ସାହିତ୍ୟ ନୁହେଁ, ଏଇଟା ଇଭେନ୍ ବିଶ୍ୱନାଥଙ୍କର ବହୁତ ଦିନରୁ କହିସାରିଛନ୍ତି, ରାଧାନାଥ ରାୟ କହିସାରିଛନ୍ତି 1880ରୁ। ସାହିତ୍ୟ କହିଲେ ବାଣିଜ୍ୟ ବୁଝାଏ, ସାହିତ୍ୟ କହିଲେ ବିଜ୍ଞାନ ବୁଝାଏ, ସାହିତ୍ୟ କହିଲେ ସୋସିଓଲୋଜି ବୁଝାଏ, ସାଇକୋଲୋଜି ବୁଝାଏ। ତେଣୁ ସାହିତ୍ୟର ସଂଜ୍ଞା ବ୍ୟାପକ। ତେଣୁ ଆମେ ଯାହାକୁ ନନ୍ ଫିକ୍ସନ୍ କହୁଛେ, ଜ୍ଞାନଭିତ୍ତିକ ପୁସ୍ତକ କହୁଛେ, ତାର ଗୋଟେ ଇଣ୍ଡେକ୍ସ ଦରକାର। 2 ବର୍ଷ ତଳେ ମୁଁ ଆଉ ମୋର ଜଣେ ସହଯୋଗୀ ମିଶିକିନା ମୋର ଗୋଟେ ବହି ଲଣ୍ଡନରୁ ବାହାରିଲା, କ୍ରିଟିକାଲ ଡିସ୍କୋର୍ସ ଇନ୍ ଓଡ଼ିଆ। ସେମାନେ ଆମକୁ କହିଲେ ଆପଣ ତାର ଇଣ୍ଡେକ୍ସ ପ୍ରସ୍ତୁତ କରିପାରିବେ? ଆମେ କହିଲୁ ନାଇଁ, ଆମେ ଜାଣିନୁ ଇଣ୍ଡେକ୍ସ କେମିତି ନା ଓଡ଼ିଶାରେ କିଏ ଅଛନ୍ତି? ମୁଁ କହିଲି ନାଇଁ, ମୋ ଜାଣିବାରେ କେହି ନାହାନ୍ତି। ଇଣ୍ଡେକ୍ସ କହିଲେ ସେ କିଛି ବୁଝିପାରିବେନି। ତେଣୁ ସେ କହିଲେ ଠିକ୍ ଅଛି, ଆପଣଙ୍କ ରୟାଲ୍ଟିରୁ 50,000 ଟଙ୍କା କାଟିଦେଲୁ ଏବଂ ଆପଣଙ୍କର ଇଣ୍ଡେକ୍ସ ଆମେ ତିଆରି କଲୁ। ତେଣୁ ସାଙ୍ଗେ ସାଙ୍ଗେ ଆମର କ୍ଷତି ହେଇଗଲା। ତେଣୁ ଏହି ପ୍ରକାରର ସ୍କିଲ୍, ଦକ୍ଷତା ଆମ ପ୍ରଦେଶରେ କାହିଁକି ନାହିଁ, ସେ ଦିଗରେ ମଧ୍ୟ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଭଲ ପ୍ରୁଫ୍ ରିଡର, ଭଲ କପି ଏଡିଟର ଏବଂ ଭଲ ଇଣ୍ଡେକ୍ସ ତିଆରି କରିପାରିବା ଲୋକ, ଏମାନେ ଆମର ସେଇଭଳି ସ୍କିଲ୍ ଥିବା, ସେଇଭଳି ଦକ୍ଷତା ଥିବା, ସେଇଭଳି ତାଲିମ ନେଇଥିବା ଲୋକ ଆମର ନାହାନ୍ତି। କାହିଁକି ନାହାନ୍ତି ସେ ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ, କାରଣ ସେଇଭଳି କୋର୍ସ ଆମକୁ ପଢ଼େଇବାକୁ ପଡ଼ିବ। ଅନ୍ୟ ଜାଗାରେ ପଢ଼ା ହେଉଛି। ଆଉ ଗୋଟିଏ ହେଉଛି ପ୍ରକାଶନର ଇତିହାସ। ଦୁଃଖର କଥା, ଯଦିଓ ଏହା ଏକ ଏକାଡେମିକ୍ ବିଷୟ, ତାର ପ୍ରଥମ ବହି ଲେଖିଲେ ଜଣେ ପ୍ରକାଶକ ଓଡ଼ିଶାରେ, ଶ୍ରୀଧର ମହାପାତ୍ର, ପ୍ରକାଶନ ଗ୍ରନ୍ଥ ମନ୍ଦିରର ଯିଏ ପ୍ରୋପ୍ରାଇଟର। ସେ ପ୍ରଥମେ ଉଦ୍ୟମ କରି ଗୋଟିଏ ବହି ଲେଖିଲେ, ତାପରେ ସେଇଭଳି ବହି ଗୋଟିଏ ଯୋଡ଼ିଏ ଲେଖା ହେଇଛି। କିନ୍ତୁ ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟକୁ ଯାଆନ୍ତୁ, ଅନ୍ୟ ବିଶ୍ୱବିଦ୍ୟାଳୟ ଭାରତରେ ଯାଆନ୍ତୁ, ପ୍ରକାଶନ ଏବଂ ମୁଦ୍ରଣ ସଂସ୍କୃତି ବିଷୟରେ ଅଜସ୍ର ବହି ଲେଖା ହେଉଛି ଏବଂ ତା ଫଳରେ ଗୋଟିଏ ପରିସର ସୃଷ୍ଟି ହେଉଛି, ଗୋଟିଏ ସଂସ୍କୃତି ସୃଷ୍ଟି ହେଉଛି, ଯେଉଁଠି ଆମେ ଭଲ ସମ୍ପାଦକ ପାଇବା, ଯେଉଁଠି ଆମେ ଭଲ ପ୍ରୁଫ୍ ରିଡର ପାଇବା, ଯେଉଁଠି ଆମେ ଭଲ କପି ଏଡିଟର ପାଇବା ଏବଂ এই ଇଣ୍ଡେକ୍ସ କପିରାଇଟ୍ ବିଷୟରେ ଜାଣିବା। ଓଡ଼ିଶାରେ ମୁଁ ପଚାରୁଥିଲି ପିଲାଙ୍କୁ କପିରାଇଟ୍ କ'ଣ, ସେମାନେ ଭାବିଲେ ରାଇଟ୍ ଟୁ କପି, ପରୀକ୍ଷାରେ ରାଇଟ୍ ଟୁ କପି ହେଉଛି କପିରାଇଟ୍, କିନ୍ତୁ ତା ପାଇଁ ଯେଉଁ ଆଇନ ଅଛି ସେ ବିଷୟରେ ମଧ୍ୟ ଆମ ଧାରଣା ନାହିଁ। କପିରାଇଟ୍ ଗୋଟିଏ ବିଷୟ ଯାହାକୁ ବିଶ୍ୱବିଦ୍ୟାଳୟରେ ପଢ଼ାଯିବା ଦରକାର।
ତେଣୁ ଏହିସବୁ କ୍ଷେତ୍ରରେ ମଧ୍ୟ ଶୁଭ୍ରାଂଶୁ କାମ କରିବା ଆରମ୍ଭ କରନ୍ତୁ। ଲେଖକମାନେ ପଇସା ପାଆନ୍ତୁ, ଭଲ କଥା। ଗୋଟିଏ ପାଠକ ସମୂହ ତିଆରି ହେଉ, ଗୋଟେ ଲେଖକ ସର୍ବସ୍ୱ ସମାଜ ତିଆରି ନ ହେଉ, ଯେଉଁଠି ଲେଖକମାନେ ଲେଖିବେ, ନିଜେ ପଢ଼ିବେ, ଅନ୍ୟ ଲୋକର ଲେଖା ପଢ଼ିବେ ନାହିଁ। ଏ ମଧ୍ୟ ଗୋଟିଏ ଭୟଙ୍କର ପରିସ୍ଥିତି। ତେଣୁ ସ୍କୁଲ ପିଲାଙ୍କ ପାଖକୁ ଯାଇକରି କେମିତି ଏକ ପାଠକ ସମାଜ ତିଆରି କରାଯିବ ସେ ବିଷୟରେ ମଧ୍ୟ ଭାବିବା ଏବଂ ପ୍ରକାଶନ, ମୁଦ୍ରଣ ଏବଂ ସମ୍ପାଦନା କ୍ଷେତ୍ରରେ ଦକ୍ଷ ଲୋକଙ୍କୁ ତାଲିମ ଦେଇକରି ଆମେ କିପରି ତିଆରି କରିପାରିବା ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି। ଦିଲ୍ଲୀପ ବାବୁ ଅଛନ୍ତି, ସେ ମଧ୍ୟ ଏ ବିଷୟରେ କିଛି କରିପାରିବେ। ଧନ୍ୟବାଦ। ଧନ୍ୟବାଦ ସାର୍, ଆପଣଙ୍କର ବହୁମୂଲ୍ୟ ମନ୍ତବ୍ୟ ପରାମର୍ଶ ପେନ୍ ଇନ୍ ବୁକ୍ସ ପାଇଁ ନିଶ୍ଚିତ ଭାବରେ ପ୍ରଣିଧାନଯୋଗ୍ୟ ଏବଂ ଆଗାମୀ ଦିନରେ ତା ଉପରେ କାର୍ଯ୍ୟ କରାଯିବ। ଏଇଠି ଗୋଟେ ଛୋଟିଆ ସୂଚନା ଦେବାକୁ ଚାହିଁବି, ଯେଉଁମାନେ ଏଠି ବସିଛନ୍ତି ସମସ୍ତେ ହେଉଛନ୍ତି ପେନ୍ ଇନ୍ ବୁକ୍ସର ରେଜିଷ୍ଟର୍ଡ ଅଥର୍ସ। ସେମାନେ ପେନ୍ ଇନ୍ ବୁକ୍ସର ଲେଖକ କ୍ଲବ୍ର ମେମ୍ବର। ଆମର ପ୍ରଥମେ ଯେଉଁଠି ରେଜିଷ୍ଟ୍ରେସନ୍ ହେଉଛି ସେଠି ସେମାନେ ଟିକେ ସ୍ୱାକ୍ଷର କଲେ, ନିଜର ଉପସ୍ଥିତି ଜ୍ଞାପିତ କଲେ, ଗୋଟେ ବହି ଆଉ ଗୋଟେ ବ୍ୟାଗ୍ ପାଇବେ ଏବଂ ସୂଚନା ମଧ୍ୟ ଆମ ସେଠି ଅପଡ଼େଟ୍ ହୋଇଯିବ। ମୁଁ ଅନୁରୋଧ କରିବି ଯେଉଁମାନେ ଦସ୍ତଖତ କରିନାହାନ୍ତି ରେଜିଷ୍ଟ୍ରେସନ୍ ଟେବୁଲ୍ ପାଖରେ ସେମାନେ ଟିକେ ଦସ୍ତଖତ କରିଦେବେ। ରୟାଲ୍ଟି କେବଳ ପେନ୍ ଇନ୍ ବୁକ୍ସ ଦେଉନାହିଁ, ତାହେଲେ ପେନ୍ ଇନ୍ ବୁକ୍ସ ଆମେ ସେଲିବ୍ରେଟ୍ କାହିଁକି କରୁଛୁ, ଆଜି ଦିନଟା କାହିଁକି ସ୍ମରଣୀୟ? ସମ୍ବାଦ ପରିବାରରେ ଆମେ ଜାଣିଛୁ, ଆମେ ଯେତେବେଳେ ଯାଉ ସମ୍ବାଦ ଫଙ୍କସନ୍କୁ, ଆମ ଓଡ଼ିଶା ପ୍ରକାଶନ ସଂସ୍ଥା ଯିଏ ଅଛି, ଯେତେବେଳେ ସେ ଯାହାଙ୍କର ବହି କରନ୍ତି, ମୁଁ ଦେଖିଛି ସ୍ୱାଭିମାନ ଦିବସ ପାଳନ ବେଳେ ମଞ୍ଚରେ ସେ ବହିଟି ଉନ୍ମୋଚନ ହୁଏ ଏବଂ ସୌମ୍ୟ ପଟ୍ଟନାୟକ ନିଜେ ସେ ଲେଖକକୁ ଆଣିକି ସମର୍ଥିତ କରନ୍ତି ଏବଂ ତାଙ୍କର ରାଜଭାଗଟା ସେଇଠି ଦେଇଦିଅନ୍ତି। ଯେଉଁ ବହିଟି ହେଲା ସେ ବହିର ରାଜଭାଗ ଦେଇଦିଅନ୍ତି। କିନ୍ତୁ ଏଇଟା ଆମେ ସ୍ୱୀକାର କରିବା, ଯେମିତି ଆମର ଦୁଇ ଜଣ ପୂର୍ବତନ ବକ୍ତା କହିଗଲେଣି, ଯେ ରାଜଭାଗକୁ ପ୍ରଦାନ କରିବା ପାଇଁ ଗୋଟେ ମଞ୍ଚ, ଗୋଟେ ସଭା, ଗୋଟେ ଉତ୍ସବର ଆୟୋଜନ ଏଇଟା ନିଶ୍ଚିତ ଭାବରେ ପ୍ରଥମ। ଏଥିପାଇଁ ଆମେ ଆଉ ଥରେ ପେନ୍ ଇନ୍ ବୁକ୍ସର ମୁଖିଆ ଶୁଭ୍ରାଂଶୁ ପଣ୍ଡାଙ୍କ ପାଇଁ, ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ପାଇଁ ଗୋଟେ କରତାଳି ଦେବା। ବର୍ତ୍ତମାନ ମୁଁ ଯେଉଁ କଥା କହିବାକୁ ଯାଉଛି, ଯାହାଙ୍କୁ ବର୍ତ୍ତମାନ ଡାକିବି ବକ୍ତବ୍ୟ ରଖିବା ପାଇଁ, 2024 ଯେଉଁଥିପାଇଁ କି ସ୍ମରଣୀୟ, 2024 ଜୁନ୍ ଯଦିଓ ଆମ ପାଇଁ ଅଧିକ ସ୍ମରଣୀୟ, ଗୋଟେ ରାଜଭାଗ ଉତ୍ସବ ପାଳନ ହେଉଛି, 2024 ଓଡ଼ିଆ ଭାଷା ପାଇଁ ସ୍ମରଣୀୟ ହୋଇକି ରହିବ ଫେବୃଆରୀ ମାସରେ ହୋଇଥିବା ପ୍ରଥମ ଓଡ଼ିଆ ଭାଷା ବିଶ୍ୱ ସମ୍ମିଳନୀ ପାଇଁ। ପ୍ରଥମ ଓଡ଼ିଆ ଭାଷା ବିଶ୍ୱ ସମ୍ମିଳନୀରେ ଆପଣ ଯାହାଙ୍କୁ ଦେଖୁଥିଲେ ଜନତା ମଇଦାନରେ 3 ଦିନରୁ ଉର୍ଦ୍ଧ୍ୱ କାଳ ବ୍ୟସ୍ତ ବିବ୍ରତ ଏବଂ ଚଳଚଞ୍ଚଳ, ସେ ହେଉଛନ୍ତି ଦିଲ୍ଲୀପ ରାଉତରାୟ ସାର୍। ଭାଷା, ସଂସ୍କୃତି ଏବଂ ସାହିତ୍ୟର ବିଭାଗର ସରକାରୀ ନିର୍ଦ୍ଦେଶକ ଅଛନ୍ତି, କିନ୍ତୁ ତାଙ୍କ ବ୍ୟକ୍ତିଗତ ପ୍ରୟାସ, ବ୍ୟକ୍ତିଗତ ପ୍ରଚେଷ୍ଟା, ତାଙ୍କ ସ୍ୱାକ୍ଷର ଅଛି ସେ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଆୟୋଜନରେ। ବର୍ତ୍ତମାନ ଅନୁରୋଧ କରିବୁ, ଆମେ ଖୁସି ଯେ ଦିଲ୍ଲୀପ ରାଉତରାୟ ସାର୍ ଆଜି ଏହି ପ୍ରଥମ ବିରଳ ଉତ୍ସବର ଅତିଥି ଭାବରେ ଆମ ଅନୁରୋଧକୁ ଗ୍ରହଣ କରିଛନ୍ତି। ଆମେ ଅନୁଗୃହୀତ ଏବଂ ଅନୁରୋଧ କରିବି ବର୍ତ୍ତମାନ ଦିଲ୍ଲୀପ ରାଉତରାୟ ସାର୍ଙ୍କୁ ତାଙ୍କ ବକ୍ତବ୍ୟ ରଖିବା ପାଇଁ। ଧନ୍ୟବାଦ କବି ପବିତ୍ର ମୋହନ କର। ଆପଣ ଅନେକ କଥା କହିସାରିଛନ୍ତି। କଥାରେ ମୁଁ ଜାଣିନି ମୁଁ କେତେ ଦୂର ତା ପାଇଁ ଉପଯୁକ୍ତ। ପଞ୍ଚାସୀନ ବିଶିଷ୍ଟ ଶିଶୁ ସାହିତ୍ୟିକ, କଥାଶିଳ୍ପୀ ଡକ୍ଟର ଦାସ ବେନୁର, ମୋର ଅଗ୍ରଜ ସୁଲେଖକ, ଅନୁବାଦକ ପ୍ରଫେସର ଡକ୍ଟର ଯତୀନ୍ଦ୍ର କୁମାର ନାୟକ, ପେନ୍ ଇନ୍ ବୁକ୍ସ ଅନୁଷ୍ଠାନର ସଭାପତି ଏବଂ ପ୍ରାଣକର୍ତ୍ତା ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା, ମଞ୍ଚ ସାମ୍ନାରେ ଅନେକ ଲେଖକ ବସିଛନ୍ତି, ଅନେକ ସାହିତ୍ୟିକ ବସିଛନ୍ତି, ଅନେକ ଲେଖିକାମାନେ ବସିଛନ୍ତି, କବିମାନେ ବସିଛନ୍ତି। ମୁଁ ସମସ୍ତଙ୍କ ନାଁ ନେଉନି। ସମସ୍ତଙ୍କୁ ମୁଁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ମୋର ନମସ୍କାର ଜ୍ଞାପନ କରୁଛି। ଶୁଭ୍ରାଂଶୁ ବାବୁ କହୁଥିଲେ ଯେ ପ୍ରଥମ ଥର ପାଇଁ ଏଇଭଳି ଏକ ପ୍ଲାଟଫର୍ମ ତିଆରି କରାଯାଇଛି, ଯେଉଁଠି ପବ୍ଲିସର ଏବଂ ଲେଖକ ଲେଖିକାମାନେ ଗୋଟିଏ ପ୍ଲାଟଫର୍ମରେ ନିଜର ମନ କଥା କହିପାରିବେ। ମୁଁ ତାଙ୍କୁ ସାଧୁବାଦ ଜ୍ଞାପନ କରୁଛି। ତାର କାରଣ ହେଉଛି ଏଇଭଳି ଗୋଟେ ପ୍ଲାଟଫର୍ମ ହେଲେ ଲେଖକ ଲେଖିକାମାନେ ନିଜର ବକ୍ତବ୍ୟ, ନିଜର ଅନୁଚିନ୍ତା, ନିଜର ଅଭିବ୍ୟକ୍ତିକୁ ଏକ୍ସପ୍ରେସ୍ କରିପାରିବେ। ତା ସହିତ ପ୍ରକାଶକଙ୍କୁ ଇମ୍ପ୍ରେସ୍ କରିବା ଛଡ଼ା ସୋସାଇଟିକୁ, ସମାଜକୁ ମଧ୍ୟ ସେମାନେ ଇମ୍ପ୍ରେସ୍ କରିପାରିବେ। ତେଣୁ ଗୋଟିଏ ପ୍ଲାଟଫର୍ମ ଯେଉଁଠିକି ଆପଣମାନେ ଏକ୍ସପ୍ରେସ୍ କରିପାରୁଛନ୍ତି ଏବଂ ଇମ୍ପ୍ରେସ୍ କରିପାରୁଛନ୍ତି, ସେଇଭଳି ଏକ ପ୍ଲାଟଫର୍ମ ଆଜି ଶେଷ ରଜରେ ପେନ୍ ଇନ୍ ବୁକ୍ସ ତରଫରୁ ଆୟୋଜନ କରାଯାଇଛି। ମୁଁ ଆଉ ଥରେ ଶୁଭ୍ରାଂଶୁ ବାବୁଙ୍କୁ ଧନ୍ୟବାଦ ଦେଉଛି। ବେଳେବେଳେ କଥା ପଡ଼େ ଯେ ଏଇଭଳି ଏକ କାର୍ଯ୍ୟକ୍ରମ
निश्चित भाव में जोड़ा आज कार्यक्रम बाहर जोड़ा लिखाई बंधु मिलन मुझे जो देखिली से बंधु मिलन कार्यक्रम मोर गोटे मन पड़गला जे इंग्राजी रे गोटे उक्ति जे जीवनटा हूँ गोटे एरिथमेटिक जीवनटा गोटे एरिथमेटिक वायर फ्रेंड्स आर टू बी एडेड एनिमीज आर टू बी सबट्रैक्टेड जॉयज आर टू बी मल्टीप्लाइड एंड सरोज आर टू बी डिवाइडेड एवं एभली एक एरिथमेटिक एभली जीवनटा एभली एक मानसांक जोटी आप जो खुशी को बांटे जॉय शेयर्ड इज जॉय डबल्ड खुशी को बांटिले खुशी द्विगुणित होता है एवं एठी जो दुख को आपण बांटे व्हेन सरोज आर शेयर्ड सरो गेट्स डिवाइडेड जो दुख को बांटी था दुख लाघव होता है आर प्रासंगिकता ये अच्छी आम जो वर्तमान जीवन आम यापन करुचे आमर गोटे सर्टेनिटी इन लाइफ हूँ अनसर्टेनिटी द ओनली सर्टेनिटी इन लाइफ इज अनसर्टेनिटी तेणु जेहेतु एत अनसर्टेनिटी भितर आम गति करुचे एत इफ्स एंड बट्स भितर गति करुचे एत ट्रायल्स एंड ट्राइबुलेशंस भितर आम गति करुचे तेणु से परिस्थिति रे आमे आज आपण मैंने समस्त अच्छा आपण मान से उद्देश्य कहूँ आज समय आसी आमे समस्त किभली भाव में अनसर्टेनिटीज को फेस करवा अनसर्टेनिटीज को किभली भाव में नाविगेट करी आमे आम लक्ष्य स्थल में पहुँची पारिबा आगामी पीढ़ी को आम से कथा शिखेबा अनेक समय प्रकाशक माने लेखक माने दुख प्रकाश करिथांती जे तांको बही बिक्री होनी आजिकल के बही पढ़ुना डिजिटल एज रे सब डिजिटली अवेलेबल होची इन द कंफर्ट ऑफ होम्स से माने सब किछि पढ़ी पारुचंती उपलब्धि करि पारुचंती किंतु यह सत्य मु कहिबी आज मध्य बहीर चाहिदा रहिछि एवं मु निकटरे गोटे इंटरव्यू देखुथिली जड़े भद्र माने वारेन बुफे आपन जानिछन समस्ते वारेन बुफे ही इज वन ऑफ द रिचेस्ट माने वन ऑफ द रिचेस्ट पर्सन्स इन द वर्ल्ड जदि विश्वर 10 जन धनिष्ठ व्यक्ति मानक विषय में कहवा वारेन बुफे आसुचन ता भितर थर्ड आई मीन से चेंज होची प्रति समय रे बट वन ऑफ द रिचेस्ट बिलियनर्स इन द वर्ल्ड तो वारेन बुफे गोटे सुंदर कथा कही जो तो इंटरव्यू चलता से कथा कही जे जो पचरा गला जे आपण तो फर्स्ट जेनरेशन रो जड़े बिलियनर आपण एभली भाव में एते बड़ फाइनेंशियल एम्पायर किभली भाव में गढ़ी तोलिले से गोटे सुंदर कथा कही कहले आर राज होची मो बापा कर धन संपत्ति को मुझे आज मो धनिष्ठ हैनी मो बापांकर बा मो अजांकर मो पैतृक संपत्ति को नहीं हैनी मो हेची बिकॉज ऑफ बुक्स बही जोगु आज बही जोगु मु एते बड़ गोटे फाइनेंशियल एम्पायर प्रतिष्ठा करि पारिछि एवं आपण माने खुशी हेबे जानिले जे प्रतिदिन से पाखापाखि 5-6 घंटा बही पढ़ती एटा केवल वारेन बुफे को केस रे नुह जेफ बेजोस कथा कहतु माइक्रोसॉफ्ट बिल गेट्स को कथा कहतु समस्ते गोटे कथा कहिचंती जे सेमानंकर माने एते बड़ फाइनेंशियल एम्पायर गठन करिवार उत्स होची बही तो से को बढ़िया बही पढ़ुथिले से पढ़ुथिले जेमति आमे जानिछे इंग्राजी रे गोटे कछि जे देयर आर 3 टाइप्स ऑफ बुक्स सम बुक्स आर टू बी टेस्टेड some are to be chewed and some are to be digested तेणु वारेन बुफे गोटे सुंदर कथा कहले मु गोटे पर्टिकुलर बही को माने 25 थर पढ़ी 30 थर पढ़ी बिफोर आई डिसाइडेड दैट मु एठी इन्वेस्टमेंट करी तार अर्थ होची जो बही इंस्पिरेशन दे पारिबो सेही भली बही आमे पढ़ीचु माने से माने पढ़ीचंती जोथि पाई कि से एते बड़ साम्राज्य स्थापन करि पारिछंती एवं आधे दुई मत नहीं जे सक्सेस इज 99% परस्पिरेशन बट 1% इंस्पिरेशन एवं से बही ताकू से इंस्पिरेशन जोगेची जोथि पाई कि से एते बड़ डिसीजन नबारे सक्षम हो पारिले एवं से डिसीजनटा मध्य सफलतार सोपान रे ताकू पहुँचे पारिला आज कवि श्री कर कहते जे ओडिया भाषा सम्मेलन मो ऑर्गेनाइज करितलु आमे सफलता पाइथिलु किंतु से सफलतार श्रेय मु देवी जगन्नाथ को एते कम दिन भितर आमे ताकू करि पारिलु आपण माने समस्ते सेठाकू आसीथिले अनेक
माने साहित्यिक मैंने आसी आज जो मैंने मंचासीन अच्छा से निमंत्रित अतिथि थे आपण मान भितर अनेक से पेपर प्रेजेंट कर आर सफलतार श्रेय हूँ भगवान को देवी तार कारण हूँ गोटे कथा सब कही आज आउ थे दोहरेबी जे आम जो एकुटिया चालू ताकू कह जाए रेस किंतु भगवान जो आम सहित चलती ताकू कह जाए ग्रेस से जगन्नाथ ग्रेस जोगु आम यही एक विश्व भाषा सम्मेलन को गोटे मास भितर करूँ समस्त श्रेय से महाप्रभु जगन्नाथंकर आ विशेष किसी कहबी केवल जेहेतु आज बंधु मिलन मत गोटे हिंदी रे गोटे 4 लाइन मोर मन पड़ जाऊँगा मुझे दोहरे मान दोहरेबी आपण मान सम्मुखें एवं से कही मो वक्तव्य शेष करी दोस्ती नजरों से हो तो उसे कुदरत कहते हैं दोस्ती नजरों से हो तो उसे कुदरत कहते हैं सितारों से हो तो उसे जन्नत कहते हैं हुस्न से हो तो उसे मोहब्बत कहते हैं पेन इन बुक्स की ऐसी प्लेटफॉर्म से हो तो उसे किस्मत कहते हैं। थैंक यू वेरी मच। जय जगन्नाथ। ये शेष करवा आनुष्ठानिक भाव में धन्यवाद अर्पण करेंगे कवि आम अनुष्ठान वरिष्ठ कर्मकर्ता श्री पवित्र मोहन कर महोदय। आम किसी लोक शुणा सरी नहीं कि आम जेहेतु मंचासीन लोक और निर्देशक निजे से शुणा आग्रही तेणु से कहले बर्तमान भोट ऑफ थैंक्स दे दिया भोट ऑफ थैंक्स दवा तो हूँ मोर गोटे जन्मगत अधिकार मुझे सभा आटेड करे मत साधारण डक जाए भोट ऑफ थैंक्स देवाई किंतु आज मु विनम्रतार सहित कहूँ अनेस्टी सहित कहूँ राजभाग गोटे उत्सव निश्चित भाव में अपनापा विरल लगुच आमको आम देखीचु वर्ष 1.5 वर्ष तले मो अजय भाई गोटे स्मृति खाली उच्चारण करी गोटे खबर कागज मोर कविता बाहर था से कविता मुझे आम पुराना बसस्टाण खटी आम खटीचर आमर से सौभाग्य कि दुर्भाग्य सम्मान कि अपमान मुझे जानी कि खटी हूँ आम इनसिनिया आम जो खटिक जाई डेरी पहुँचलु मु 8टा पर अजय भाई ठिया थे कविता बाहर चमके दीच गोटे कलम मत देले भायोलेट इंक्र गोटे इंक पेनटे से कलम 1.5 वर्ष मो टेबुल पर अच्छी आज सकाଳେ देखिक आसी मो झील लिखुँ से तू ए कलम कहीं छुईलु जे राइटर्स पेन ना आई एम गोइंग टू बी राइटर सो मो कहवा कथा जे गोटे कविता पढ़ला गोटे कविता पढ़ी खबर कागज जो अजय भाई मत गोटे कलम देते सेटा थिला मोर राजभाग सेटा थिला मोर सम्मान सेटा थिला मोर प्रमाणपत्र बा गोटे आप्रिसिएसन राजभाग केबे मजूरी नुहे मूल्य नुहे इट्स नॉट वेज ये गोटे मान्य से ही राजभाग आज गोटे उत्सव परिणत होची जो संवादर खबर कागज आम जो पाक्षिक साक्षात्कार पढ़ू लेखक मानकर 15टा प्रश्न थाए सर से 15टा प्रश्न फिक्स्ड टू ऑल राइटर्स एवरी फोर्टनाइट तो गोटे प्रश्न थाए आजिकल अभियोग होची पाठक संख्या कमी जाऊँगी अनेक लेखक से सहमति प्रकाश करती अनेक लेखक तर्जमा कर बहुत बौद्धिक कथा कहती किंतु आज तार उत्तर हुए तो पेन इन बुक्स दौची गोटे राजभाग प्रदान करी बही बिक्री न होउथिले लोक न पढ़ुले बही बिक्री होंतानी बही बिक्री न होउथिले गोटे प्रकाशक आसिक औपचारिकता गोटे फर्माली गोटे राजभाग प्रदान उत्सव करतेनि तेणु राजभाग प्रदान होउछ माने आम आतंकित हबार नाही आम आशंकित हबार नाही आम पाठक संख्या ठीक अच्छी दैट इज ए क्लास नॉट मास जो कथा दिलीप सार कहले एटा जो भाषा सम्मेलन में पेन इन बुक्स अवदान अच्छी गोटे ओडिया कॉफी टेबल बुक 2500 वर्षर तथ्यभित्तिक बही करिसेंती से बही देखिला पर मत लगिला असंभव माने मुझे तो मो क्षमता जो आकलन करुँची आई एम मच 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 लैगिंग बिहाइंड दैट कैपेबिलिटी टू ड्रीम बिग जो कथा कहले दिलीप राउतर सार जो गोटे साहित्य सभा को मुशायरे कन्वर्ट करदे तेणु सेमती बर्तमान मोर फर्माल दायित्व हूँ धन्यवाद देवा धन्यवाद क्या देवी और क्या देवी नहीं मु प्रथम देवी ये सभार जी मुख्य शुभ्रांशु पंडा को कारण जो गोटे ट्रक ड्राइवर आउ हेल्पर जाऊँच से हेल्पर कौच आज्ञा मत भोक लगे यहाँ हूँ पारादीप पोर्ट हबार समय गोटे आनेक्डोट मुझे पढ़ी कौटी से हेल्पर कौच मत भोक लगे ड्राइवर कौच रह टे रास्ता पूरा फांका केन्द्रापड़ू पारादीप चंडीखोलू पारादीप यहाँ शुणी आज्ञा पढ़ी केवल से ड्राइवर कौच रह तू आखि बुझी खा मुझे पैसा पेमेंट करदेवी गाड़ी पहुँचला पारादीप हेल्पर आखि बुझी खाऊँच
दे आर पासिंग टाइम दैट वे हेल्प पर आखि बुझी खाइला पर किस समय आखि खोलुची ताको ड्राइवर पचार खाइलु ना हाँ कौन खाइलु ना 10टा बरा खाइली 2 प्लेट घुगुनी खाइली कपे चा पीली आ गोटे बांडुली बिड़ी आमर से केन्द्रापड़ा बांडुली बिड़ी कहते गोटे बांडुली बिड़ी टाणी हो पैसा देदेव ये तो कौच अरे बाबा तू तो आखि बुझी खाऊलु पैसा तो मुझे पेमेंट करती तू मटन चिकेन खाइलुनी तेणु स्वप्न देखिबार गोटे पौरुष पुरुषार्थ थिबा दरकार से स्वप्न देखिछन्ती शुभ्रांशु पंडा से स्वप्न देखिछन्ती एवं तांको अनुष्ठान रे जो माने बही छपेइछन्ती से तांको सम्मान दउछन्ती मान्य दउछन्ती ताको कौन कह फेलिसिटेट कर प्राप्य राजभाग ताको दौरान एवं खाली पकेट्रे दौना गोटा मीटिंग करके विथ लंच दौरान ये आउ थे करताली आउ थे धन्यवाद देवी शुभ्रांशु पंडा को पट्ट परिवर्तन समयटा जून मसरे चिंता थिला जे केमिति किए आसबे कौन करेंगे पट्ट परिवर्तन आप बुझुवे ता सत्वे दिलीप राउतराय सर जतीन्द्र नायक सर दास बेनुर सर आपण मु तो जानी दिलीप राउतराय तो आसले आम खुशी हेलु किंतु जतीन्द्र नायक सर आउ दास बेनुर सर पेन इन बुक्स और शुभ्रांशु पंडा पर्सनाल बंधु से पेन इन बुक्स प्रकाशन मार्गदर्शक कहले अत्युक्त हे ना तो से सहभागिता से साहचर्य अनुष्ठान सहित सब अच्छी तो अनुष्ठान तरफ और व्यक्तिगत मो तरफ जेतु सहित मंच भाग करुली से सौभाग्य प्राप्त होती कृतज्ञता और अभिनंदन जनाऊँगी जो मैंने पेन इन बुक्स अनुष्ठान को भरोसा कर बही छापिंट से अशेष अशेष अभिनंदन जो मैंने आज राजभागर अधिकारी होती से निश्चित भाव में अधिक अभिनंदन किंतु जो मैंने होना जो मान बही हूँ तो 2025 गोटे कंटिन्यूअस जर्नी आज है प्रथम अध्याय द्वितीय अध्याय तृतीय अध्याय टू बी कंटिन्यूड से जो बहीटा बुकलेट छोटा कर पेन इन बुक्स तरफ रही लास्ट राजभाग जी पाँच पाखे गोटे बक्स फांका अच्छी से लिखाई टू बी कंटिन्यूड यहाँ एक दिनिकिया बा थरिकिया प्रोग्राम नुहे এটা कंटिन्यू करिवो तेणु ये जो भावबंधन प्रकाशक लेखक एवं पाठक ये जो भावबंधन जो सामाजिक गोटे कंसोलिडेशन होची एटा बढ़ू एथिपई आपण माने जो माने अच्छा जो माने उपस्थित अच्छा समस्त को ना नौ नहीं कहारी तपन पंडा पाखु आरंभ कर अजय स्वाई पर्यंत अपर्णा महांती पाखु आरंभ कर रत्नमाला स्वाई पर्यंत समस्त को मु अनुष्ठान तरफ अशेष अशेष कृतज्ञता और धन्यवाद ज्ञापन करुच्ची आपणकर साहचर्य आपणकर समर्थन और आपणकर सहभागिता पेन इन बुक्स ओडिया मीडिया प्राइवेट लिमिटेड एवं शेष में साहित्य प्रति ओडियार महत्व प्रति गरिमा प्रति एवं जोटा मच टॉक्ड अबाउट वर्ड ओवर लास्ट 4-5 months अस्मिता ओडिया अस्मिता प्रति रहू ये अस्मिता आमर प्रतिष्ठित हो ये अस्मिता प्रतिष्ठित हबारे प्रकाशक लेखक एवं पाठक समस्त सहभागिता रहू अशेष अशेष धन्यवाद अनुष्ठान तरफ आउ थे कृतज्ञता जनाऊँगी और आउ थे धन्यवाद दूसरी नमस्कार से लेखक जो मैंने राजभाग पाई गोटे उत्सव जो मान लेखा को लेकिन पेन इन बुक्स सब गोटे प्रकाशन संस्था आज गर्व अनुभव करुच्ची से गर्व अनुभव करने पक्षर तो बहुत कथा अच्छी जमी मुझे जानी छोटिया कथा शुभ्रांशुकर व्यक्तिगत कथा घर कथा मुझे कहीदे जेहेतु ये अथर्स मान अच्छा केवल से पेन इन बुक्स जे मझे थे आई गट टू नो मुझे जाना चाहिए पाइली जे 500 बही नष्ट कराला पेंगुइन थॉमसन प्रेस रु छपा होगी आसला पर जना पड़ा देर इज सम अनोमाली कि गोटे प्रोब्लेम अच्छी बही रे मार्केट रे थिबा बही की मगागला जो 10 खंड माने इनागुरेट होता ओपनिंग होता बही उन्मोचन होता फेरे अणागला और संपूर्ण 500 बही की गोटे टेक्निकल मेथड रे संपूर्ण नष्ट कर दिगला भूल बहीटा कौटी न जाऊ गोटे कमिटेड प्रकाशक गोटे प्रतिबद्धशील प्रकाशक गोटे अंगीकारबद्ध प्रकाशकर यहाँ हूँ कष्ट दिगटा ये दिगटा आम आलोचना आज करें कि बर्तमान आम लेखक मान पाखु संक्षिप्त पदे पदे शुणु तेणु से सौभाग्य समस्त को डाक हम ना 100 रु अधिक लेखक उपस्थित अच्छा अनुष्ठान आपण मान पाखे ऋणी 44 जन जहाँ डायरेक्टर कहले लेखक राजभाग पाई मजूरी नुहे मान्य गोटे प्रकाशन संस्था आपण मान सम्मान जनई कर्तव्य कर चेष्टा करी तेणु से लेखक मान मध्य उपस्थित भद्र व्यक्ति मध्य आम किसी लोक शुणा प्रथम अनुरोध करी डॉक्टर अजय स्वाई अजय भाई आसवे मात्र मिनिटे पदे आपणकर चिराचरित
ପ୍ରଶଂସାମୂଳକ କଥା କହିବେ ଆମକୁ। ଆପଣଙ୍କର ଅନୁଭବ ଲେଖକ ସହିତ, ପଢ଼ା ସହିତ, ପ୍ରକାଶନ ସଂସ୍ଥା ସହିତ ଯାହା ଚାହିଁବେ ସଂକ୍ଷିପ୍ତରେ ଡକ୍ଟର ଅଜୟ ସ୍ୱାଇଁ। ବେଶୀ ଧନ୍ୟବାଦ ଶୁଭ୍ରାଂଶୁକୁ। ଶୁଭ୍ରାଂଶୁର ମୋର ସମ୍ପର୍କ 30 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି, ସେଥିପାଇଁ ସେ ମୋର ବହି ଛାପିନି। ସେ ପ୍ରକାଶକ ହିସାବରେ ଏବଂ ଲେଖକ ହିସାବରେ ଆମେ ଚିହ୍ନା। ଯେତେବେଳେ ଆମେ ପିଲା ଥିଲୁ ବା ଲେଖାଲେଖି ଆରମ୍ଭ କଲୁ, ସେତେବେଳେ ଭୁବନେଶ୍ୱରରେ କୌଣସି ପ୍ରକାଶକ ନଥିଲେ। ପ୍ରକାଶନ ପାଇଁ ଆମେ କଟକ ଉପରେ ନିର୍ଭରଶୀଳ ହେଉଥିଲୁ। ଦାସବିନୋଦ ସାର୍ ଯେଉଁଟା କହିଲେ, ମୁଁ ଆଉ ଟିକେ ଅଲଗା କରି କହୁଛି, ସେତେବେଳେ କଟକର ପ୍ରକାଶକମାନେ ନିଜକୁ ଗୋରି ଭାଉଜ ଆଉ ଲେଖକକୁ ଟେରା ଦିଅର ବୋଲି ଭାବୁଥିଲେ ଏବଂ ସେମାନେ ଏମିତି ଘୃଣାରେ ଅନଉଥିଲେ ଏବଂ ଏମିତି ଘୃଣାରେ ସେ ବହି ପକାଇ ଦେଉଥିଲେ, ତାପରେ ଆଉ ସେ ବହିର ପାଣ୍ଡୁଲିପି ମିଳୁନଥିଲା। ଆଜି ଆମମାନେ ଭାଗ୍ୟବାନ ଯେ ଭୁବନେଶ୍ୱରରେ ଏସବୁ ସମ୍ପାଦକମାନେ ଆମର ବାହାରିଲେ, ପବ୍ଲିସରମାନେ ବାହାରିଲେ, ପ୍ରକାଶକମାନେ ବାହାରିଲେ ଏବଂ ସେମାନେ ବହି ଛାପିଲେ। ଏବଂ ବହି ଛାପିଲା ପରେ ଏ ଯେଉଁ ରୟାଲ୍ଟି, ଏ ରୟାଲ୍ଟି ବିଷୟରେ ଥରେ ଦେବରାଜ ଲେଙ୍କା କହୁଥିଲେ ଯେ ଯେତେବେଳେ ମୋର ବାପା କଟକର କାନାଡ଼ା ବ୍ୟାଙ୍କରୁ 16 ଲକ୍ଷ ଟଙ୍କାର କଣ୍ଟ୍ରାକ୍ଟ ଚେକ୍ ଭଙ୍ଗାଉଥିଲେ, ସେତେବେଳେ ମୁଁ ଓଡ଼ିଶା ବୁକ୍ ଷ୍ଟୋରରୁ 16 ଟଙ୍କା 82 ପଇସା ରୟାଲ୍ଟି ପାଉଥିଲି। ତେଣୁ ସେ କହିଲେ ମୁଁ ନ ଲେଖିକିରି କଣ୍ଟ୍ରାକ୍ଟରେ କାହିଁକି ନ ମାତିବି। ତେଣୁ ଯେଉଁମାନେ ଆମେ ଲେଖାଲେଖି କରୁଛୁ, ଇଏ ପଇସା ପାଇଁ ଆମେ ଲେଖୁନାହୁଁ। ପଇସା ତ ମିଳେନି, ଆଉ ନ ଭାବିଲେ କ'ଣ ହେବ। ପଇସା ପାଇଁ ଆମେ ଲେଖୁନା ମୋଟେ, ମାନେ ପଇସା ମିଳେନି। ପଇସା ଲେଖିକି ଯେଉଁମାନେ ଲକ୍ଷପତି କୋଟିପତି ହୁଅନ୍ତି ବା ଧନୀ ହୁଅନ୍ତି, ସେମିତି ସଂଖ୍ୟା ଓଡ଼ିଶାରେ ବହୁତ କମ୍। ଆମ ବୟସର ଲେଖକମାନେ ବଙ୍ଗଳାରେ ବହୁତ ପଇସା ପାଆନ୍ତି। ଜୟ ଗୋସ୍ୱାମୀ ବହୁତ ପଇସା ପାଆନ୍ତି ପୂଜା ବେଳେ। ଗୋଟେ ଉପନ୍ୟାସକୁ 3-4 ଲକ୍ଷ ଟଙ୍କା, ମିନିମମ୍ ତ ଲକ୍ଷେ ଟଙ୍କା ପାଆନ୍ତି। ଆମ ଦେଶରେ ସବୁଠାରୁ ଓଡ଼ିଶାରେ ପୂଜା ସଂଖ୍ୟାରେ ହାଇଏଷ୍ଟ ମୁଁ 10,000 ଟଙ୍କା ପାଇଛି। ଯେ 10,000 ଯେଉଁ ପବ୍ଲିସର କହିଥିଲେ, ଯେତେବେଳେ ଦେଲେ 5,000 ଦେଲେ। ଯେତେବେଳେ ମୁଁ କହିଲି ଆଉ 5, ନା ବିଭୂତି ତ 5, ତୁମକୁ ତାଙ୍କର ବଡ଼। ତେଣୁ ଆମେ ହତାଶ। ମୋର ପ୍ରଥମ ଯେତେବେଳେ ମୁଁ ଲେଖିଲି ଉପନ୍ୟାସ, ରତ୍ନା ହେଇଠି ବସିଛି, ପ୍ରଥମ ଉପନ୍ୟାସ 4,000 ଟଙ୍କା ଦେଇଥିଲା ସେତେବେଳେ। ତାପରେ ମୋତେ ବହୁ ପ୍ରକାଶମାନେ ରୟାଲ୍ଟି ଦେଇଛନ୍ତି। ସେ ରୟାଲ୍ଟିଟା ମାନେ ଏମିତି ଗୋଟେ ବେଶୀ, ଯଦିଓ ବେଶୀ ବଡ଼ ନୁହେଁ, ଯେହେତୁ ବହି ବିକ୍ରି ହେଉନି, ଯେଉଁଟା ସାର୍ କହିଛନ୍ତି ବିକ୍ରି ଉପରେ ନିର୍ଭର କରୁଛି ରୟାଲ୍ଟି। ଆମର ବିକ୍ରି ନିର୍ଭର କରୁଛି। ଅକ୍ଷୟ ମହାନ୍ତି ଯେତେବେଳେ ଗୀତ ଗାଇବା ପାଇଁ ଗଲେ HMV କମ୍ପାନୀ, ସେ କହିଲା ତୁମ ଓଡ଼ିଶାରେ କେତେଟା ଗ୍ରାମଫୋନ୍ ଅଛି ବୋଲି ପଚାରିଲା। ତୁ ତ ରେକର୍ଡ଼ କରିବୁ, ତ ଭଏସ୍ରେ ଆମେ ରାଜି ଅଛୁ, ଆମେ ତ ନିମାଇ ଚରଣ ଛଡ଼ା କାହାକୁ ଜାଣିନୁ। ଯଦି ତୁ ଅକ୍ଷୟ ମହାନ୍ତିକି ଆସିଲୁ ଗା, ଚିନ୍ତା ନାହିଁ, ତୁମର କେତେଟା ଗ୍ରାମଫୋନ୍ ଅଛି ମୋତେ କହ। ଅକ୍ଷୟ ମହାନ୍ତି ହିସାବ କରି ଦେଖିଲେ ଯେ ଟୋଟାଲ୍ ଓଡ଼ିଶାରେ ସେ 70ଟି ଗ୍ରାମଫୋନ୍ ପାଇଲେ। 70ଟି ଗ୍ରାମଫୋନ୍, ଆଗ ଗ୍ରାମଫୋନ୍ ବଢ଼ା, ତାପରେ ତ ରେକର୍ଡ଼ କରିବି। ଇଏ ବହୁତ ବନ୍ଧୁବାନ୍ଧୁ କୁହାକୁହି କରେଇକିରି ବର୍ତ୍ତମାନ ଗ୍ରାମଫୋନ୍ କରେଇଲେ। ଏବେ ଗୋଟେ ଇଣ୍ଟରଭ୍ୟୁରେ ଓଡ଼ିଆ ସିନେମା କାହିଁକି ହେଉନି ବୋଲି ପଚରା ହେଲା। ସିନେମା ହଲ୍ ନାହିଁ, ହିରୋକୁ ପଚରା ହେଲା ଯେ ଆପଣ ସିନେମା ଗୋଟେ କରୁନାହାନ୍ତି। ହଁ, ମୋର ଜଣେ ଭାଇ ସେ ଗୋଟେ ସିନେମା ହଲ୍ ଏବେ ତିଆରି କରିବେ। ବର୍ତ୍ତମାନ ଓଡ଼ିଆ ସିନେମାକୁ ବଞ୍ଚିବା ପାଇଁ ବହୁତ ସିନେମା ହଲ୍ ଦରକାର। ଓଡ଼ିଆ ଲେଖା ଛପିବା ପାଇଁ ବହୁତ ପ୍ରକାଶ ଆସିବା ଦରକାର। ଏ ରୟାଲ୍ଟି ମଧ୍ୟ ମିଳିବା ଦରକାର। ଯଦି ଗୋଟିଏ ଲୋକ ମୁଁ କିଛି ନ କରି ଲେଖେ ବୋଲିକିରି କହିବ ଏବଂ ତାକୁ ଅନ୍ୟମାନେ ଥଟ୍ଟା କରିବେ, ତ ତାହେଲେ ବଞ୍ଚୁଛୁ କେମିତି? ଓଡ଼ିଶାରେ ଏଇଟା ବର୍ତ୍ତମାନ ଚାଲିଛି। ଆମେ ଯେଉଁମାନେ ଲେଖାଲେଖି କରୁଛୁ, ଆମମାନେ, ମୋତେ ଜଣେ କହିଲେ ଯେ ଆପଣମାନେ କିଛି କରିପାରୁନାହାନ୍ତି ବୋଲି ଲେଖାଲେଖିରେ ବସିଛନ୍ତି। ଆପଣ ଆଉ ଭଲ ବଡ଼ ବଡ଼ କାମ କରିପାରିଥାନ୍ତେ, ଆପଣ ସେଟା ପାରୁନାହାନ୍ତି ଏବଂ ଲେଖାଟା ସୁବିଧା ହେଇଗଲା, ଆପଣ ସେଥିରେ ବସିଛନ୍ତି। ଏବଂ ଯେହେତୁ ଆପଣ କବିତା କହୁଛନ୍ତି, ଆପଣ ଆହୁରି ସୁବିଧା କାମଟି କରୁଛନ୍ତି। କାରଣ କବିତାର ବ୍ୟାକରଣ ନାହିଁ, କବିତାରେ କିଏ ଲୋକ ନାହାନ୍ତି, ଆପଣ ଯାହା ଲେଖିଲେ କବିତା ହେଇଗଲା। ଏମିତି ଗୋଟେ ଧାରଣା ଆମମାନଙ୍କ ମନରେ ଅଛି। କାରଣ ଏପର୍ଯ୍ୟନ୍ତ ବି ମୋ ବୋଉ ମଲାଯାଏ କହୁଥିଲା ଯେ ସବୁ ତ ଭାଗବତରେ ଲେଖା ହେଇଛି, ମହାଭାରତରେ ତୁ ଅଧିକା କ'ଣ ଲେଖୁଛୁ, ଅଧିକା ତୁ କ'ଣ ଲେଖୁଛୁ ମୋତେ କହ, ସବୁ ସେ ଲେଖା ହେଇକି ଅଛି। ତେଣୁ ଆମେ ଯେଉଁମାନେ ରିପିଟେଡ଼, ଆମେ ଯାହା ଲେଖୁଛୁ ଅଲଗା କଥା, ଯାହାକୁ ସୁବାନୁ ଛାପିଛନ୍ତି ଦେବ ପଟ୍ଟନାୟକଙ୍କର ଯେଉଁ ଲେଖା, ଯେଉଁ ନୂଆ ଲେଖକମାନଙ୍କୁ ସେ ଆଣିଛନ୍ତି, ତାଙ୍କ ଲେଖା ଛାପିଛନ୍ତି, ଖଣ୍ଡପଡ଼ାର, ଏସବୁ ବହୁତ କଥା ଆମ ଭିତରେ ଅଛି। ଯଦି ଆମେ ରୟାଲ୍ଟି ପାଉଛୁ, କେତେ ରୟାଲ୍ଟି ପାଉଛୁ ଆମେ କହୁନୁ। ଯେଉଁମାନେ ରୟାଲ୍ଟି ପାଉଛନ୍ତି, ଆପଣ ଦୟାକରି ସେ ରୟାଲ୍ଟିଟାକୁ ସମସ୍ତେ ଦେଖାନ୍ତୁ, ସମସ୍ତେ ଆଗ୍ରହ କରନ୍ତୁ ଲେଖିବା ପାଇଁ। କ'ଣ ଲେଖା ହେବ ତ କାଳ କଷିବ, କିଏ ରହିବ କିଏ ନ ରହିବ, ସେ ଚାଲୁ। କିନ୍ତୁ ସବୁଠୁ ମଜା କଥା ହେଲା, ଏବେ ଆଉ ଗୋଟେ କଥା ମୁଁ କହି ରଖେ, ଯେଉଁଟା ନିହାତି ଜରୁରୀ, ମୁଁ ବାରମ୍ବାର କହିଛି, ବିଜୟ ପ୍ରସାଦ ମହାପାତ୍ର ଭାଷା ତତ୍ତ୍ୱବିତ୍, ତାଙ୍କର ଓଡ଼ିଆ କାରକ ଉପରେ ତାଙ୍କର ଗୋଟେ ଇଂଲିଶର ରିସର୍ଚ୍ଚ ପେପର, ତାଙ୍କ PhD ଓଡ଼ିଆ କାରକ, ଯେଉଁଟାକି ଅକ୍ସଫୋର୍ଡ ୟୁନିଭର୍ସିଟି ସେ କରିଥିଲେ ଇଂରେଜୀରେ, ଯାହାର ସ୍କ୍ରିପ୍ଟ ଆମ ପାଖେ ନାହିଁ। ଯେ ସ୍କ୍ରିପ୍ଟ ଆଣିବା ପାଇଁ ଆମର କୌଣସି ପବ୍ଲିସରକୁ ଆମେ ବହୁତ ଥର କହିଲାରୁ ସରକାର ବି ଚିଠି ଲେଖିଛୁ, ସରକାର ଏପର୍ଯ୍ୟନ୍ତ ସେ ବିଷୟରେ କିଛି କରିନାହାନ୍ତି। ଏମିତି ବହୁତ କଥା ଅଛି। ଶୁଭ୍ରାଂଶୁ ବହୁତ କଥା କରିଛନ୍ତି। ବହୁତ ଗାଁ ଗହଳିରୁ ବହୁତ ଲୋକଙ୍କ ଠାରୁ ଯେଉଁମାନେ ବହୁତ ଲେଖିଛନ୍ତି ଆମେ ଜାଣିନାହୁଁ, ସେଗୁଡ଼ାକ ଆମ ପାଖକୁ ଆସିବା ଦରକାର।
ଏବଂ ଯେଉଁମାନେ ଲେଖୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲେଖୁଛନ୍ତି ବିଭିନ୍ନ ଚମତ୍କାର ଲେଖୁଛନ୍ତି ସେମାନଙ୍କ କଥା ଗୁଡ଼ାକ ଏବେ ଆସୁ ଯେମିତି ହଠାତ୍ ଗୋଟେ ଖବରକାଗଜରେ ବାହାରୁଛି ହୁ ପାଇବା ପାଇଁ ସେ ସଞ୍ଜୟ ପଣ୍ଡା ପାଇଲେ ପୁରସ୍କାର ଆରେ ସେ ବହି ଆମେ କେବେ ଦେଖିନୁ ଯେତେବେଳେ ହଠାତ୍ ଖୋଜିଲୁ ବସ୍ଷ୍ଟାଣ୍ଡରେ ହଁ ସେମିତି ବହି ତ ଥିଲା ଏବେ ଆଉ ପାଉନୁ ସେ ବହି ବି ଆଭେଲେବଲ୍ ହେବା ଦରକାର ମିଳିବା ବି ଦରକାର ଏଠି ଓଡ଼ିଆରୁ ଇଂଲିଶକୁ କରିବା ପାଇଁ ଯତୀନ ସାର୍ ଅଛନ୍ତି ଆମର ତପନ ଅଛନ୍ତି କେତେ ଲୋକ ଅଛନ୍ତି ଓଡ଼ିଆକୁ ସେମାନେ ଇଂରେଜୀରେ ଟ୍ରାନ୍ସଲେସନ୍ କରୁଛନ୍ତି ବହୁ ଲୋକ ତ ଜାଣିବେ ଆମେ ବାହାରେ ପରିଚିତ ହେବା ଦରକାର ଏବଂ ଆମମାନଙ୍କ ବହି ପ୍ରଥମେ ଆମେ କିଣିବା ଦରକାର ଆମେ କିଣିବା ନିହାତି ଜରୁରୀ ଆମେ କିଣିଲେ ହିଁ ଗୋଟେ ଲେଖକ ରୟାଲିଟି ପାଇବ ଏବଂ ଯେଉଁ ଶେଷ କଥାଟି ହେଲା ଆମର ଯେଉଁ ଲେଖକମାନେ ଆମେ ଯେଉଁ ଛାପୁଛୁ ଯାହାକୁ ସୁଭାଷ କହିଛନ୍ତି ଆମମାନେ ପଇସା ଦେଇକି ଛାପୁଛୁ ଆମେ ସେକେଣ୍ଡ ଏଡ଼ିସନ୍ ତାର ହେଇପାରୁନାହିଁ ତାର କାରଣ ହେଲା ମୁଁ ଥରେ ଗୋଟେ ବସ୍ଷ୍ଟାଣ୍ଡ ଛିଡ଼ା ହେଇଛି ଗୋଟେ ଲୋକ ଆସିଲା ଗୋଟେ ନିର୍ଦ୍ଦିଷ୍ଟ ଲେଖିକାଙ୍କର 30ଟା ବହି ମାଗିଲା କହିଲେ 30ଟା ବହି ଦିଅନ୍ତୁ ସେ କହିଲା 30ଟା ବହି ତ ଆଜି ଯାଏ ତାଙ୍କର ବିକି ନାହିଁ ନା ମୁଁ ତ 30ଟା ନେବି ଆଉ ପବ୍ଲିଶରକୁ ଫୋନ୍ କରି 30ଟା ବହି ମଗାଇଲେ ସେ 30 ବହି ନେଲା ଏବଂ ସେ 10% କାଟିଲା ସେ ଲୋକ କହିଲେ କାଟୁଛନ୍ତି କ'ଣ ସରସ୍ୱତୀଙ୍କ ଅପମାନ ମ୍ୟାଡ଼ାମ୍ ଖରାପ ହେବେ କିଛି କାଟନ୍ତୁ ନାହିଁ ଦିଅନ୍ତୁ ନାଇଁ ସେ ପାଠକ ନୁହଁ ସିଏ ବାବୁ ଜଣକ ତାଙ୍କ ଅଣ୍ଡରରେ ଚାକିରି କରନ୍ତି ତେଣୁ ସିଏ 30ଟା ବହି କିଣ ଏମିତି ମଧ୍ୟ ପୁଳେ ପାଠକ ଅଛନ୍ତି ସେମିତି ମଧ୍ୟ ହେଉଛି କିନ୍ତୁ ନିରୁତା ପାଠକ ଯେଉଁ ନିରୁତା ପାଠକ ଅଛି ଯିଏକି ବହି କିଣିକିରି ପଢ଼େ ଆମେ ତାକୁ ଚିହ୍ନୁ ମୁଁ ଦେଖିଛି ବହୁତ ଜାଗାରେ ଏବେ ଗୋଟେ ନୂଆ ଟ୍ରେଣ୍ଡ ଏବେ ହେଇଛି ପାଠକ ପୁରସ୍କାର ମିଳୁଛି ଏବଂ ଏଙ୍କୁ ଶ୍ରେଷ୍ଠ ପାଠକ ପୁରସ୍କାର ଦିଆଗଲା ଯେ ମୋର ଧାରଣା ହେଉଛି ଯେ ଏମାନେ ପାଠକ କେମିତି ହୁଅନ୍ତି କିଏ ଜାଣେ ଏ ଶ୍ରେଷ୍ଠ ପାଠକ ବୋଲି ଜଣେ ଜାଣେ କେମିତିକା ଯିଏ ପାଠକ ତ ଗୋଟେ ଜଣାପଡ଼ିବ ନାହିଁ ସେ ତ ମହୁମାଛି ମହୁ ସଞ୍ଚିଲା ଭଳିଆ ସେ ତ ବସାରେ ସଞ୍ଚୁଥିବ ସେ ନିଜକୁ ମୁଁ ପାଠକ ଦେଖେଇ ହେବନି ଲେଖକ ଦେଖେଇ ହେବ ପାଠକ କେମିତି ଦେଖେଇ ହେବ ଏ ଯେଉଁ ନୀରବ ପାଠକମାନେ ଅଛନ୍ତି ଯେଉଁମାନେ ବହି କିଣନ୍ତି ଏ ଯେଉଁ ନୀରବ ଲୋକ ଅଛନ୍ତି ଯେଉଁମାନେ ତାଟ ଶଗଡ଼ରେ ବସିକି ଅମଡ଼ା ବାଟ ଦେଖୁଥିଲେ ଓଡ଼ିଆ ସିନେମାକୁ ବଞ୍ଚେଇଥିଲେ ସିଏ ଧରା ପଡ଼ିବେନି ଏ ଯେଉଁମାନେ ଟିଭି ଆଗରେ କ୍ୟାମେରା ଆଗରେ ଏ ବହି ଅମୁକାଲା ସେ ସିନେମା ଅମୁକାଲା ସେମାନେ ସିନେମା ଦେଖନ୍ତିନି ଏବେ ତ ଜଣେ କହିଲେ ଅମୁକ ଲୋକ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଲା ସେ କହିଲେ ପାଇଲା କି ମୁଁ ତ ତା ବହି ଉପରେ କିଛି ଲେଖିନାହିଁ ମୁଁ ତ ସେ ବହିଟା ପଢ଼ିନାହିଁ ମାନେ ସିଏ ପଢ଼ିନାହିଁ ଲେଖିନାହିଁ ବୋଲି ସେ ଲୋକ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବ ନାହିଁ ଏଇ ଯେଉଁ ଧାରଣା ଆମ ଭିତରେ ରହିଛି ଏମାନେ ପାଠକ ନୁହନ୍ତି ପାଠକ ନୀରବରେ ଅଛି ଏଇଠି ଅଛି ଯେଉଁମାନେ କି ଲେଖକକୁ ବଞ୍ଚାନ୍ତି ପ୍ରକାଶକକୁ ବଞ୍ଚାନ୍ତି ଜୟ ହୁଏ ପ୍ରକାଶକମାନଙ୍କର ଯେଉଁମାନେ କି ବୁଲି ବୁଲିକିରି ଲେଖକମାନଙ୍କ ଲେଖା ଆଣୁଛନ୍ତି ଛାପୁଛନ୍ତି ଏବଂ ତ ରୟାଲିଟି ଦେଉଛନ୍ତି ମୋତେ ବି ଶୁଭ୍ରାଂଶୁ ରୟାଲିଟି ଦେଇଛି ଶୁଭ୍ରାଂଶୁ ମୋ ସହିତ 30 ବର୍ଷ ବୁଲିଛି ଆମେ ସ୍କୁଟରରେ ବସିକିରି କୁଆଡ଼େ ଯାଉ ତ ଠିକ୍ ଠିକଣା ନାହିଁ ସେ ପିଲାଟି ଏମିତି ହେଇଥିଲା ତା ହେଉଛି ବିପ୍ଳବ ଯେଉଁ ତା ହେଉଛି ବିପ୍ଳବ ଗୋଟେ ସାର୍ଟିଫିକେଟ୍ ଦିଏ ବିପ୍ଳବ ଖୋର୍ଦ୍ଧାରୁ କରୁଥିଲା ସେ ବିପ୍ଳବ ତା ମନ ଭିତରେ ଅଛି ସେ ପ୍ରଥମ କରି ଗୋଟେ ବିପ୍ଳବ କଲା ଯେ ସିଏ ରୟାଲିଟି ଦେଲା ଏ ରୟାଲିଟି ଆମେ ପାଇଛୁ ଅନ୍ୟମାନଙ୍କଠୁ ଅନ୍ୟ ଉପାୟରେ ପାଇଛୁ ମିଳିଛି ମଧ୍ୟ ଏବଂ ସେଇଟା କ'ଣ କାମରେ ଲାଗେ ଆମେ ଜାଣିନୁ ହୁଏତ ଅଭାବ ସୁବିଧା ବେଳେ ସେଇଟା କ'ଣ ମିଳେ ଜାଣିନୁ ଯେଉଁଟା ପ୍ରଥମରୁ ସାର୍ କହିଛନ୍ତି ମୁଁ ଦେଖିଛି ଦୁର୍ଲଭ ସିଂ ପୁରସ୍କାର ପାଇଲେ ସୂଚନା ଭବନରେ ମାନପତ୍ର ପାଇଲେ ଦୁର୍ଲଭ ସିଂ ବସିଛନ୍ତି ତ ନମସ୍କାର ଦୁର୍ଲଭ ସିଂ ଆପଣ ବହୁତ ନାଟକ ଆମେ ଦେଖିଛୁ ପୁରୀ ଅନ୍ନପୂର୍ଣ୍ଣାରେ ନା ହଁ ଯେ ଏଇ ଯେଉଁ କାଠ ପଟାଟି କାହିଁ ଦେଇଛନ୍ତି ଏଇ ଯେଉଁ ଗାମୁଛା ତ ମୋହରେ ବହୁତ ଅଛି 1000 ଟଙ୍କା ଦିଅନ୍ତେନି ଏ କାଠ ପଟା ଗୋଟେ ନେଇଯାଆନ୍ତୁ ଦରକାର ନାହିଁ ମୋର 1000 ଟଙ୍କା ଦରକାର ଏମିତି ବୈଷ୍ଣବ ପାଣି ମରିଛନ୍ତି ଏମିତି କେତେ ଦୁର୍ଲଭ ମରିଛନ୍ତି କେତେ ରାଇଟର ମରିଛନ୍ତି ଏମିତି ବି ହେଇଛି ଜଣେ ତ ଆପଣ ସବୁ ଜାଣିଥିବେ ମିହିରବାବୁ ଜାଣିଥିବେ ବଙ୍ଗଳା ସାହିତ୍ୟ ଏକାଡେମୀ ପାଇବା ପାଇଁ ଜଣେ ଲେଖକ ସାହିତ୍ୟ ଏକାଡେମୀ ସେକ୍ରେଟାରୀ ଅନୁରୋଧ କଲେ ମୋତେ ଟିକେ ଏ ବର୍ଷର ଦିଅନ୍ତୁ ସାହିତ୍ୟ ଏକାଡେମୀ ପୁରସ୍କାର ସେ କହିଲା ସେମିତି ତ ଦେଇହେବନି ନା ଦିଅନ୍ତୁ ପ୍ଲିଜ୍ ମୁଁ ଘର ଭଡ଼ା ଦେଇପାରୁ 2 ମାସ ହେଲାଣି ସେ ଟଙ୍କାଟା ମୋର କାମରେ ଲାଗିବ ଲେଖକର କାମରେ ଲାଗିବା ପରି ପଇସା ଦେଲାବେଳେ ଯେଉଁ ପ୍ରକାଶମାନେ ଦିଅନ୍ତି ସେମାନଙ୍କୁ ଧନ୍ୟବାଦ ସେମାନଙ୍କୁ ନମସ୍କାର ଉତ୍ତର ତ ଉନ୍ନତି ଶୁଭ୍ରାଂଶୁର ସେ ଆହୁରି ବହି ଛାପୁ କିନ୍ତୁ ଶେଷର ଅନୁରୋଧ ଏ ଯେଉଁ ପେନ୍ ଇନ୍ ସଂସ୍ଥା ନା ଗୋଟେ ଭଲ ପେନ୍ ଦେଇଥାନ୍ତୁ ନା ଆଉ ଇଏ ଏଇଟା ମୁଁ ଏଇସବୁ ସମସ୍ତଙ୍କ ପେନ୍ ଇନ୍ ସଂସ୍ଥାରେ ଗୋଟେ ଭଲ କଲମ ଦେବା ଦରକାର ଲେଖକକୁ ଧନ୍ୟବାଦ 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 ଅଜୟ ଭାଇ ଡକ୍ଟର ଅଜୟ ସ୍ୱାଇଁ ମୋର ସୌଭାଗ୍ୟ ମୋ ଖଟିର ଜଣେ ମେମ୍ବର କି ଯେଥିପାଇଁ ରାଜଭାଗର କିଛି ଭାଗ ସେଠି ଆମେ ଚା ପିଇବୁ ବର୍ତ୍ତମାନ ଅନୁରୋଧ କରିବି ସମ୍ପାଦକ ପ୍ରକାଶକ ସାମ୍ବାଦିକ ଏବଂ ଅନୁବାଦକ ଭାସ୍କର ପରିଚୟ ସାର୍ଙ୍କୁ ସୁଧାଂଶୁ ବାବୁଙ୍କ ସହିତ ସମ୍ପର୍କ ମୋର 1 ବର୍ଷର ଏଇ ବର୍ଷକ ଭିତରେ ସେ ମୋର 3ଟି ବହି ବାହାର କଲେ ଇଂଲିଶରେ ତାର ଗୋଟେ ଓଡ଼ିଆ ଅନୁବାଦ ବି ବାହାରିଛି 4ଟି ବହି ନନ୍ ଫିକ୍ସନରେ ଏସବୁ ନନ୍ ଫିକ୍ସନ ଥିଲା ସେ ଯେଉଁ କଥା କହୁଥିଲେ ଗୋଟେ ହ୍ୟାପେନିଂ ଗୋଟେ ଶବ୍ଦ ଅଛି ଇଂଲିଶରେ ଓଡ଼ିଶାରେ ସେ ଗୋଟେ ହ୍ୟାପେନିଂ ପବ୍ଲିସର ପେନିନ୍ ହେଉଛି ଓଡ଼ିଶାର ଗୋଟେ ହ୍ୟାପେନିଂ ପବ୍ଲିସର ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ଆଗକୁ ସେ ବଢ଼ନ୍ତୁ ଆମେ ସମସ୍ତେ ତାଙ୍କୁ ସାହାଯ୍ୟ ସମର୍ଥନ କରିବା ଧନ୍ୟବାଦ ସମସ୍ତଙ୍କୁ
स्नेह शुभेच्छा अभिनंदन और प्रणाम। मो पाई आज गोटे शुभ दिन कविता पाई मु आज प्रथम करी राजभाग टंका किछि पाइली। प्राय 50 वर्ष धरी कविता लिखुची। समस्ते जेतेबेले कविता पांडुलिपि निए सेतेबेले कहती कविता किए पढ़ुची किंतु छापती किंतु कवितार केवल मु शुभ्रांशु भी पचारि जेतेबेले पांडुलिपि देइथिली कहला से कागज फागज पाई किछि पैसा देबी कि ना नाई नाई अपा मु आपनठु पैसा कोन नेबिनी एवं खूब कम समय भितर भारी सुंदर करी तारा प्रति बहीटी मोर छापी देइथिले एवं आज तांकठु प्रथम करी राजभाग पाइली। सान से बहुत स्नेह करे मु तांको से भी बहुत भल पाती सबू प्रोग्राम रे से मते डाकती तांको कृतज्ञता कौन जनइबी। खूब शुभेच्छा शुभकामना और आशीर्वाद पेन इन एमती आगु को जाऊ आमको सब परिचित करूँ। एठी गोटे कथा मु कहिबी कविता किए पढ़ुची लोक कहते किंतु कविता जे प्रत्येक अनुभवर प्रत्येक आवेगर निर्यास एक कथा भूली हबनी। जड़े पाठिका मोर मोर बेसी पाठिका अच्छी पाठिका मोर कहले जे आपणकर कविता पढ़ी पढ़ी मो जीवनर दिग परिवर्तन है एक प्रकार बंचिली मु आपणकर गोटे विश पूरण करी कहतु मु तांका पाखरे कही अरे तू तो गोटे चारिआड बुलीबाली आसलुनी वर्ल्ड सारा मते टिके इच्छा अच्छी मु जाई पारुनी स्विट्जरलैंड नहीं गलु से मते स्विट्जरलैंड नहीं कि बुले आनी आठू कविता पाई एते सुंदर गोटे आवेग प्रवण गोटे प्राप्ति कौन अच्छी एवं कविता को से भली आदरर सहित जे प्रकाश को प्रकाश करने को आग्रही होती से पाखरे मु निश्चय कृतज्ञ एवं से दृष्टि पेन इन संस्था एथिपाई आज सुंदर उपहारटे मते देइथिबारु मु बहुत खुशी समस्त को पढ़ी थारे धन्यवाद। Namaskar to all. I'm really feeling privileged to be part of a group because I am so new to this group or rather this sort of activity. I have written only one book last year and I am happy to find that I belong to that bestsellers authors group. So thanks to the readers who have read the book. And thanks a lot to Subhranshu Panda. For most of the people, I may be a new face, so I am just going to introduce myself. Om Prakash Singh, retired IFS. Last October, I retired as PCCF, Principal Chief Conservator of Forest. After retirement, of course, I am attached to one NGO, but writing, I found that it is becoming my passion for two reasons. First, I just wanted to share what I have experienced in my life, what I have seen, especially in forest service and otherwise, that is one. And second, whatever values I stand for, let others know. Because during the 35 years of service, government service, we have, taken so many decisions, actions. So people know through those things. But what I stand for, it is reflected only in my book. So far, only one. Very soon, I am hopeful, maybe by July 15th, it will definitely be out, the second book. And one more reason, in recent times, I have seen that, especially on social media, there is a lot of degeneration in terms of quality of language, whether it is English or Hindi. I am not sure about Odia, but English and Hindi, there are a lot of spelling mistakes, wrong uses, and so many things. So I think somewhere the literary activity must be taken to, again, a very high level so that people know what is high quality of literature. In that regard, I find that, okay, so many Odia books have been written recently by authors of this group. So let others know what sort of high quality of literature is there and which can be produced. And let the new generation learn also. They should not go by WhatsApp languages which are rather degenerative
and not correct, to be precise. So these are some of the things I just wanted to share. Once again, I am thankful. I never hoped or aspired for any royalty. I just wrote for my satisfaction, because not only it is a good time pass for me, but it is a part of my passion. And I hope I will continue to write quite a few number of books, and it will be essentially non-fiction books. Thank you very much. समस्त को नमस्कार। केबे कल्पना कर नथली जे मु जने साहित्यिक बोली, मु जने सारस्वत साधक बोली एपर्यंत निजको भाबी पारिनी। तथापि केतेबेले कौन केमती लेखि पकेइची, लेखु लेखु किछि लोकंकर आदर पाइबा गोटे आदत हो गला। से आदत एमती हला, एमती अभ्यास हो गला जे से तापरे हौ हौ ए भितरे 5-6 खंड बही हो गलानी। ता भितरे सारिया नानी गोटे। एपर्यंत मु कौनसी प्रकाशक को मो तरफरु केबे हेले अनुरोध करेनी मोर बहीटे छाप। मो पाखक बही आसी, मो पाखक प्रकाशक आछंती। ता भितरे शुभ्रांशु पंडा जणे अशेष कृतज्ञता जणाउची पेनिन को, से मोर बही को नैचंती, आपण मान पाखरे पहुंचैचंती एवं पाठकीय आदर पाइछि। बहुत बहुत धन्यवाद। नमस्कार। समस्त को अभिनंदन। चाकरी अवसर नेला परे लेखालेखि कौन मु आरंभ करथिली, ता पूर्व गोटे धाड़ी भी केबे लिखि नथिली। सृजन शून्यता लेखा गुड़ाक दिने प्रकाश पाइब ए कथा मध्य मु जानि नथिली। एई लेखा गुड़िक धर मोर किछि किछि दिन लेखा को धरी जेतेबेले शुभ्रांशु पाखक आनी देखैली, सेतेबेले से कहले कौन टिके पढ़ीदेले, तापर कहला एडू छापिबो। छापिदेले, छापिदेला परे ताहा विभिन्न महल रे विभिन्न बंधु मान द्वारा विभिन्न स्थान में पहुँचला। ता भीतर गोटे छोटिया कथा आपन कहबी। लेखार से गोटे मात्र बही मु बाहर करछंती, ताठू अधिका मोर बही बाहर नाही, गोटे मात्र बही। किछि दिन तळे जळे बंधु को घर को जाइथिलु, सेठी तांकर गोटे उत्सव होउतला। सेठी जणे स्त्री लोक मते कहिले तांकर माँ जहाँ को बयस 80 उपरे एवं जहाँ को से माँ घर है बाणपुर पाखे, से कहले मो माँ कहले ठकी नानी ठारू से गोटे पेन पाई। से पिला बेले ठकी नानी को देखी और ठकी नानी ठारू गोटे पेन से पाई। से जो बाणपुर से स्त्री लोक से ठकी नानी गोटे पेन पाई पिला बेले, ताकू से मन रखी एवं मोर लेखारू गोटे ठकी नानी ऊपर लेखा थिला, ताकू पढ़ी से बहुत खुशी होते। मुझे यहाँ शुणला बहुत आनंदित हो गली। मु भाविली मोर लेखार मूल्य मिलगला मत। ठकी नानी किए? ठकी नानी किए? गोदावरी मिश्रंकर बड़ बोहू, जी आम गाँव बाणपुर है पुरी जिले में अभिव्यक्त पुरी जिलार बाणपुर, आ मो घर है साक्षीगोपाल पाखे गोटे अनामध्य गाँ। गोदावरी मिश्र शिक्षा मंत्री था कि कौन मंत्री था, से आम अंचल बुलला बेले लक्ष्य कले जे आम गाँव में जड़े वृद्ध लोकंर झील पाठ पढ़ो बोली, सप्तम पर आउ पाठ पढ़ो बोली पुरी जिला स्कूल ना लिखे बोली चाहूँगी, किंतु गाँव लोक मैंने चाहते ब्राह्मण झील पाठ पढ़ो ना। तांकर से झील से ठकी नानी बापा को आम गाँव में एक घरिकिया कर दिया, निआ पानी बासन कर दिया। मु पिला बेले तांको देखिछि दाढ़ी रखिथिले, तांको कौनसी बारीक दाढ़ी काटु नथिला, तांको धोबा तांको लुगा नेउ नथिला, गाँव रे एक घरिकिया थिले। तांको स्टोरी से जटिना तांको नाम थिला जटी दास। आमे ताकू जटी बापा बोले कहतुलु, आ तांको झियोर ना हला ठकी नानी। ठकी नानी को ना पचारले आम गाँव में बर्तमान केही कहिबे नाही। तेणु से भाया छोट छोट इनसीडेंट को नहीं मोर लिखी बहीटा। बहीरे से भाया गप थिला, ताहाकू शुभ्रांशु प्रकाश करचंती। तार पाठक दिने ताको पढ़िकी खोद बाणपुर पढ़िकी मत से प्रशंसाटा मो पाख पलि आसला। मु खूब से आनंदित। एवं शुभ्रांशु बाबू जदि मो बही प्रकाश न करते हुए तो मो बही किए गोटे प्रकाश करता कि एतटा व्यापक हो न था, पाठक संख्या एत वृद्धि पाई न था। आज तांकर बहीर पाठक संख्या बढ़ी मत बहुत आनंद दूची। राजभाग नुहे पाठक संख्या बढ़ी आ प्रेरणा
ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେଉଛି। ସାରସ୍ୱତ ପ୍ରଣାମ। ଏଠାରେ ଉପସ୍ଥିତ ସମସ୍ତ ଗୁରୁଜନମାନଙ୍କୁ ମୋର ବିନମ୍ର ପ୍ରଣାମ। ତା ସହିତ ସମସ୍ତ ଯେଉଁମାନେ ମୋ ଠାରୁ ବୟସରେ ସାନ ହେବେ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ପ୍ରଥମେ ତ ଶୁଭ୍ରାଂଶୁ ସାର୍ଙ୍କୁ ମୁଁ ଧନ୍ୟବାଦ ଦେବି ଏବଂ ଦ୍ୱିତୀୟରେ ଆମ ଉତ୍କଳ ମାଟି ପାଇଁ ଯେଉଁମାନେ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ବହୁତ କିଛି କରିଯାଇଛନ୍ତି ଏବଂ ପର୍ଟିକୁଲାରଲି ଯେଉଁମାନଙ୍କ ପାଇଁ ଏବେ ବି ଯେଉଁମାନେ ଜନସମାଜରୁ ହୁଅନ୍ତୁ କିମ୍ବା ଆମ ନିଜ ପାଖରୁ ବହୁତ ଦୂରେଇକି ଅଛନ୍ତି। ମୁଁ ଯେତେବେଳେ ଯୁଯୁତ୍ସା ଲେଖିବାକୁ ଚିନ୍ତା କଲି, ଯେତେବେଳେ ମୁଁ ଗୋପବନ୍ଧୁ ଚୌଧୁରୀ ଏବଂ ରମାଦେବୀଙ୍କ ଉପରେ ଲେଖିବାକୁ କିଛି ଭାବିଲି, ସେତେବେଳେ ଯାଜପୁରର ବରୀ ଯେଉଁଠି ସେବାଘର ଥିଲା ବା ସେବାଶ୍ରମ ଥିଲା ସେଠିକି ଯେତେବେଳେ ମୁଁ ପ୍ରଥମେ ଗଲି, ସେ ଜାଗାରେ ଲୋକମାନଙ୍କ ଠାରୁ ମୁଁ ଯାହା ଭାବୁଥିଲି ଏକ୍ସପେକ୍ଟ କରିକି ଯାଇଥିଲି ଯେ ହଁ କିଛିଟା ସେମାନେ ଜାଣିଥିବେ, କିନ୍ତୁ ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଆଉ ତା ସହିତ ମୁଁ ବହୁତ ଦୁଃଖିତ ଯେ ବହୁ ଜଣ ସେ ବିଷୟରେ ଜାଣନ୍ତି ହିଁ ନାହିଁ। ଆଉ କିଛି ଜଣ ସେମାନେ ଗୋପବନ୍ଧୁ ଚୌଧୁରୀ ବୋଲି ଜଣେ କ୍ୟାରେକ୍ଟର ଅଛନ୍ତି ତାଙ୍କୁ ନ ଜାଣିକି ଗୋପବନ୍ଧୁ ଜଣେ ହିଁ ଏକମାତ୍ର ଗୋପବନ୍ଧୁ, ସେ ତ ଏଠି ନଥିଲେ। ରମାଦେବୀ, ହଁ କେତେ ଜଣ ମୋତେ ଇଭିନ୍ ଏକଥା ବି କହିଲେ ଯେ ରମାଦେବୀ ବିବାହ କରିନଥିଲେ, ସେ ପ୍ରଜାପିତା ବ୍ରହ୍ମା କୁମାରୀଙ୍କର ଫଲୋଅର ଥିଲେ। ତ ମୋତେ ବହୁତ ଦୁଃଖ ଲାଗିଲା ଏଇ ଜିନିଷକୁ ଶୁଣିକି ଏବଂ ମୁଁ ସେଠାରୁ ସଂଗ୍ରହ କରିବାକୁ ଚେଷ୍ଟା କଲି ଯେ ଆକ୍ଚୁଆଲି ଜିନିଷ କ'ଣ। କାରଣ ଆମେ ଅଳ୍ପ ବହୁତ ସମସ୍ତେ ରମାଦେବୀଙ୍କର ଜୀବନୀ ଆତ୍ମଜୀବନୀ ଯେଉଁଟା ସେଟାକୁ ପଢ଼ିଥିଲେ, କିନ୍ତୁ ଆତ୍ମଜୀବନୀରେ ସବୁଠୁ ଆଶ୍ଚର୍ଯ୍ୟକର ଜିନିଷ ହେଉଛି ରମାଦେବୀ କେଉଁଠି ବି ଗୋପବନ୍ଧୁଙ୍କର ଦେହାନ୍ତର କଥା ଲେଖିନଥିଲେ। ତେଣୁ ପତି ପତ୍ନୀ ସମ୍ପର୍କ ଭିତରେ ସ୍ୱାଧୀନତା ସଂଗ୍ରାମୀ ଦୁଇ ଜଣ ଯାକ ଥିଲେ, ତେଣୁ ପତି ପତ୍ନୀ ସମ୍ବନ୍ଧ ଯେଉଁଟା ସେ ଭିତରେ ସେମାନଙ୍କର କେମିତି ଗତାନୁଗତିକ ଥିବ ଆଉ ତାଙ୍କ ଭିତରେ ଭାବର ବିନିମୟ କେମିତି ହେଉଥିବ ସେଇଟାକୁ ବେସ୍ କରିକି ମୁଁ ସେଟାକୁ ଲେଖିଲି। ଆଉ ମୁଁ ବି ଭାବିନଥିଲି ଯେ এইটা এতে মাত্রাରେ আদৃত হব। ଆଉ ମୋତେ ବହୁତ ଜଣ এই ବିଷୟରେ ଇଭିନ୍ ଆଉଟ୍ ଅଫ୍ କଣ୍ଟ୍ରି ମୋତେ କେତେ ଜଣ କହିଲେ ଯେ ଆମେ ଯିବାକୁ ଚାହୁଁଛୁ ଏଇ ଜାଗାକୁ, ସେ ଜାଗା କ'ଣ ଏବେ ବି ଏକ୍ଜିଷ୍ଟ କରୁଛି, ଯେମିତି ଅଳକାଶ୍ରମ ଆଉ ସେ ଯେଉଁ ଏଣ୍ଡି ପୋକର କଥା ଯେଉଁଟା ମୁଁ ଲେଖିଲି, ସେ ଯେଉଁ ପ୍ରଥମ ଥର ପାଇଁ କରିଥିଲେ ଯେଉଁଟା ପ୍ରଥମ ଥର ପାଇଁ ଏଠି ଆସି ଓଡ଼ିଶାରେ ଏଣ୍ଡି ପୋକ ଚାଷ ହେବ ଏବଂ ଏଠିକାର ପରିବେଶ ସହିତ ସେମାନେ ଖାପ ଖୁଆଇକି ସେମାନେ ସେଥିରୁ ତାଙ୍କର ଯେଉଁ ତନ୍ତ ପ୍ରସ୍ତୁତି ହେବ। ତେଣୁ ନିହାତି ଭାବରେ ମୁଁ ବହୁତ ଉପକୃତ ପେନିନ୍ ପାଖରେ। ଆଉ ସମସ୍ତେ ପାଠକମାନଙ୍କୁ ବି ମୋର ଅନ୍ତର ଦେଶରୁ ଶୁଭେଚ୍ଛା ଏବଂ ସେମାନଙ୍କୁ ସାରସ୍ୱତ ପ୍ରଣାମ। ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ। ରୟାଲିଟି ବିଷୟରେ ବହୁତ ଜଣ ମତାମତ ଦେଲେ, ମୋର ରୟାଲିଟି ବିଷୟରେ ମତଟା ଭିନ୍ନ। ମୁଁ ପ୍ରଥମ ବହି 1997-98ରେ ନକ୍ସଲାଇଟ୍ ଆଣ୍ଡ ଅଦର ଷ୍ଟୋରିଜ୍ ବୋଲି ବାହାରିଥିଲା। ତାପରେ ମୁଁ ଓଡ଼ିଶା ଛାଡ଼ିକି ଗଲି, ତା ଭିତରେ ପ୍ରାୟ 25ଟି ବହି ଲେଖିଛି। 12ରୁ 14 ଲକ୍ଷ ଟଙ୍କାର ରୟାଲିଟି ମୁଁ ପ୍ରତିବର୍ଷ ପାଏ, ଯେଉଁଟା ମୋ ଫାଉଣ୍ଡେସନକୁ ଯାଏ। ମୁଁ ଯେତେବେଳେ ଓଡ଼ିଶାକୁ ଫେରିକି ଆସିଲି, ସାହିତ୍ୟକୁ ବି ଫେରିଲି, ତାପରେ ସେ ସମୟରେ ଶୁଭ୍ରାଂଶୁ ପ୍ରଥମ ଲୋକ ଯାହାଙ୍କୁ ମୁଁ କୋଣାର୍କରେ ଭେଟିଲି ଏବଂ ମୋର ପ୍ରଥମ ବହି ଯାହା 97-98ରେ ବାହାରିଥିଲା ନକ୍ସଲାଇଟ୍ ଆଣ୍ଡ ଅଦର ଷ୍ଟୋରିଜ୍, ତାକୁ ସେ ପ୍ରଥମେ ପ୍ରକାଶ କଲେ। ତାପରେ ତାଙ୍କ ସହିତ ମୋର ସମ୍ପର୍କ ବଢ଼ିଲା। ମୁଁ ପୁନାରେ ରହୁଥିଲି ସେ ସମୟରେ। ଦେବଦତ୍ତ ପଟ୍ଟନାୟକଙ୍କୁ ମୁଁ 2007-08 ବେଳେ ଜାଣିଥିଲି, ଯେତେବେଳେ ମୁଁ ଇନ୍ଦୋରରେ ରହୁଥିଲି। ପୁଣି 2018-2020ରେ ପୁଣି କନେକ୍ସନ୍ ହେଲା ଆଉ ଶୁଭ୍ରାଂଶୁ ପରେ କନେକ୍ସନ୍ କରେଇଲେ। এই যে বইটির কথা শুভ্রাংশু কহিলে টেলস ফ্রম দ ল্যান্ড অফ জগন্নাথ, যেতবে এই বিষয়ে শুভ্রাংশু মো সাথে কথাবার্তা কহিলে মু কহিলি यार ওড়িয়া অনুবাদ করা কোণ দরকার, লেখা হইଥିବା সব জিনিস তো ওড়িয়া লোক মানে জানিথিবে না। জগন্নাথ বিষয়ে ওড়িয়া লোকଙ୍କୁ ଅଧିକା কোণ বা কই যাই পারে, যেহেতু সে ইংরেজিরে লিখুচন্তি, তেণু যে মানে নন ওড়িয়া অছন্তি সেମାନଙ୍କ ପାଇଁ সুবিধা টেলস অফ ফ্রম দ ল্যান্ড অফ জগন্নাথ পড়াইবে, ওড়িয়া লোক ପାଇଁ দরকার নাই। তেণু সেইপাই মোর সেই অজ্ঞতা ভিতরে মু রইଥିଲି। তো শুভ্রাংশু ସଦାବେଳେ ଅଭିଯୋଗ ଯେ ମୁଁ ଟିକେ ସାହିତ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଫୋକସ୍ ରଖେନି ବୋଲି, ଜୀବନ ବହୁତ ବିଭକ୍ତ ହେଇଯାଇଛି, ତା ଦେହରେ ସାହିତ୍ୟ ପାଇଁ ସମୟ ମିଳେନି ବୋଲି ସେ ଅଭିଯୋଗ କରନ୍ତି। ତେଣୁ ଗୋଟେ ରହିଲା ଯେ ପ୍ରତିଦିନ ସିଏ ମୋ ପାଖକୁ ଗୋଟିଏ ଚାପ୍ଟର ପଠାଇବେ, ମୁଁ ସେ ଚାପ୍ଟରଟିକୁ କାମ କରିକି ତାପରେ ତାଙ୍କୁ ପଠାଇବି। ଏମିତି ହେଇକି ସମ୍ପୂର୍ଣ୍ଣ ବହିଟି ବୋଧେ 34-35 ଦିନ ଭିତରେ ହ୍ୱାଟ୍ସଆପ୍ରେ ଆଗ ପଛ ହେଇକି ଚାପ୍ଟର ଆସିବ ଯିବ, ତାପରେ ବହିଟି ପ୍ରକାଶିତ ହେଇଥିଲା। ତେଣୁ ଏବେ ଯେଉଁ ଲେଉଟାଣି ବେଳରେ ଯେତେ କିଛି କବିତା ଲେଖା ହେଇଛି ବା ଅନୁବାଦ କରାଯାଇଛି, ଆପଣ ଜାଣନ୍ତି ମୁଁ ଅନୁବାଦ କରେ। ପ୍ରାୟ 10ଟି ଓଡ଼ିଆ ଉପନ୍ୟାସକୁ ଇଂରାଜୀରେ ଅନୁବାଦ କରିଛି। ପ୍ରଥମ ଥର ପାଇଁ ଇଂରାଜୀରୁ ଓଡ଼ିଆକୁ ଜଗନ୍ନାଥ ଦେଶରେ କଥା କରିଛି, ଅଦରୱାଇଜ୍ ମ୍ୟାକ୍ସିମମ୍ କାମ ଓଡ଼ିଆରୁ ଇଂରାଜୀକୁ ମୁଁ କରିଛି। ମୋର ଯତୀନ ସାର୍ଙ୍କ ସାଙ୍ଗରେ ଚିହ୍ନା ହେଇଛି ଯେତେବେଳେ 5 ways to kill ରାମା କରୁଥିଲି, ଦେବଦାସ ଚୋଟରାଙ୍କ ନଭେଲ, ସେଇ ଟାଇମ୍ରେ ସାର୍ଙ୍କ ସାଙ୍ଗରେ ମୋର ଚିହ୍ନା ପରିଚୟ ହେଇଥିଲା। କିନ୍ତୁ ଶୁଭ୍ରାଂଶୁ ସହିତ କାମ କରିବାରେ ଗୋଟେ ଅଲଗା ପ୍ରକାର ଇଣ୍ଟରେଷ୍ଟ ରହିଛି। ସେ କେବଳ ପ୍ରକାଶକ ନୁହେଁ, ଜଣେ ଭଲ ଲେଖକ ମଧ୍ୟ। এবং ବହୁତ ସମୟରେ ସେ ସିଧା ସିଧା କହେ ଯେ ଏଇ ଜାଗାଟା ଏଇଠି ଠିକ୍ ନାହିଁ, ଏଇଟା କଲେ ଠିକ୍ ହେବ, ସେ ଜୀବନ ହଉ କିମ୍ବା ସାହିତ୍ୟ ହଉ। ସେଥିପାଇଁ ମୁଁ ତାକୁ ବହୁତ ଭଲ ପାଏ। ଏମିତିରେ ବି ଆମେ ଗୋଟେ ଅଞ୍ଚଳର ଲୋକ, ସେ ଆଉ ଗୋଟେ କନେକ୍ସନ୍ ତା ସାଙ୍ଗରେ ସେଥିପାଇଁ ରହିଛି।
ଏବେ ମୁଁ ରାମାୟଣ ଭର୍ସେସ୍ ମହାଭାରତ ବୋଲି ଦେବଦତ୍ତ ପଟ୍ଟନାୟକଙ୍କର ଆଉ ଗୋଟେ ନନ୍ ଫିକ୍ସନ୍ ରାଇଟିଂ ଅଛି ମାଇଥୋଲୋଜିକାଲ ଷ୍ଟୋରିଜ୍ ତା ଉପରେ କାମ କରୁଛି ସେ ବି ସେମିତି ଧୀରେ ଧୀରେ ଚାଲିଛି ଶୁଭ୍ରାଂଶୁ ସଦାବେଳେ ସେ ଅଭିଯୋଗ କରନ୍ତି କିନ୍ତୁ ଓଡ଼ିଆ ପ୍ରକାଶକ ହିସାବରେ ରୟାଲ୍ଟି ପାଇବା ମୋ ପାଇଁ ବି ପ୍ରଥମ ଅନୁଭବ ଏଇଟା ଅନୁବାଦ ପାଇଁ କାହିଁକି ବହିଟି ଅନୁବାଦ କରାଯାଇଛି ଓଡ଼ିଆରେ ଅନୁବାଦ କରାଯାଇଛି ସେଥିପାଇଁ ପାଇଛି ଏବଂ ମୁଁ ଆଶା କରୁଛି ଯେ ଶୁଭ୍ରାଂଶୁ ଏହି ପ୍ରଥା ଚାଲୁ ରଖିବେ ଏବଂ ବହୁତ ଜଣ ୟଙ୍ଗ ରାଇଟର ଯେଉଁମାନେ ଅଛନ୍ତି ସେମାନେ ଇନ୍ସପାୟାର୍ଡ ହେବେ ଯେ ଲେଖାଲେଖି କର୍ମରେ ବି ପଇସା ପତ୍ର ମିଳିଯାଇପାରେ କାରଣ ଜୀବନରେ ଗୋଟେ ଲୋକଙ୍କର ଅଭିଯୋଗ ରହିଛି ମୋ ପ୍ରତି ଯେ ମୁଁ ସାହିତ୍ୟ ଏଇଥିପାଇଁ ଅଧିକା କଲିନି ଯେ ବାକି ସବୁ ଜିନିଷରେ ଯେହେତୁ ପଇସା ଅଧିକା ମିଳୁଥିଲା ସେଥିପାଇଁ ସାହିତ୍ୟ କଲିନି ବୋଲି କିନ୍ତୁ ସାହିତ୍ୟକୁ ଆସିଲା ପରେ ଏବେ ଅନୁଭବ କରୁଛି ଯେ ଏଥିରେ ବି ପଇସା ଶୁଭ୍ରାଂଶୁ ଯେମିତି ଦେଉଛନ୍ତି ମିଳିଯାଇପାରିବ ସେଥିପାଇଁ ଏଇଟା ଗୋଟେ ଇନ୍ସପିରେସନ୍ ଅନ୍ୟମାନଙ୍କ ପାଇଁ ହଉ ଯେ ଯେଉଁମାନେ ୟଙ୍ଗ ରାଇଟର ଅଛନ୍ତି ସେମାନେ ଲେଖାରେ ଫୋକସ୍ କରନ୍ତୁ ଯେଉଁ ସମୟ ବିତି ଯାଇଛି ଜୀବନରେ ତାକୁ ଫେରେଇ ଆଣି ହେବନି ଯେତିକି ସମୟ ଆଉ ବାକି ଅଛି ମୁଁ ଆଜି ବାନ୍ଧବୀ ନବଜ୍ୟୋତିଙ୍କୁ କହୁଥିଲି ଆଉ କେତେ 180 ମାସ ଜୀବନରେ ବାକି ଅଛି ମ୍ୟାକ୍ସିମମ୍ ତା ଭିତରୁ ଯେତେ ଅଧିକା କାମ ହେଇପାରିବ ସେତିକି କାମ କରାଯାଉ ବୋଲି ତେଣୁ ଶୁଭ୍ରାଂଶୁକୁ ଧନ୍ୟବାଦ ଏ ସଭା ଆୟୋଜନ କରିଥିବାରୁ ଏବଂ ଅଥରମାନଙ୍କୁ ରୟାଲ୍ଟି ପ୍ରଦାନ କରିଥିବାରୁ ଧନ୍ୟବାଦ ନମସ୍କାର ଶୁଭ୍ରାଂଶୁର ଏ ସାଧୁ ଉଦ୍ୟମ ପାଇଁ ମୁଁ ତାକୁ ଧନ୍ୟବାଦ ଜଣାଉଛି ଗୋଟାଏ ମିନିଟ୍ରେ ମୁଁ ଗୋଟିଏ ପଦରେ କହିକି ସାରିବି ଯେ ମୁଁ ଯାହା ଜୀବନରେ ଏପର୍ଯ୍ୟନ୍ତ ରୋଜଗାର କରିଛି ଯଦି ଗୋଟେ ନିକିତିର ପଲ୍ଲାରେ ତାକୁ ଗୋଟେ ପଟେ ରଖାଯିବ ଆଉ ଆଜିର ଏଇ ଯେଉଁ 2800 ଟଙ୍କାର ରୟାଲ୍ଟିକୁ ଗୋଟାଏ ପଟେ ରଖାଯିବ ତାହେଲେ ସେ 2800 ଟଙ୍କାର ରୟାଲ୍ଟିଟାର ପଲ୍ଲାଟା ଭାରି ହେଇଯିବ ଧନ୍ୟବାଦ ଏମିତି ପ୍ରୟାସ ଜାରି ରହୁ At the onset, once again, I'll thank Subhranshu. He broke the glass ceiling today, I think. But I would also like to see such a big collective group of writers. I'm sorry that my friend Dilip left it. But yes, all of us have been speaking of quality publishing and readership. Pathako katha bahut koilu ame. We are missing the woods for the trees. One of the important things which can sustain quality publishing is the libraries. The library movement is very, very essential to see that Pen in Books and people like Subhranshu continue the good work which they are doing. I'm very sorry to say that. In spite, we just heard about the ORIA conference and all that. The language being accorded the status of a classical language, we are below libraries even than Sikkim and Goa, would you believe it, from the bottom 5. States like Punjab, Tripura, Kerala, West Bengal have had a separate ministry for libraries from the last 30 years. Something which we have also been trying to do. I was there in the manifesto committee or party in 2009, in 2014. We did try to push it. Until you have a library movement, good quality publishing will not exist. It is an uphill battle for Subhranshu. I don't know how many days he'll continue. But collectively, until we all gun for it, publishing in Orissa will remain in the dormant status in spite of quite a few publishers like him. Yes, my book, I wrote a book on Biju Patnaik. In fact, even Subhranshu would not know it. I wrote it to refute what all had written in The Tall Boy, which Odia translation he had, I had the fortune to be associated with Biju Babu for a year. After school, I undertook flying training. I was at the Bhubaneswar Flying Club, and Biju Babu used to come very often. He was out of power politician. For 1 year, I was very close to him. I would walk back from the flying club to his house. He told me many stories, which will be a part of another book. But when I read The Tall Boy, just like even the official website of the Orissa Assembly and half the books that have been published are hagiographies and fibs. I don't know why such untruth should be written about such a great man. I wrote a book, about 20 stories, which had mostly never been written before. I don't know how well it was received or not, but yes, I happened to meet the Chief Minister. He told me, I've read your book, and this is one book which all my IAS officers, all my ministers, all my MPs and MLAs should read. That was a very big compliment coming from Naveen Babu, because basically we didn't have we had a love-hate relationship I had with him. But I don't know how many copies he bought and how many Subhranshu sold. But yes, I would still wish that
to sustain such quality publishing, Odisha, and to keep in, keep in abeyance the classical status we have accorded, we need a very big library movement. It's practically non-existent in the state. If you go to the districts and all, a few libraries, there is no separate budget. If the other states could do it, there is no reason why we cannot do it. Let us, where we have gathered all of us here together, I am sure collectively if you form a pressure group, put it in the right year, there is a new dispensation in place. I think we can have a separate Minister for Libraries and let the MP-led funds, 10% of them should be spent in. This was envisaged even long back, that the MP-led funds, 10% should be used for rural libraries, for making the infrastructure for the books. Something like this should be revived. That will help save publishing in Odisha, and we'll see more and more quality books getting published. Thank you. नमस्कार अदम्य आदिभूमि मालकानगिरी माटीरू समस्त को ओडिशार वरिष्ठ साहित्य मानू आमर भूमिष्ठ प्रणाम मु श्री कवि बलराम पूजारी सहधर्मिणी ओडिया प्राइवेट मीडिया शुभ्रांशु सार आमको राजभाग दे सम्मानित कर पेन इन बुक्स समस्त कर्मकर्ता और शुभ्रांशु सार को अशेष अशेष धन्यवाद आज्ञा एति कही मु धन्यवाद नमस्कार समस्त को नमस्कार प्रकाशक परे हेले किंतु लेखक शुभ्रांशु पंडा सहित संपर्क बहु पुराणा से जिते खोर्धारे +3 पढ़ुले मुझे नयगढ़ पढ़ुली किछि काल शुभ्रांशु सचित्र विजयार प्रतिनिधि रूपे काम करुले संपर्क सेतबेले एवं से +3 पढ़ला बेले परे तांकर बंधु माने मो सहित जोड़ी हेले बाणी विहार रे बा शांति निकेतन रे किंतु ये प्रकाशक शुभ्रांशु ये गोटे नुआ परिवर्तन होइकी आसिला जदिव सेतबेले भी शुभ्रांशु बही छापिबा आरंभ कर सारी मोर मन अच्छी अजय भाई शाला उखड़ा बहीर प्रूफ सेतबेले मु देखी जिते मु MA पढ़ुली बाणी विहार रे एवं से शुभ्रांशु प्रूफ लेखक को 200 टंका देथिले जेहेतु तुम प्रूफ देखीच तेणु से बाबद 200 टंका तुम प्राप्य एटा मु कहूँ जितेबले नुआ नुआ प्रकाशन सहित जोड़ी होते शुभ्रांशु तो आरंभ भितर प्रकाशन को नहीं किसी करिवार गोटे इच्छा गोटे सदिच्छा थिला एवं ताकू ही नहीं से आग को बढ़ी मु आशा करी ये योजना मान फलवती हो लेखक मानू यही प्रकार प्रेरणा दबार परंपरा टी आग को बढ़ू एवं केवल शुभ्रांशु नुहति सबु प्रकाशक माने ए दिगरे दृष्टि दियंतु एवं आशा करी लेखक माने मध्य तार भरपूर सुजोग और फायदा पाउथांतु धन्यवाद। उपस्थित समस्त को मोर नमस्कार। आज ए बंधु मिलन और राजभाग प्रदान उत्सव विषय कहबी जिते गला वर्ष मु मोर बही विषय शुभ्रांशु भाई प्रथम जनइली कहली भाई गोटे रहस्य उपन्यासटे लिखी बही करिया भाई कहले हाँ करिया मु कहली ठीक अच्छे मुझे पांडुलिपि दौची आप पढ़ी दिंतु भाई कहले ना मुझे पांडुलिपि नेबिनी कि पढ़ीबिनी कहीं जब यही जो विषय नहीं कि तुम आसच ये विषय नहीं कि कहीं भी मो पाखक आसता से गोटे कॉलेज पढ़ुआ पिला होते मुझे बहीटी करी तो तुम बहीटी दियो मु करी बहीटी कलापर जमी प्रति लेखक मन भर थाए मुझे पचारि भाई आउ केते कौन यार खर्च कि केते मत देवा पड़ो भाई कहले ना मु बही क्या आउ कि पैसा नेउ नाही पैसा नहीं आमे कहा बही करूना मो ये प्रथम गोटे आश्चर्यकर जिनस थिला तापर जिते किछि दिन पूर्व खबर पाइली ना बही पैसा तो नहींनु कि आम बहीर बिक्री उपर गोटे राजभाग देवु जोटा मो भरी जन नुआ लेखक युव लेखक यहाँ निश्चित ओडिशा भाषा ओडिया भाषा गोटे नुआ कथा तो ये परंपरा आगु को आहरी आगे रहू केवल पेन इन बुक्स नुहे अन्य समस्त ओडिया प्रकाशक भी ये धारा को अपनातु ओडिया साहित्य आगे को जाओ नमस्कार। यही उत्सवर समस्त अतिथि को मोर प्रणाम एवं अन्य मानक मध्य शुभकामना गोटे विरल समय रे शेष रज भूमि डहन मो गाँ पटे कहती
ସେଇ ଦିନରେ ହେଇଛି। ସେଇଟା ପାଇଁ ଆଉ ଗୋଟେ ସଭିଙ୍କୁ ମୋର ଏ ରଜ ଶୁଭକାମନା ମଧ୍ୟ। ମୁଁ ଯେଉଁ ଅଞ୍ଚଳରୁ ଆସିଛି ସେଇଟା ଓଡ଼ିଶା ମାନଚିତ୍ରର ମଝାମଝି ଅଞ୍ଚଳ। ତେଣୁ ଆମେ ପୂର୍ବରେ ଯାଉନା କି ପଶ୍ଚିମରେ ଯାଉନା, ଦକ୍ଷିଣ ନୁହେଁ କୁଆଡ଼େ ନୁହଁ, ମଝାମଝି ଜାଗା, ମହାବୀର କ୍ଷେତ୍ର, ଦଶପଲ୍ଲା। ଯେତେବେଳେ ମୋର ଲେଖା ଆରମ୍ଭ ହୋଇଥିଲା ସେତେବେଳେ ଆମର ଲେଖା ଛାପିବା ଗୋଟେ କଷ୍ଟକର କଥା ଥିଲା, ଯଦିଓ ଦଶପଲ୍ଲାର ସେତେବେଳେ ତୁଙ୍ଗ ବ୍ୟକ୍ତିତ୍ୱ ଓଡ଼ିଆ ସାହିତ୍ୟକୁ ନେତୃତ୍ୱ ଦେଉଥିଲେ। ସେହି ସମୟରେ ମୋତେ ଆଗକୁ ଆଣିବାରେ ଦୁଇ ତିନି ଜଣ ବ୍ୟକ୍ତି ତ ବହୁତ ସାହାଯ୍ୟ କରିଥିଲେ। ଆମ ସଂଯୋଗବଶତଃ ଏଇଠି ସେମାନେ ଅଛନ୍ତି। ଗତ ଶତାବ୍ଦୀର 90 ଦଶକର ପ୍ରାରମ୍ଭରେ ପ୍ରଥମେ ଗୋଟେ ମାଗାଜିନ୍ କରାହେଇଥିଲା କୁଞ୍ଜବନ ଧାରା, ତାକୁ ଉନ୍ମୋଚନ କରିଥିଲେ ଦାସ ବେନୁର ସାର୍, ସେ ଅଛନ୍ତି। ଏବଂ ପ୍ରଥମ ଥର ପାଇଁ ଆମେ ଦଶପଲ୍ଲା ନୟାଗଡ଼ ଜିଲ୍ଲାର ପ୍ରଥମ ଥର ପାଇଁ ଆମେ ଯେଉଁ ଯୁବ ଲେଖକ ସମ୍ମିଳନୀ କରିଥିଲୁ, ରତ୍ନମାଳା ସ୍ୱାଇଁ ଏବଂ ଅଜୟ ଭାଇ ବି ଅଛନ୍ତି। ତେଣୁ ଏଇ ତିନି ଜଣ ଯେହେତୁ ଏଠି ଅଛନ୍ତି, ମୋର ଆଜି ଗୋଟେ ମହାର୍ଘ ଦିବସ ବୋଲି ମୁଁ ମନେ କରିବି। ଏବଂ ରାଜଭାଗ ଦେବାରେ ଯେ ଶୁଭ୍ରାଂଶୁ ଅଛନ୍ତି ସେ ମଧ୍ୟ ଅଛନ୍ତି। ତେଣୁ ତିନିଟା ପ୍ରଥମ କଥା ଏଇଠି ହେଉଛି, ସେଥିପାଇଁ ମୋ ପାଇଁ ଏଇଟା ଗୋଟେ ସ୍ମରଣୀୟ ଦିବସ ହିଁ ରହିବ। ଆଉ ଏ ଯେଉଁ ରାଜଭାଗ କଥା ଏବଂ ପୁସ୍ତକ ପ୍ରକାଶନ କଥା ସେ ବିଷୟରେ ମୁଁ ବିଶେଷ କିଛି କହିବି ନାହିଁ, କାରଣ ଆମ ଅଞ୍ଚଳରେ ମାନେ ଦଶପଲ୍ଲା ଅଞ୍ଚଳ ଆମେ ଯେଉଁମାନେ ସବୁ ଅଛୁ ନୂଆ ନୂଆ ଲେଖୁଛନ୍ତି, ଆମମାନଙ୍କ ଭିତରେ ଗୋଟେ ବଦ୍ଧମୂଳ ଧାରଣା ଅଛି ଏବଂ ବିଶ୍ୱସନୀୟ ମଧ୍ୟ, ଯେ କଟକ ଭୁବନେଶ୍ୱର ସହିତ ଲିଙ୍କ ନହେଲେ ତୁମେ ଲେଖକ ହୋଇପାରିବ ନାହିଁ। এটা ଅନେକାଂଶରେ ବି ସତ। ଆମେମାନେ ଯେଉଁମାନେ ସବୁ ପଶ୍ଚିମ ଓଡ଼ିଶାର ଅଛନ୍ତି ସେମାନେ ତ ପଶ୍ଚିମ ଓଡ଼ିଶା ନାମରେ ବି ଯାଉଛନ୍ତି ହାରି। ଆମର କିନ୍ତୁ ଆମେ ଯେ ମଝି ଓଡ଼ିଶାରେ ଅଛୁ, ଆମେମାନେ ଟିକେ ଏଇସବୁ ଦୃଷ୍ଟିରୁ ଅବହେଳିତ। ଏବଂ ସେଇ ପରିପ୍ରେକ୍ଷୀରେ ଶୁଭ୍ରାଂଶୁ ବାବୁ ମୋର 5 ଖଣ୍ଡ ବହି ଛାପିଛନ୍ତି, ସେଇଟା ଗୋଟେ ବଡ଼ କଥା। ଏବଂ ତାଙ୍କର ମୋର ଗୋଟେ ସଂଯୋଗ ଏଇଆ ଯେ ଆମେ ଗୋଟିଏ ବିଦ୍ୟାଳୟର ଛାତ୍ର, ମୁଁ ଟିକେ ବରିଷ୍ଠ, ସେ ଟିକେ କନିଷ୍ଠ। এই হারে শুভ্রাংশুଙ୍କ ସହିତ ମୋର ପରିଚିତ। ପେନ୍ ଇନ୍ ବୁକ୍ସ ମୋର 4ଟି ବହି ଛାପିଛି ଏବଂ ତା ପୂର୍ବରୁ ଶୁଭ୍ରାଂଶୁ ଆଉ ଗୋଟେ ବହି ମୋର ଛାପିଥିଲେ। ଏହି ଦୃଷ୍ଟିରୁ ସେ ଆମର 5ଟି ବହି ଛାପିଛନ୍ତି। ତେଣୁ ମୁଁ ତାଙ୍କୁ ମୋ ତରଫରୁ ଶୁଭକାମନା ଜଣାଇବି ଏବଂ ମୋ ତରଫରୁ କେବଳ ନୁହଁ, ଦଶପଲ୍ଲା ତରଫରୁ ତାଙ୍କୁ ଗୋଟେ ଶୁଭକାମନା ଜଣାଇବି, କାରଣ ସେ ଦଶପଲ୍ଲାର ଜଣେ ୱର୍ଦି ପ୍ରଡକ୍ଟ। ତେଣୁ ମୁଁ ସାମଗ୍ରିକ ଭାବରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି ଏବଂ ଜୀବନର ପ୍ରଥମ ରାଜଭାଗ ପାଇଥିବାରୁ ନିଜର ଖୁସି ବ୍ୟକ୍ତ କରୁଛି। ଟିକେ ଆଗରୁ ମୁଁ କହୁଥିଲି ଯେ ମୋ ଜୀବନ ପ୍ରଥମ ଥର ପାଇଁ ଗୋଟେ କ୍ୟାସ୍ ଆୱାର୍ଡ଼ ମୁଁ ପାଇଥିଲି ବୌଦ୍ଧରୁ। ବୌଦ୍ଧ କଲଚରାଲ ଏକାଡେମୀ ଦେଇଥିଲା, ସେଇ କ୍ୟାସ୍ ଆକାର ଥିଲା 500 ଟଙ୍କା ଦେଇଥିଲା। ମୁଁ ସେଇଟାକୁ ସ୍ମୃତି ହିସାବରେ ରଖିଛି, ଅଚଳ ହେଇଯାଇଛି କିନ୍ତୁ ତାକୁ ମୁଁ ରଖିଛି। ତେଣୁ ଆଜି ମଧ୍ୟ ମୋର ଏଇଟା ସ୍ମୃତି ହେଇକି ରହିବ। ଏହି ପରିପ୍ରେକ୍ଷୀରେ ମୁଁ ସଭିଙ୍କୁ ପୁଣି ସାଧୁବାଦ ଦେବି, ଧନ୍ୟବାଦ ଦେବି, କୃତଜ୍ଞତା ଜଣାଇ ନମସ୍କାର। ପ୍ରଥମେ ଅଶେଷ ଧନ୍ୟବାଦ ଶୁଭ୍ରାଂଶୁ ସାର୍ଙ୍କୁ। ମୁଁ ଯେତେବେଳେ ପ୍ରଥମେ ଗପ ଲେଖିବା ପାଇଁ ଆରମ୍ଭ କରିଥିଲି, ଆଉ ପ୍ରଥମ ଗପ ଯେତେବେଳେ କଥାରେ ହିଁ ବାହାରିଥିଲା, ତା ପାଇଁ ମିଳିଥିଲା ଏ ପଇସା। ଆଉ ଏଇଟା ହେଉଛି ମୋର ଦ୍ୱିତୀୟ ବହି, ତା ପାଇଁ ମିଳିଛି। ତା ଭିତରେ ବୋଧହୁଏ ଆଉ ସେମିତି ମନେ ରଖିଲା ଭଳିଆ କିଛି ରାଜଭାଗ ମୋତେ ମିଳିନଥିଲା। ତେଣୁ ଏତେ ଦିନ ପରେ ପୁଣି ସେଇ ପୁରୁଣା ସ୍ମୃତି ଟିକେ ମନେ ପଡ଼ିଲା, ସେଥିପାଇଁ ପୁଣି ଥରେ ଧନ୍ୟବାଦ ଜଣାଉଛି। ଆଉ ସବୁଠୁ ବଡ଼ କଥା, ଏଇଟା ଗୋଟେ ବନ୍ଧୁ ମିଳନର ପର୍ବ। ବହୁତ ଦିନ ପରେ ଯେମିତିକି ପରମବୀର ସହ ଦେଖାହେଲା, ଅପର୍ଣ୍ଣା ମ୍ୟାଡ଼ାମଙ୍କ ସହ ଦେଖାହେଲା, ତ ସେଇଟା ବହୁତ ଖୁସିର କଥା। ରାଜଭାଗ କଥା ପଛ କଥା, କିନ୍ତୁ ଏଇ ଯେଉଁ ଦେଖାଦେଖି ଆଉ କୋଳାକୋଳିର ପର୍ବଟା ବହୁତ ଆନନ୍ଦଦାୟୀ। ଆଉ ଏଇ ସ୍ମୃତି ତମାଳର ବାସ୍ନା ନେଇ ଫେରି ଆସୁଥିବ ଆମମାନଙ୍କ ପାଖକୁ। ଧନ୍ୟବାଦ। ନମସ୍କାର। ପେନ୍ ଇନ୍ ବୁକ୍ସ ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ଶୁଭ୍ରାଂଶୁ ସହିତ ସମ୍ପର୍କ ମୋର ବହୁତ ପୁରୁଣା। ମୁଁ କେବଳ ଖୁସି ବ୍ୟକ୍ତ କରିବାକୁ ଆସିଛି ସଂକ୍ଷିପ୍ତରେ। କବିତା ଲେଖି ରୟାଲିଟି ଆଶା କରିବା ମୁଁ ଜାଣିଛି ବାସ୍ତବବାଦୀ ଚିନ୍ତାଧାରା ନୁହେଁ, କିନ୍ତୁ ପ୍ରଥମ କରି ମୁଁ ରୟାଲିଟି ପାଉଛି, ଯଦିଓ ଅନେକ ରୟାଲିଟି କାଗଜରେ ଆଗରୁ ଦସ୍ତଖତ କରିଛି କେବଳ। ତେଣୁ ଶୁଭ୍ରାଂଶୁକୁ ବହୁତ ବହୁତ ଧନ୍ୟବାଦ। ଶୁଭ୍ରାଂଶୁ ଦ୍ୱାରା ଅନ୍ୟ ପ୍ରକାଶକମାନେ ଅନୁପ୍ରାଣିତ ହେବେ ବୋଲି ମୁଁ ଆଶା କରୁଛି। ନମସ୍କାର। ସମସ୍ତଙ୍କୁ ନମସ୍କାର।
श्रद्धेय शुभ्रांशु को अनेक अनेक शुभेच्छा और शुभकामना। कहवाकू गले मोर यहाँ बोधे तृतीय किस्तिर मत मिली बोनस आकार प्रथम बही जिते उन्मोचन होता तार जो पब्लिसिटी होता से पाठक मानकर एवं शुभेच्छु मानकर जो शुभकामना मु पाई मते जो आनंद देथिला से आनंद बोधे मो जीवनर सर्वश्रेष्ठ थिला। द्वितीय कथा थिला पुणी जेतेबेले तार समीक्षा सब प्रकाश कले बड़ बड़ लेखक माने सेटा मो पई द्वितीय आनंद थिला। आज राज जो प्रदत्त मिलला सेटा होची तृतीय। एटा मो पई जतिके आनंद न देइची प्रथम मते बहुत आनंद देइथिला। मोर आगरु बही बाहर थिले मध्य राजनंदिनी पुस्तक मते जो परिचय देइची आउ आज ए जो हमर बंधु मिलन पर्व एई पर्व रे शामिल करि पारिची सेथि पई मु श्रद्धेय शुभ्रांशु को कहिबी जे एंती प्रति वर्ष हो तांकर एई लेखक माने समस्त एकाठी होंतु उत्साहित होंतु एवं आहुरी भल बही प्रकाश पाऊ एवं आमर जो पुस्तक लेखक आ पाठक एमानक मध्यरे गोटे वैप्लविक परिवर्तन शुभ्रांशु आणंतु तांकर उत्तरोत्तर उन्नति कामना करी मु रहुची। समस्त को नमस्कार, धन्यवाद। समस्त को मोर भक्तिबुद्ध प्रणाम। आज ओडिशा रे गोटे विरल घटना ओडिया लेखक को राजभाग प्रदान एक विरल घटना निश्चय। एथिपाई पेनिन परिवार समस्त कर्मकर्ता एवं मुख्य निर्देशक श्रीजुत शुभ्रांशु पंडा सार को मोर गभीर कृतज्ञता ज्ञापन करुच्ची। धन्यवाद, नमस्कार। समस्त को सारस्वत प्रणाम और शुभेच्छा। पेनिन बुक्स रा उद्योक्ता श्रद्धेय अनुज शुभ्रांशु को जेते धन्यवाद देले कम हम। एक्चुअली से यही अनुवाद बहीटी मो द्वारा करे नहीं कहले अत्युक्ति हम ना। RSS 360 से शुभ्रांशु मत अनुरोध करथिले जहा मुझे करी पारली ठीक समय आ सुंदर भाव में पब्लिश करी खूब भल भाव में उन्मोचन मध्य शुभ्रांशु करैथिले जयदेव भवन रे। मु केवल एतिक कहिबी जे एई जो बंधु मिलनर जो परंपरा ये जारी रहू, दीर्घायु हो पेनिन अनुष्ठान शुभ्रांशु दीर्घायु हंतु एवं या पछर थिबा भावनाटी चिरायु हो। समस्त को धन्यवाद, नमस्कार। समस्त को नमस्कार। गोटे विरल बंधु मिलन पाई शुभ्रांशु को धन्यवाद। मु ओडिशा बाहर दीर्घ 37 वर्ष थी एवं पृथ्वीर सर्वबृहत प्रकाशन संस्था साहित्य एकाडेमी रे 23 वर्ष थी। साहित्य एकाडेमी एवं प्रकाशन संस्था संपर्क रे जीतू भाई एवं जतिन भाई बहुत कथा कही सारी जो गुड़ाक वर्तमान आवश्यकता रही। कॉपीराइट कौन ताको किभली भाव में परिचालना करा जिबा उचित एवं केतेकी बेसिक जिनस आमर नाही से गुडा करा जिबा उचित। मु गोटे घटना खाली कहबी कॉपीराइट संपर्क रे किछि सूचना दउथिले अजय बाबू कहउथिले बंगला साहित्य जेहेतु मु थिली आपण माने जानिथिबे गोटे बंगीय शब्दकोश बहीटी हरिचरण बंदोपाध्याय ताकू संपादना करुथिले शांतिनिकेतन रे विश्वभारती रे थाई कि दीर्घ वर्ष काल हरिचरण बंदोपाध्याय 2टी वॉल्यूम रे प्रकाशित होइतिला। क्राउन साइज रे 2टी छपा होइतिला किंतु तार कॉपीराइट विश्वभारती रे थिला। विश्वभारती परवर्ती समय रे लेटर प्रेस रे छपा होइतिला ताकू आउ प्रकाशन कला नाही। ताकू साहित्य एकाडेमी तार कॉपीराइट आनिला एवं आमे वर्ष को लक्ष लक्ष टंका तांको कॉपीराइट दऊ। हरिचरण बंदोपाध्याय चलीगले पुओ लीगल हेयर तांको पाकू जेतले प्रोसेसिंग होउची पठागला एवं ता भितर देखागला जेतले चेक टी तांको पाखरे जांकी पहुंचीची केते लक्ष टंकार चेक तांको पुओ एक्सपायर करी जाइचंती। से चेक टी फेरी आसिला तांको नारे जाइथिला। तापरे तांको काहाकू दिया जीवो तांको पुओ कॉपीराइट नियम अनुसार लीगल हेयर जे एवं से लीगल हेयर प्रोसेसिंग है कि आसवा को जो समय लगिला किंतु साहित्य एकाडेमी प्रस्तुत थिला से टंका तांको नारे दवा पाई जे कॉपीराइट। किंतु मु आज ये कथा एथि कहूची जे कॉपीराइट रे जो माने हकदार आज राजभाग पाउचंती एमती गोटे उत्सवीय परिवेश रे सेमान को दिया जिबा ए गोटे विरल कथा।
ताकू शुभ्रांशु एवं पेन इन संस्था करुच्ची साहित्य एकाडेमी पाखु जार थाए रॉयल्टी पाखु पठे दिए। आउ गोटे छोटिया कथा कहबी जे बही प्रकाशक माने मु जो परिवार आसी नालंदा प्रकाशक आपण माने जानिथिबे से मो निज पीसा आम परिवार जे जण थिले आमे जानुथिलु आम पीसा सबुठारु धनी से किंतु थिले सबुठारु गरीब। गोटे पुस्तक प्रकाशन संस्था रे एते धनी हेई पारंती आम धारणा नथिला किंतु परवर्ती पर्यायर जेतेबेले मु आस्ते आस्ते जानिली सेतेबेले काहाको कॉपीराइट दबाको पड़ु नथिला दिया जाए नाही दियंती नाही मध्य बोधवे सेइथिपाई से बेसी धनी हेई जाइथिले। आउ आज जो प्रकाशक संस्था माने कॉपीराइट फीस दौचंती अन्य मानकु से माने निश्चय धन्यवाद धन्यवाद समस्त को नमस्कार। मु प्रताप दास जाजपुर बरगु आसी पेन एंड बुक तरफ मोर द्वितीय गल्प संकलन गोलपुथीर गपटी मैं प्रकाश करिछि। आज मु एठा राजभाग न पाइथिले मध्य आपण मानक आगे कई पद कथा कहबार जो स्वीकृति पाइछि ताहा मते बहुत आनंद देइछि। सेति मु पेन एंड बुक रो मुख्य शुभ्रांशु पंडा महोदय को धन्यवाद दूछि। गोटे कथा कहबी जे जेतेबेले साहित्य को सामाजिक नीति बा राजनीति चापी देइथला सेते मु देखुथली कि एई गत निर्वाचन रे समस्ते कहउथले बा गोटे दल कहउथला ओडिया अस्मिता कथा जाऊ ओडिया अस्मिता एक साहित्य शब्द जाकू कही कही एक परिवर्तन हो गला। तेणु सेठी मते खुशी लगिला जे आमे साहित्य चर्चा साहित्य आलोचना भितर रहीचु जो शब्दटा सामाजिक परिवर्तन आनिला। आ गोटे कथा मु कहूची जड़े सान भाई आमर कहते लेखक जे बरी कथा जो रमादेवी आश्रम कथा गोपबंधु चौधरी कथा मु तो काउंटर करी ना टे सूचना दूची जे गोपबंधु चौधरी और रमादेवी विषय बरी अंचल समस्त लोक जानते। मु निजे प्रताप दास जे कि मोर यूट्यूब रे मध्य गीत अच्छी संगीत अच्छी नमस्ते बरी जोटा समस्त कथा लिखाई जे जमीदार वंशज गोपबंधु चौधरी ये माटी मोहर दिने छाड़ीदेले हाकिम चाकरी। गोपबंधु चौधरी बरीर जो बन्या विवेशिका दृश्य देखी जो इंग्रेज सरकार को देते सठिक रिपोर्ट इंग्रेज सरकार से मना करते से रिपोर्ट चलो ना रिपोर्ट बदलाओ किंतु सी आसे तो रमादेवी की पचारे रमादेवी कही गोटे हाथ से रेजिग्नेशन लेटर लिखिले एवं गोटे हाथ सठिक तथ्य देते तो जहाँफल बदली कर जोटा नहीं मो आमर जो साहित्य अनुष्ठान कर चालघर ये जो चालघर साहित्य अनुष्ठान यही हूँ से गोपबंधु चौधरी हाथ गढ़ा अनुष्ठान चालघर एवं ए बहीटी संपादना कर शुभ्रांशु पंडा ये बहीटी द्वारा मुझे बहुत विलम्ब घटी आम अनुष्ठान कर्मकर्ता मैंने सामान्य विरक्ति प्रकाश करते कि मुझे शुभ्रांशु पंडा महोदय को जाने से जिते विलम्ब है से भल करती ये जो बहीटी से 2023 मसीह कर चालघर ये कभर पेज ये समस्त बरणी बहिर जहाँ अच्छी से आउ आम अन्य कौट पाईना से आउ थे धन्यवाद दूसरी आ समस्त साहित्यिक बंधु मान अनुरोध करुच्ची जो साहित्य जो समस्त मन भर अच्छी साहित्य संस्था दबी दबी जाऊँगी कमी कमी जाऊँगी सेठार संक्षेप में कहूँ समस्त अनुरोध समस्ते साहित्य को पारिवारिक साहित्य करूँ परिवार जो बढ़िला पुओ झी अच्छा निज पत्नी से साहित्य अनुष्ठान आणतु आनिले कौन हम ना से बुझीपारे साहित्यर अर्थ कौन मोर जो छोटिया अनुष्ठान कर संयुक्त आप गेस्ट कर नहीं जानते चालघर साहित्य संसद में समस्त कर्मकर्ता आम मैंडेटरी कर जे समस्त कर्मकर्ता मैंने से पत्नी कि पुओ झी को सांगे आणवे साहित्य चर्चा शुणे मोर प्रथम गप बही शताब्दी बोझ मु सौभाग्य पाई दास बेनूर सार बस सी मोर अभिमत लिखिले प्रथम गप जो शताब्दी बोझरे जार बगुली बेश्या गप बहुत आदृत आम कर तेणु मुझे सब सार जाइए जीसी कॉलेज सार मुझे कहूली आम गोपबंधु चौधरी कॉलेज सार जाइए तेणु जिते साहित्यिक मान अच्छा से परिवार जानू जे से साहित्य सृष्टि साहित्यर वक्तव्य देवाई साहित्य रचना करने जाऊँ मंच को ता जानिले साहित्य परिवार भितर हेले साहित्य बढ़
ନହେଲେ ବହୁତ ଓଡ଼ିଶାରେ ବଡ଼ ବଡ଼ ଲେଖକମାନେ ଅଛନ୍ତି, ତାଙ୍କ ବହି ଥୁଆ ହେଇଛି, ତାଙ୍କ ପିଲାମାନେ ବୁଝନ୍ତିନି ଆମ ବାପା କ'ଣ। ସେ ବୁଝୁଛନ୍ତି ଆମେ IT ସେକ୍ଟର ଚାକିରି କରୁଛୁ, 2 ଲକ୍ଷ ଦରମା ପାଉଛୁ, କିନ୍ତୁ ବାପାଙ୍କ ସାହିତ୍ୟ ସୃଷ୍ଟି ପାଇଁ ବାପା ଯେ ଓଡ଼ିଶା ବିଦିତ, ଓଡ଼ିଶା ସାରା ଚର୍ଚ୍ଚିତ, ସେ କଥା ପିଲା ବୁଝନ୍ତି ନାହିଁ। ତ ସମସ୍ତଙ୍କୁ ଆଉ ଥରେ ଅନୁରୋଧ କରୁଛି ଏ ସାହିତ୍ୟକୁ ପାରିବାରିକ ସାହିତ୍ୟ କରୁଛୁ। ନମସ୍କାର, ଧନ୍ୟବାଦ। ଆଉ ଥରେ ଶୁଭ୍ରାଂଶୁ ମ୍ୟାଡ଼ାମଙ୍କୁ ଧନ୍ୟବାଦ। ଜଗନ୍ନାଥ ସମସ୍ତଙ୍କୁ ପ୍ରଣାମ। ଆଜିର এই ବିଶିଷ୍ଟ କାର୍ଯ୍ୟକ୍ରମ ତା ପାଇଁ ମୁଁ 2 ମିନିଟ୍ ମାତ୍ର କହିବି। ମୋର ଗୋଟେ ଛୋଟିଆ ଉପନ୍ୟାସ ଲଳିତା ଯାହା ଶୁଭ୍ରାଂଶୁ ବାବୁ ଛାପିଛନ୍ତି। ତେବେ ଯେହେତୁ ମୁଁ ସଂସ୍କୃତ ସାହିତ୍ୟର ଜଣେ ଅଧ୍ୟାପକ, ମୁଁ କହିପାରେ ଯେ ରାଜଭାଗଟା ହେଉଛି ପୂର୍ବରୁ ଆମେ ଯେଉଁଟାକୁ ଇଂଲିଶରେ ରୟାଲିଟି କହୁଛେ, ରାଜାମାନେ ଦେଉଥିଲେ। କାରଣ ରାଜାମାନେ ଛାପୁଥିଲେ ସେତେବେଳେ, ଏବଂ ରାଜାମାନେ ଯେଉଁମାନେ ଲେଖନ୍ତି ଲେଖକମାନଙ୍କୁ କିଛି ପଇସା ଦିଅନ୍ତି। ଆଜି ଶୁଭ୍ରାଂଶୁ ବାବୁଙ୍କୁ ଆମେ ଜଣେ ରାଜା ହିସାବରେ ନେଇପାରିବା, କାରଣ ସିଏ ହିଁ ଆମମାନଙ୍କୁ ପଇସା ଦେଇଛନ୍ତି। ତେଣୁ ସେତେବେଳର ରାଜା, ଆଜିର ଶୁଭ୍ରାଂଶୁ ବାବୁ, ଏଥିରେ କୌଣସି ଦ୍ୱିମତ ନାହିଁ। ଶାସ୍ତ୍ର କୁହେ, ଦଶମ ଶତକର ଆଚାର୍ଯ୍ୟ ମମ୍ମଟ କହିଛନ୍ତି ଯେ କାବ୍ୟମ୍ ୟଶସେ ଅର୍ଥକୃତେ ବ୍ୟବହାର ବିଦେ ଶିବେତ ରକ୍ଷତଏ ସଦ୍ୟ ପରନିବୃତ୍ତଏ କାନ୍ତା ସମ୍ମିତତୟ ଉପଦେଶ ୟୁଜେ। ସାହିତ୍ୟଟା ଅର୍ଥ ପାଇଁ ମଧ୍ୟ ଲେଖାଯାଏ। କାବ୍ୟମ୍ ୟଶସେ ଅର୍ଥକୃତେ, ଯଶ ପାଇବା ପାଇଁ, ଅର୍ଥ ପାଇବା ପାଇଁ ମଧ୍ୟ ସାହିତ୍ୟ ଲେଖାଯାଏ। ତେଣୁ ସେଇ ଯେଉଁ ଶାସ୍ତ୍ରୀୟ ପରମ୍ପରାକୁ ଆଜି ପେନ୍ ଇନ୍ ବୁକ୍ସ ଆଣିପାରିଛି, ମଞ୍ଚ ଉପରକୁ ଆଣିପାରିଛି, ଏଥିପାଇଁ ଆମର ଆଜିର ଯେଉଁ ରାଜା ଭାବରେ ଆମେ ପ୍ରତିଷ୍ଠିତ କରିପାରିବା। କାରଣ ରାଜା ଦିଅନ୍ତି ରୟାଲିଟି, ଆଜି ଶୁଭ୍ରାଂଶୁ ବାବୁ ରୟାଲିଟି ଦେଉଛନ୍ତି। ତେଣୁ ସେଭଳି ଏକ ପରମ୍ପରାକୁ ଉଜ୍ଜୀବିତ କରିପାରିଛନ୍ତି। ସେ ଶାସ୍ତ୍ରୀୟ ପରମ୍ପରା, ଦଶମ ଶତକର ରାଜାମାନେ ଯେଉଁ ପରମ୍ପରାକୁ ରଖିଥିଲେ, ସେ ପରମ୍ପରା ଆଜି ଓଡ଼ିଶାରେ ମଧ୍ୟ ସୃଷ୍ଟି ହେଇଛି। ଏଥିପାଇଁ ଆମେ ଶୁଭ୍ରାଂଶୁ ବାବୁଙ୍କୁ ଧନ୍ୟବାଦ ଦେବା ଏବଂ ସମସ୍ତ ଲେଖକମାନେ ଆମେ ନିଶ୍ଚୟ ଭାବରେ ଏଥିପାଇଁ ତାଙ୍କ ପାଖରେ ତାଙ୍କୁ ସମ୍ମାନିତ କରିବା। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ମୁଁ ରଜନୀକାନ୍ତ ପଣ୍ଡା। এই পেন ইন বুକ୍ ସହିତ ମୋର ସମ୍ପର୍କ ପ୍ରାୟ 2021 ମସିହାରୁ, କିନ୍ତୁ ଜଣେ ଲେଖକ ଭାବରେ ମୋର ସମ୍ପର୍କ ମାତ୍ର ଏଇ 2024 ମସିହାରୁ। ମୁଁ ଏଇ ପେନ୍ ଇନ୍ ବୁକ୍ସର ବିଭିନ୍ନ ଯେଉଁ ଫଙ୍କସନ୍ ଗୁଡ଼ିକ ଆୟୋଜନ ହୁଏ, ସେଥିରେ ଆସିକି ଯୋଗଦାନ କରେ ମୋର ବଡ଼ ଭାଇ ଲେଖକ ଗାଳ୍ପିକ ବିଭୁତାଙ୍କ ସହିତ। ଏବଂ এই পেନ୍ ଇନ୍ ବୁକ୍ସର ସହିତ ପ୍ରତ୍ୟକ୍ଷ ସମ୍ପର୍କ ଭାବରେ ଦେଖିବାକୁ ଗଲେ ମୋର ପ୍ରଫେସନ୍ ସମ୍ପୂର୍ଣ୍ଣ ଅଲଗା। ମୁଁ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟରରେ ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଅଛି, ସେଇଟା ପ୍ରଫେସନ୍ ଅଲଗା। କିନ୍ତୁ ମୁଁ ବହି ପଢ଼ିବାକୁ ଭଲ ପାଏ ଏବଂ ଏହା ସହିତ ସମ୍ପର୍କ ମୋର ଗଢ଼ି ଉଠିଲା। ମୁଁ ଗୋଟେ ପୁସ୍ତକାଳୟ ମୋର ଯେଉଁ ଗ୍ରାମରେ କରିଛି, ଗୋଟେ ସୌଖିନ ପୁସ୍ତକାଳୟ କରିଛି। ମୋର ନନା ଯିଏକି ଗାୟକ ସାହିତ୍ୟ ଶାସ୍ତ୍ରୀ ଦାଶରଥୀ ପଣ୍ଡା ବହି ପଢ଼ିବାକୁ ବହୁତ ଭଲ ପାଆନ୍ତି, ମୁଁ ଗୋଟେ ପୁସ୍ତକାଳୟ କରିଥିଲି। ତା ଫଳରେ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ 2023 ମସିହାରେ ଯୁବ ଲେଖକ ପୁରସ୍କାର ପ୍ରଦାନ ଉତ୍ସବରେ ଏଇ ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ସାର୍ ଗୋଟେ ଉକ୍ତି ଉତ୍ଥାପନ କରିଥିଲେ, ଗୋଟେ ଉଦାହରଣ ଦେଇ କହିଥିଲେ ଯେ ବୋନଲେସ୍ ଚିକେନ୍ ଥିଓରି, ଯେଉଁଟାକି ମୋତେ ଜଣେ ଲେଖକ ହେବା ପାଇଁ ପ୍ରେରିତ କରିଥିଲା। ସେଥିପାଇଁ ମୁଁ ତାଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରୁଛି। ଏବଂ ଲେଖକ ଭାବରେ ମୁଁ ଯେଉଁ ପୁସ୍ତକଟି ରଚନା କରିଥିଲି, ଯେହେତୁ ମୁଁ ଜଣେ ପାରମ୍ପରିକ ଲେଖକ ନୁହେଁ କିମ୍ବା ମୋର ଲେଖାରେ କୌଣସି ଅଭିଜ୍ଞତା ନାହିଁ, ତେଣୁ ଏଇ ଯେଉଁ ଲେଖାଟି ମୁଁ ପ୍ରସ୍ତୁତ କରିଥିଲି, ତା ଦେହରେ ବିଭିନ୍ନ ତ୍ରୁଟି ରହିଥିଲା, ବିଭିନ୍ନ ପ୍ରକାର ଶୈଳୀରେ ତ୍ରୁଟି ରହିଥିଲା, ବ୍ୟାକରଣଗତ ତ୍ରୁଟି ରହିଥିଲା। ତାକୁ କରେକ୍ସନ୍ କରି ରଜତ ସାର୍ ଏବଂ କର ସାର୍ ଯେଉଁଭଳି ଭାବରେ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିଥିଲେ, ତା ଫଳରେ ଏଇ 2024 ମସିହାରେ ମୋର ପ୍ରକାଶ ପାଇଥିଲା ଏଇ ଯେଉଁ ଉପନ୍ୟାସ, ଗୋଟିଏ ସଂକ୍ଷିପ୍ତ ଉପନ୍ୟାସ ସାହାରା ସୁନ୍ଦର। ସେଥିପାଇଁ ମୁଁ ପେନ୍ ଇନ୍ ବୁକ୍ସର ସମସ୍ତ ସଦସ୍ୟଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରୁଛି ଏବଂ ଏହିଭଳି ଏକ ସଭାରେ ଭାଗ ନେଇପାରିଥିବାରୁ ନିଜକୁ ଧନ୍ୟବାଦ ମନେ କରୁଛି। ଏବଂ ପୁଣି ଥରେ ସମସ୍ତଙ୍କୁ ସାରସ୍ୱତ ପ୍ରଣାମ ଜଣାଇବା ସହିତ ମୋର ବକ୍ତବ୍ୟ ଶେଷ କରୁଛି।